ॐ ज्ञानञ्जया चक्षुरुन्मिलितं येन तस्मै श्रीगुरवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूपः कदा मह्यं ददाति स्वपदान्तिकम्। वन्देऽहं श्रीगुरो श्रीयुतपदकमलं श्रीगुरून् वैष्णवांश श्रीरूपं शग्रजातं सहगणरघुनाथान्वितं तं सजीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधा कृष्णपादान् सहगण ललिता श्रीविशाखान्वितांश्च नमो विष्णुपदाय कृष्णप्रेष्ठाय भूतले श्रीमते भक्तिवेदान्त स्वामिन्निति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्यदेशतारिणे। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे। जं प्रव्रजन्तं मनुपेतं मपेतकृत्यं द्वैपायनो विरहकातराजुहाव पुत्रेति तन्मयतया सर्वोऽभिनेदो तं सर्वभूतहृदयं मुनिमानतोऽस्मि। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदिरे। वेदे रामायणश्चैव पुराणे भारतेस्तथा आदौ सन्धे च मध्ये च हरिः सर्वत्र गीयते। मूकं करोति वाचालं पङ्गुं लङ्घयते गिरिं यत्कृपास्तमहं वन्दे श्रीगुरो दिनतारिणे। परमानन्दमाधव त्वमादिदेवं करुणानिधानं तमालवन्नं सहितावतारम् अपार संसार समुद्रसेतो भजामहे भागवता स्वरूपम् भजामहे भागवता स्वरूपम् भजामहे भागवता स्वरूपम्। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। श्रीमद्भागवतमର कथा सत्र आज षष्ठ संध्यारे पुणी समस्त श्रोता भक्त मानक आमर अंतरराष्ट्रीय कृष्ण चेतना संघ जाजपुर शाखा तरफ समस्त धन्यवाद ज्ञापन करुछि। जेहेतु आपने श्रद्धार सहित श्रीमद्भागवतम आस्वादन करमको सुजोग देते। तेज प्रथम स्कंदे जहाँ सुत गोस्वामी कीर्तन कर भीष्मदेव महाप्रयाण भीष्मदेव किभली ये जगत विदाय नहीं कि भगवान को धाम को प्रत्यावर्तन कर विषय में आस्वादन करने प्रयास होती। तेरे प्रसंग में आम एक श्रवण करते भगवान किभली
ଏକ ଯୋଜନା କରିଛନ୍ତି ଭୀଷ୍ମଦେବଙ୍କୁ କୃପା କରିବା ପାଇଁ। ଭୀଷ୍ମଦେବ ଶରୀର ତ୍ୟାଗ କରିବେ ଏଇ ଭାବନାଟା ଭଗବାନ ଜାଣିଛନ୍ତି, କିନ୍ତୁ କେତେବେଳେ ଶରୀର ତ୍ୟାଗ କରିବେ? ଭଗବାନଙ୍କୁ ଦର୍ଶନ ନ କରିବା ପର୍ଯ୍ୟନ୍ତ ଭୀଷ୍ମଦେବ ଶରୀର ତ୍ୟାଗ କରିବେ ନାହିଁ। ଯେହେତୁ ସେ ଇଚ୍ଛା ମୃତ୍ୟୁର ଅଧିକାରୀ ଥିଲେ, ଇଚ୍ଛା କରିବେ ତ ଶରୀର ତ୍ୟାଗ କରିବେ। ତାଙ୍କର ଇଚ୍ଛା ହଉଛି କ'ଣ? କୃଷ୍ଣଙ୍କୁ ଦର୍ଶନ କରିକି ଶରୀର ଛାଡ଼ିବେ। ସେଇଥିପାଇଁ କୃଷ୍ଣ ଏକ ଯୋଜନା କରିକି କୁରୁକ୍ଷେତ୍ରରେ ଆସି ପହଞ୍ଚିଛନ୍ତି। କେବଳ ଏକାକୀ ନୁହଁ, ସମସ୍ତ ସାଧୁ ସନ୍ଥ ବୈଷ୍ଣବ ମାନଙ୍କୁ ନେଇ ଆସିଛନ୍ତି ଏବଂ ପାଣ୍ଡବ ମାନଙ୍କୁ ମଧ୍ୟ ନେଇ ଆସିଛନ୍ତି। ସମସ୍ତଙ୍କର ଉପସ୍ଥିତିରେ ଭୀଷ୍ମଦେବ ସମସ୍ତଙ୍କୁ ସମ୍ମାନ ଦେଇଛନ୍ତି। ଦେଶ କାଳ ବିଭାଗବିତ ଯାହାକୁ ଯେମିତି ସମ୍ମାନ ଦେବା କଥା ସେଭଳି ସେ ସମ୍ମାନ ଦେଇଛନ୍ତି। ଭଗବାନଙ୍କୁ ମଧ୍ୟ ହୃଦୟର ସହିତ ପୂଜା କରିଛନ୍ତି ଏବଂ ଭଗବାନଙ୍କୁ ପୂଜା କରିସାରିଲା ପରେ ଭଗବାନଙ୍କ ନିବେଦନ କ୍ରମେ ବା ଭଗବାନଙ୍କର ସତ୍ୟ ଯେମିତି ନିର୍ଦ୍ଦେଶ ଯେ ଆପଣ ପାଣ୍ଡବମାନଙ୍କୁ ଯୁଧିଷ୍ଠିରଙ୍କୁ କିଛି ବୁଝେଇ ଦିଅନ୍ତୁ, ଶିକ୍ଷା ଦିଅନ୍ତୁ, ସେ ବୁଝିଯାଆନ୍ତୁ। ତ ଏ କଥା ଶ୍ରବଣ କଲା ପରେ ଭୀଷ୍ମଦେବ ନିଜେ କଥା ଆରମ୍ଭ କରିଛନ୍ତି। ବିଶେଷ କରି ପାଣ୍ଡବମାନଙ୍କର ସମସ୍ତ ପୂର୍ବ ଘଟଣାକୁ ମନେ ପକାଇ ତାଙ୍କୁ ଆଶ୍ୱାସନା ଦେବା ପାଇଁ ପ୍ରୟାସ କରୁଛନ୍ତି। କିନ୍ତୁ ପୂର୍ବ ଘଟଣା ମନେ ପକାଇବା ପ୍ରସଙ୍ଗରେ ହିଁ ସେମାନେ ଯେଉଁ ଦୁଃଖ ପ୍ରାପ୍ତ ହୋଇଥିଲେ ସେ ଦୁଃଖକୁ ଆଜି ସ୍ମରଣ କରୁଛନ୍ତି। କହୁଛନ୍ତି ତୁମେ ବହୁତ କଷ୍ଟ ପାଇଛ, କିନ୍ତୁ ତୁମେ ବୁଝିପାରୁନ ତୁମେ ଯେଉଁ କଷ୍ଟ ପାଇଛ କାହିଁକି ପାଇଛ? ତୁମର ପ୍ରାରବ୍ଧ ନାହିଁ। ତୁମେ 5ଟା ଶକ୍ତିର ଅଧିକାରୀ, ସବୁ ସେ କାଳର ଇଚ୍ଛା। ତେଣୁ କାଳର ଇଚ୍ଛା ଅନୁସାରେ ତୁମେ କଷ୍ଟ ପାଇଛ। ତ ତାଙ୍କୁ ଏଇଭଳି ବୁଝେଇକି ନେଉଛନ୍ତି। ମୋଟାମୋଟି ଭାବେ ସେ କହିବା ତାତ୍ପର୍ଯ୍ୟ କ'ଣ? ଭୀଷ୍ମଦେବ ମୋଟାମୋଟି ଭାବେ କହିବା ତାତ୍ପର୍ଯ୍ୟ ହେଉଛି ଏହା ସବୁ କିଛି ଭଗବାନଙ୍କ ଇଚ୍ଛାରେ ହେଉଛି। ତେଣୁ ତୁମେ ବିଚାର କରନି ଯେ ଏତେ ବଡ଼ ନରସଂହାର ହେଇଗଲା, ମହାଭାରତ ଯୁଦ୍ଧରେ ଏତେ ବଡ଼ ସଂହାର ହେଇଛି, ଏତେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି, ତୁମେ ତା ପାଇଁ ଯେଉଁ ନିଜକୁ ଦୋଷୀ ବୋଲି ବିଚାର କରୁଛ, ତୁମେ ଦୋଷୀ ନାହିଁ। ଭଗବାନ ଆସିଛନ୍ତି ଅଧାର୍ମିକ ମାନଙ୍କୁ ବିନାଶ କରିକି ଧର୍ମକୁ ସ୍ଥାପନ କରିବେ, ଇଏ ଭଗବାନଙ୍କ ଇଚ୍ଛା। ସେଇଥିପାଇଁ ହେଉଛି ଭଗବାନଙ୍କର ଯୋଜନା। ତୁମେ କାହିଁ ବିଚଳିତ ହଉଛ? ତୁମେ କାହିଁକି ବିଚାର କରୁଛ ଯେ ମୁଁ ହେଉଛି ଦୋଷୀ? ତେଣୁ ସବୁ କିଛି ଭଗବାନଙ୍କ ଇଚ୍ଛାରେ ହେଉଛି। ସେଇଟା ବୁଝିବା ପାଇଁ ଯାଇ କହିଲେ ଦେଖ ତୁମ ଜୀବନରେ ଯାହା ଘଟିଛି ତୁମେ ଏସବୁ ଜିନିଷ କାହିଁ ଭୋଗିଲ? ତୁମେ ତ ସବୁ ଧର୍ମର ନନ୍ଦନ, ତ ତୁମର ତ କୌଣସି ପାପ ନାହିଁ। ପୁଣି 5ଟା ଶକ୍ତିରେ ତ ତୁମେ ଶକ୍ତିଶାଳୀ, 5ଟା ସମ୍ପତ୍ତି ତୁମର ଅଛି, ତୁମେ କାହିଁ ଦୁଃଖ ଭୋଗିଲ? ତେଣୁ କ'ଣ ବୁଝିବ ନା ସବୁ ଭଗବାନଙ୍କ ଇଚ୍ଛାରେ ହେଉଛି। ତେଣୁ ଆମ ପ୍ରତି ଯାହା କିଛି ସୁଖଦ ବା ଅପ୍ରୀତିକର ପରିସ୍ଥିତି ଯାହା କିଛି ଆସେ ଏଇଟା ଆମେ ବି ବୁଝି ନେବା ଉଚିତ। ଇଏ ହେଉଛି ଭଗବାନଙ୍କର ଇଚ୍ଛା। ଆଉ ବିଶେଷ କରି ଭଗବାନ ହେଉଛନ୍ତି ସଦ୍ବୈଦ୍ୟ। କାଲି ଆମେ ଶୁଣୁଥିଲେ ଭଗବାନ ସଦ୍ବୈଦ୍ୟ। ଜୀବକୁ କେମିତି ଶୃଙ୍ଖଳିତ କରିବେ, କିଭଳି ଜୀବକୁ ନିଜର କରିବେ, ଜୀବର କିଭଳି କଳମଶକୁ ଦୂର କରିବେ, ଜୀବର ଶରଣାଗତିକୁ କେମିତି ବଢ଼େଇବେ, ଏସବୁ ଭଗବାନ ଜାଣନ୍ତି। ଭଗବାନଙ୍କ ବିନା କେହି ଜାଣିବେନି, କେବଳ ଭଗବାନ ହିଁ ଜାଣନ୍ତି। ତେଣୁ ଭଗବାନ ଜୀବକୁ ସେଇଭଳି ସ୍ଥିତିରେ ପକେଇକି ତାଙ୍କର ଶରଣାଗତିକୁ ବଢ଼େଇବେ। କିନ୍ତୁ କିଏ ଭାବିବା ଉଚିତ ନୁହଁ, କାଲି ଆମେ କଥା ବିଶ୍ରାମ ଦେଇଥିଲେ, କେହି ଭାବିବା ଉଚିତ ଭଗବାନ ସମସ୍ତଙ୍କୁ ସମସ୍ୟାରେ ପକେଇବେ। ନାଇଁ 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 ନାଇଁ, ଆମର ସ୍ଥିତିକୁ ନେଇକି ଆମେ ଭଗବାନ ପାଖରେ ଭଜନ କରୁଛେ, ଆମ ସ୍ଥିତିକୁ ନେଇକି ଆମକୁ ସେତିକି ପରୀକ୍ଷା କରିବେ। ପରୀକ୍ଷା ସମସ୍ତଙ୍କ ପାଇଁ ସମାନ ନୁହଁ। ସମସ୍ତ ଭକ୍ତଙ୍କ ପାଇଁ ଯେ ସମାନ ପରୀକ୍ଷା ସେମିତି ନାହିଁ, କିନ୍ତୁ ପରୀକ୍ଷା ଦେବା ପାଇଁ ପଡ଼ିବ। ତେଣୁ ଇଏ ହେଉଛି ଜୀବନ, ଇଏ ହେଉଛି ଭକ୍ତିର ରହସ୍ୟ, ଇଏ ହେଉଛି ଭକ୍ତିର ପରୀକ୍ଷା, ଇଏ ହେଉଛି ଭଗବାନଙ୍କୁ ପାଇବା ପାଇଁ, ଇଏ ହେଉଛି ସବୁ କ'ଣ କୁହାଯିବ ସୋପାନ, ସିଡ଼ି। ଏ ସିଡ଼ିକୁ ଅତିକ୍ରମ କରିକି ଆମକୁ ଆଗକୁ ଯିବା ପାଇଁ ପଡ଼ିବ। ସାଉଣ୍ଡଟା ଆଉ ଟିକେ ଆଜି ବଦଳି ଯାଇଛି ସାଉଣ୍ଡ। ବେସ୍ଟା କମେଇ ଦିଅ, ଟ୍ରେବୁଲଟା ଟିକେ ବଢ଼େଇଲ ଦେଖି, କିଏ ଜାଣିଛ? ସବୁଦିନ ସାଉଣ୍ଡ ଠିକ୍ ଥିଲା, ଆଜି ଟିକେ ବଦଳି ଯାଇଛି, ସେଥିପାଇଁ ବେସ୍ଟା ପୁରା କମେଇ ଦିଅ। ସେ ମିକ୍ସଚରରେ ଦେଖ, ନହେଲେ ମିକ୍ସଚରରେ ଦେଖ, ବେସ୍ଟା କମେଇ ଦିଅ, ବେସ୍ଟା କମେଇ ଦିଅ। ଟ୍ରେବୁଲଟା ଦେଖ, ଟ୍ରେବୁଲ ଲେଖା ହେଇଥିବ, ଟ୍ରେବୁଲଟାକୁ ବଢ଼ାଅ। ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ। ଆଜି ପର୍ଯ୍ୟନ୍ତ ଠିକ୍ ଥିଲା, ଆଜି କାହିଁ ବଦଳିଲା? ସକାଳେ ତ ଠିକ୍ ଥିଲା, ତା ଦେହରେ କିଏ ଲାଗିଥିବ ବୋଧେ, କିଏ କ'ଣ ମୂର୍ତ୍ତି ଥିବ, କ'ଣ ହେଇଥିବ। ହରି ବୋଲ, ହରେ କୃଷ୍ଣ ହରେ କୃଷ୍ଣ। ବେଶୀ ହେଲା, ଠିକ୍ ଅଛି, ଆଉ ଟିକେ କମାଅ।
हरे कृष्ण थाउ हरे कृष्ण डिले टिके रहा दरकार ठीक अच्छे आ टिके कमे दियो बेसी है डिले हरे कृष्ण हरि बोल हरे कृष्ण ट्रेबल दल टिके ट्रेबल हरि बोल हरे कृष्ण हाँ वाह वाह जानी पार ना सेटा ठीक अच्छे हरे कृष्ण थाउ थाउ है ठीक अच्छे थाउ आउ लगनी थाउ ठीक अच्छे चलो एडजस्ट करदे थाउ तेणु भगवान थाउ थाउ ठीक अच्छे चलो तेणु भगवान ये भक्त को निजर करी तो ये सार्वजन्य नुह समस्त ना विशेषकर कलिजुग हाँ कलिजुग आम भक्त ने बहुत हाँ सुरक्षित जोन भितर अच्छे आमको भगवान परीक्षा करें आम एत कड़ा परीक्षार सम्मुखीन हबानी कहीं भगवान प्रतिज्ञा कर भगवान प्रतिज्ञा कर कलिजुगर भक्त मान मुझे बड़ कड़ा परीक्षा माने करी एत परीक्षा करी जड़े भक्त जड़े भक्त नवेदन करते जड़े भक्त नवेदन कले बोली भगवान से अंगीकार कले कल ठीक अच्छे कलिजुगर कौन भक्त मुझे परीक्षा करी से भक्त नाम होती मयूरध्वज 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 ये भगवान श्रीकृष्ण जिते थिले पांडव मान समय कथा युधिष्ठिर महाराज जो राजस्व यज्ञ कर सॉरी अश्वमेध यज्ञ कर अश्वमेध यज्ञ विधि अच्छी कौन अश्व को छड़ा जीव सी सर्वत्र भ्रमण कर सबड़े भ्रमण शेष आसो भ्रमण कर तात्पर्य कौन अश्व जो जो राज्य को जीव से राज्यर राजा स्वीकार कर हाँ सी युधिष्ठिर महाराज जी राजा यज्ञ करुवे हाँ सी यज्ञ करूँ आम अधीनस्थ होमें किसी साहाଯ୍य करूँ अधीनस्थ होकर कृपा कौन साहाଯ୍य करूँ किंबा जदि के शक्तिशाली राजा विचार करुवे निजको कौन अधीनस्थ होगा चाहिए से अश्व को अटकई युद्ध करेंगे से समय जी अश्वर सुरक्षा दायित्व थे सी जा युद्ध परास्त करदे पारे ताले अश्वमेध यज्ञ करने से उपयुक्त हेबे तो ये हूँ विधि से भली से अश्व सबू राज्य को बुलियो तमाने ता माध्यम सूचना सबू राज्य राजा मान को दिज्व जे अमुक राजा अश्वमेध यज्ञ कर तेणु ये राज्य अश्वमेध यज्ञ जो अश्व थिला युधिष्ठिर महाराज अश्व जा तेणु अश्व को सुरक्षा देवाई अर्जुन जाइछन्ति अर्जुन जाइछन्ति एवं भगवान श्रीकृष्ण भी जाइछन्ति अर्जुन के सहित तो से अश्व भ्रमण करी 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 जाई रत्नपुर रे पहुंचला मणिपुर पाखर गोटे राज्य अच्छी रत्नपुर से पहुंचला से जो राजा था सी होचंदी मयूरध्वज तो से राजा सी हाँ सी बहुत बड़ भक्त सी गोटे यज्ञ कर तो सी गोटे यज्ञ कर सी बहुत बड़ भक्त भगवान श्रीकृष्ण सी अनन्य भक्त तो यह समय भगवान श्रीकृष्ण और अर्जुन जाकि पहुंचते सेठे अश्व जाठी पुत्र ताम्रध्वज सी कौन कला ये जो अश्व को देखला देखला अच्छा अश्व पर लिखाई फलक लिखाई जे ये अश्व हूँ अमुक राजा ये अश्वमेध यज्ञ कर पूरा संपूर्ण विवरणी से तो ताम्रध्वज जो देखिले ये अश्व हूँ युधिष्ठिर कहले अच्छा तो संगे संगे कौन कले से अश्व को सी रखीदे अश्व को छाड़िलेनी तो भगवान श्रीकृष्ण अर्जुन सहित जाइए तो सुरक्षा देवाई तो अर्जुन जाते कृष्ण ना कृष्ण तो सारथी जाइए अर्जुन ही जाइए सुरक्षा देवाई तेणु जो ताम्रध्वज से अश्व को अटकईदे अर्जुन कहले छाड़ आम अश्वमेध यज्ञ कर तुम्हें अधीनस्थ स्वीकार कर तो ताम्रध्वज कहले जदि तुम अश्वमेध यज्ञ कर तुम सामर्थ्य अच्छी अश्व को नौना मो सहित युद्ध कर अश्व को नि युद्ध कर अश्व को नहीं पार तुम अश्वमेध यज्ञ कर तो से युद्ध है तो युद्ध एमती ताम्रध्वज एमती युद्ध कर युद्ध करी कौन कले अर्जुन को पूरा मूर्छित कर पकईदे रथ उपर
अर्जुन मूर्छित होगले। खाली अर्जुन नुह, एमती से बाण मारे अर्जुन सहित कृष्ण भी दुई जन जाक मूर्छित हो पड़े रथरे। कृष्ण मूर्छित हे ना केवे? भगवान किए कौन परास्त कर कौन स्थित? किंतु भगवान तो लीला तो विचित्र, से तो भक्त महिमा को प्रकट करेंगे। तेणु भगवान श्रीकृष्ण अर्जुन दुहे मूर्छित होकर रथ उपर पड़ते। जो उभयंकर चेतना आसला, सेन्स फेरी आसला, चेता आसला, देखिले अशु ना। अर्जुन पचारे सखा अशु कौन है? कृष्ण कहले मु कौन करी, तुम्हें तो युद्ध कर सी तो नहीं पलैगले, मुझे कौन करी, मु तो रथ चलैया लोक। कहले कौन करिया ना, अशुआ कौन जा सी नहीं जामर ध्वज नहीं चली जाइए, कौन करवा? कृष्ण कहले देख आउ कि उपाय नहीं, जाकि आने पड़ो। अर्जुन कहते चलो पाखु जा आने। कृष्ण कहले पाखु जा मागिले सी देवे, जी तुमको युद्ध में परास्त करके नहीं जाइए, तुम्हें मागिले सी देदेवे, तुमको देवेनि। ताले कौन करवा ना, चलो गोटे छद्म बेश जावा। तो उभय छद्म बेश जाकि पहुंचले मयूरध्वज राज्य। छद्म बेश कि धरती, कृष्ण होती गुरु, अर्जुन होती चेला। गुरु चेला हो पहुंचले। तेणु कृष्ण वृद्ध रूप धारण कर गुरु रूप धारण कर। अर्जुन चेला ही गले, कहले चलो मुझे कहूँ सेमती चल, जा पहुंचले। कहले ये उपाय ही आनी हम, नचेत आनी हेनी। ये तो भगवान की इच्छा, भगवान को लीला, किए बुझ लीला सी ही जानती। शुणिले बा कहीं बुझीपारे लीला को, बुझापी चाहिए भ्रमित हम। जा पहुंचले, पहुंचले सी भी यज्ञ कर से राजा। सी देखीदे अरे यज्ञ स्थल जो ब्राह्मण आसी पहुंचले दुई जन गुरु शिष्य, देखी सी भारी खुशी है। कहले जहाँ मोर आज बहुत बड़ सौभाग्य, यज्ञ समय ब्राह्मण आसी पहुंचते, साधु आसी पहुंचते, बहुत बड़ सौभाग्य। बहुत सुंदर से सेवा शुश्रूषा कले। कहले आज्ञा आम कौन सेवा करूँ आपणकर? मयूरध्वज राजा पचारे आप कौन सेवा करूँ, आप तो साधु आस दुई जन, कौन सेवा करूँ? शेष में भगवान श्रीकृष्ण कहले कहले देख आम एमती गोटे समस्या पड़चु, से समस्या उत्तीर्ण हवाटा हूँ आम बहुत बड़ सेवा, आमको से समस्या उत्तीर्ण कराओ। कहले हाँ कौन समस्या अच्छी कहूँ, मुझे सांगे सांगे उत्तीर्ण करी, आपको से समस्या मुकुलाई देवी। से कहले आम जो आसुलु, कृष्ण केमी कहते आम जो आसुलु आपण राज्य एमती अच्छा जीव, मुझे देखी आश्चर्य ना कौन जीव ना आपण राज्य गोटे सिंह आमको भेटला। से सिंह मु मारिक खायापी कहला। तो आम बुझेलु ना आम तो गुरु शिष्य, आम तो बुलुचु सब, तुम्हें आमको मारिक खाइले तुम कौन लाभ हम? आम जड़े जदि चलीज तुम सीना पेट पुरीज, कि जड़े चलिए आम आउ जड़े समस्या पड़ो। जदि शिष्य चलीज गुरु समस्या पड़े, जदि गुरु चलीजे शिष्य भी समस्या पड़े। तो यही आम कहलु। तो से कहले ना ना मुझे भी खाइबी, जन खाइबी, क्या खाइबी कह, मुझे छाड़बी क्या, मो खाइबी तो बाध्य। तो गुरु कहले कृष्ण कहते सी जो बाध्य कला, मुझे कहली ठीक अच्छे मत खाई दियो, मुझे बुढ़ा है मत खाई दियो। कि मो शिष्य मना कला, कहला ना 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 मो गुरु होती ज्ञानी, गुरु जदि चलीजे ताले संसार गोटे दीप लिभिज, गुरु रही बहुत जीव उपकृत हे, मत खाई दियो। शिष्य कहला मत खाई दियो, कि मु मना कली, बोले ना शिशु को खानी कहीं ना, मु बुढ़ा लोक मरिले चलो, सी शिष्य सी तार परवर्ती समय सी के जीव उद्धार कर, तेणु बर मत खाई दियो। तो आम दुई जन जाक ये जुक्ति कलु, मु कहली मत खाई दियो, शिष्य कहला मत खाई दियो। तो से सिंह सी कहला ठीक अच्छे, मु तुम भीतर जो संबंध को देखी पार्ली, तुम संबंधर जो गाढ़त्व एटा को जानी पार्ली, ठीक अच्छे मु तुमको क्या खाइबिनी, किंतु गोटे शर्त रे। कौन शर्त ना, ए राज्यर जदि राजांकर जदि शरीर अर्धेक आनिक मत देदेव, ताहले मु तुम 2 जन छाड़देवी। ए देशर जे राजा अच्छा से राजांकर शरीर अर्धेक, पुणी से जो अर्धेक आणिबो काटिकी आणिबो, शरीर को काटिकी आणिबो, पुणी जो शरीर को काटिकी आणिबो सी पुणी प्रसन्न चित्तरे देथिबा उचित, तांकर दुख नथिबो, से प्रसन्न चित्तरे देबे। पुणी जो काटिकी आणिबो तुमे काटिबनी, तांकरी स्त्री और पुत्र दुहे काटिबे, तांको स्त्री और पुत्र काटिबे, शरीर अर्धेक जदि आनिकी मते दब ताहले तुमको छाड़बी, नहले छाड़बीनी।
तो भगवान श्रीकृष्ण मयूरध्वज राजा को एभली कहले कहले ये हूँ आमर समस्या, तेणु आपण आमको साहाय्य करंतु। मयूरध्वज राजा कौन करिए सेठी शरीर अर्धेक काटिकी देवाई पड़ो, साधु को सेवा करेंगे। पचार देते कौन सेवा करी, साधु कहले यहाँ हूँ सेवा, कौन करेंगे कौन प्रसन्न हो गले कहले ठीक अच्छे शरीर जदि साधु सेवार ब्राह्मण को सेवार जब लगिला भल जीवन तो सफल हम ये विचार करिकी कहले ठीक अच्छे मुझे शरीर अर्धेक देवी। कहले आपण सीना देवे कहते कि आपंकर पत्नी पुत्र उभय काटिकी देवा पड़ो, से काटे आपन तो राजी हेले से बुझातु से राजी ही दवा दरकार काटिया दरकार निजे करदरे। तो पत्नी पुत्र को जो कहले राजा मयूरध्वज जो कहले पत्नी पुत्र राजी हेलेनी कहले अरे यहाँ केमी संभव किए राजी हम कौ पत्नी कौ पुत्र भी राजी हे कि स्वामी बा पिता शरीर को करदरे काटिकी फाड़े देवे एवं तो किए बर मागी ना कि किए दे पारे कि से कहते ना यहाँ ही मोर समस्या समाधान उपाय। तो राजा तांकर पत्नी और पुत्र उभय को कहले कहले ये मो शरीर को साधु सेवा ब्राह्मण सेवा मत दवाई पड़ो, तेणु मु चाहूँगी तुम्हें ये मो शरीर को करदरे काटिकी अध्यय दियो। तो पत्नी पुत्र ग्रहण कर पारे कथा को, तो से विचार कले ठीक अच्छे आमे जाकि बुझेबू ब्राह्मण को, आमे जाकि से साधु से ब्राह्मण को बुझेबू। राजा कहले जाओ बुझा। तो प्रथम पुत्र आसिले, पुत्र आसिक बुझेले कहले हे ब्राह्मण हे साधु हे महात्मा आपण मो पिता नापी कहते पिता अर्धक नापी चाहते, तेणु मो पिता राज्य शासन कर यज्ञ कर, तेणु आप न नहीं बर मत नहीं जातु, कारण पुत्र हूँ पिता अंश, पुत्र जेहेतु पिता अंश तेणु अर्धक सदृश, तेणु आप मत नहीं गले भी पिता अर्धक नेला भाई है। हाँ से पुत्र हूँ सत्पुत्र जी पिता निज शरीर को जलांजलि दे था, मोर तो अहोभाग्य, तेणु मो पिता मु शरीर दवा प्रस्तुत अच्छे आप मत नहीं जाओ। किंतु भगवान को सी बुझे भगवान को बुझीदेवे ना कौन, भगवान पुणी अलग कथा कही पुणी भ्रमित करदे कहला ना ना सिंह कही शरीर अर्धक आने पुत्र को आने मना कर सिंह। भगवान एमती बुझेले पुत्र किसी कही पारानी। तापर पत्नी जाई कहले कहले ठीक अच्छे जदि पुत्र को नापे आप मना कर मत नहीं जातु। पत्नी तो होती पत्नी कौन पत्नी अर्धांगिनी, अर्धांगिनी कह जाए पत्नी को, तेणु पत्नी को नहीं जातु मत नहीं जातु। किंतु भगवान कहते ना 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 से सिंह मना कर कौन मना कर राजा डाहाण पार्श्वटा आण बाँ पार्श्व आनी, कारण बाम पार्श्व हूँ पत्नी अर्धांगिनी जो शरीर अर्धांगिनी बाम पार्श्वटा डाहाण पार्श्व नुह, तेणु सी कहले कहले बाम पार्श्व आण डाहाण पार्श्वटा आण। बर्तमान पत्नी भी फेल करेंगे कौन, राजा किंतु कहते मु देवी पति पत्नी पत्नी और पुत्र बर्तमान परास्त हो गले। तो उभय राजी हेले कहले ठीक अच्छे। राजा कहले ठीक अच्छे तुम चिंता करनी, पुत्र तो बर्तमान राज कौन कार्य करने तो उपयुक्त है, तेणु सी राजा हम सी तार शासन कर तुम चिंता करनी, साधु सेवार जब सर लगे लागू असुविधा कौन अच्छी। समस्ते यज्ञस्थली मान समस्ते अच्छा सी भी यज्ञ करते ना, तेणु यज्ञस्थली समस्ते अच्छा नगरवासी समस्ते अच्छा। हाँ राजा आसी ठिया हेले एवं कर तो अणागला, कर तो अणागला गोटे पटे काठ गोटा कर तो देखी तो दीपट धरी जो काटती कर तो अणाला। राजा ठिया हेले, राजा ठिया हेले बर्तमान राजा मस्तक उपर कर तो रखाला। पत्नी और पुत्र धरी करदरे काटिले, काटी पारे किए काटिले केमी भगवान की इच्छा। भगवान की इच्छा पत्नी और पुत्र उभय करदरे काटिले, जो काटी पूरा रक्त धार धार बहला पूरा कटी कटी किछि बाट जाइछि। हाँ भगवान अटकाई देले कहले रुह रुह रुह। राजा दवा प्रस्तुत ना, राजा कांदुचंदी, कारण राजा प्रसन्न बोधन दवा कथा, राजा प्रसन्न होगी दवा कथा, राजा कांदुचंदी सिंह नबनी कटा है किंतु कहले भगवान कौन राजा कांदिले निया हबनी से शरीर। तो से समय राजा कहले मयूरध्वज कहले कहले हे ब्राह्मण आपण जहाँ कहले सत्य, किंतु आपण संपूर्ण सत्य कही ना, आपण अर्धेक सत्य कहले, आपण ठीक से देखी ना।
କହିଲେ ହଁ ମୁଁ କାନ୍ଦୁଛି, ଏଇଟା ସତ୍ୟ, ମୁଁ କାନ୍ଦୁଛି, କିନ୍ତୁ କିଏ କାନ୍ଦୁଛି ଆପଣ ଦେଖି ନାହାନ୍ତି। କିଏ କାନ୍ଦୁଛି? ମୋର ଡାହାଣ ଆଖି ହସୁଛି, ବାଁ ଆଖି କାନ୍ଦୁଛି। ଦେଖନ୍ତୁ ମୋ ଲୁହ ବାହାରୁଛି କୋଉ ଆଖିରୁ? ଲୁହ ବାହାରୁଛି ବାଁ ଆଖିରୁ, ଡାହାଣ ଆଖିରୁ ବାହାରୁନି। କାହିଁକି? ଡାହାଣ ଅଙ୍ଗଟା ଆପଣ ନେବେ ବୋଲି କହିଛନ୍ତି ନା, ତେଣୁ ଡାହାଣ ଅଙ୍ଗଟା ପ୍ରସନ୍ନ ଅଛି। ବାମ ଅଙ୍ଗଟା କାନ୍ଦୁଛି କାହିଁକି? ନା ବ୍ରାହ୍ମଣଙ୍କ ସେବାରେ ଲାଗି ପାରୁନି, ଏଇଥିପାଇଁ କାନ୍ଦୁଛି। ସାଧୁଙ୍କ ସେବାରେ ଲାଗି ପାରୁନି, ଏଇଥିପାଇଁ କାନ୍ଦୁଛି। ତେଣୁ ଆପଣ କହୁଛନ୍ତି ପ୍ରସନ୍ନ ନାହିଁ, ପ୍ରସନ୍ନ ଅଛି। ଏଇଟା ଏଇ ଅଙ୍ଗଟା ଲାଗି ପାରୁନି ବୋଲି ଏଇଟା କାନ୍ଦୁଛି, କିନ୍ତୁ ଯୋଉ ଅଙ୍ଗଟା ଲାଗିବ ସେ ତ ପ୍ରସନ୍ନ ଅଛି। ଯେତେବେଳେ ଏତିକି କହିଲେ, ଭଗବାନ ଯୋଉ ଛଦ୍ମବେଶ ରଖିଥିଲେ ଆଉ ଛଦ୍ମବେଶ ରଖି ପାରିଲେନି, ସଙ୍ଗେ ସଙ୍ଗେ ସେଠି ପ୍ରକଟ ହେଇଗଲେ। ତାଙ୍କ ଛଦ୍ମବେଶ ରହିଲାନି, ସଙ୍ଗେ ସଙ୍ଗେ ପ୍ରକଟ ହେଲେ ଭଗବାନ। ପ୍ରକଟ ହେଇକି ସାଙ୍ଗେ ସାଙ୍ଗେ ତାଙ୍କ ଉପରେ ପ୍ରସନ୍ନ ହେଇଗଲେ। ଆଉ ଭଗବାନ ତ ପରୀକ୍ଷା କରିବା ପାଇଁ ଯାଇଛନ୍ତି, ପ୍ରସନ୍ନ ଲାଉ କରତ ଫର୍ଦ ଆଉ କଣ କଟା ହେଇଥିଲା, ସେ ଆଉ କଣ କଷ୍ଟ ଦେଇଥିବ ନା କଣ? ସଙ୍ଗେ ସଙ୍ଗେ କୁଆଡେ ଗଲା, ସେ ସବୁ ହେଇଗଲା। ତାପରେ ଭଗବାନ ତାଙ୍କୁ ପଚାରିଲେ, ମର୍ଦ୍ଧଜ ତୁମର କଣ ବର ଆବଶ୍ୟକ କୁହ? ହଁ, ସେ ଜାଣିଲେ, କହିଲେ ପ୍ରଭୁ ମୋର ଆଜି ବହୁତ ବଡ ସୌଭାଗ୍ୟ, ଆପଣ ଆସି ପହଞ୍ଚିଲେ ଆମ ରାଜ୍ୟରେ, ମତେ ଦର୍ଶନ ଦେଲେ, କୃତାର୍ଥ କଲେ, ଏ ତ ମୋର ବହୁତ ବଡ ସୌଭାଗ୍ୟ। ମୁଁ ଆଉ କଣ ବର ମାଗିବି? ନା ନା ନା, ତୁମେ କିଛି ବର ମାଗ, ମୁଁ ତୁମ ଉପରେ ପ୍ରସନ୍ନ ଅଛି ବା, ତୁମ ସେବାରେ ମୁଁ ପ୍ରସନ୍ନ, ତୁମର ସମର୍ପଣ ଭାବରେ ମୁଁ ପ୍ରସନ୍ନ ଅଛି, ତେଣୁ କଣ ବର ମାଗୁଛ ମାଗ। ତ ମର୍ଦ୍ଧଜ ସେଠି ଭଗବାନଙ୍କୁ ବର ମାଗିଲେ, କହିଲେ ପ୍ରଭୁ ମତେ ଆପଣ ଏତିକି ବର ଦିଅନ୍ତୁ, ଆମେ ତ ବର୍ତ୍ତମାନ ଯାହା ଭକ୍ତି କରୁଛୁ, କିନ୍ତୁ କଳି ଯୁଗରେ ଯୋଉ ଭକ୍ତମାନେ ଆସିବେ ତାଙ୍କୁ ଆପଣ ଏତେ କଡା ପରୀକ୍ଷା କରିବେନି, ଏତେ କଡା ପରୀକ୍ଷା ତାଙ୍କୁ ସମ୍ମୁଖୀନ କରିବେନି। କାହିଁକି? ଯଦି ପରୀକ୍ଷାର ସମ୍ମୁଖୀନ କରିବେ, ସେ ସବୁ ଭକ୍ତି ଛାଡିଦେବେ, ଭକ୍ତି କରିବେନି। ତ ଭଗବାନ ତାଙ୍କ ପାଖରେ ପ୍ରତିଜ୍ଞା କଲେ, ମାନେ ବୁଝେଇଲେ, କହିଲେ ଠିକ ଅଛି, ମୁଁ କହୁଛି କଳିଯୁଗର କୌଣସି ଭକ୍ତଙ୍କୁ ଏତେ କଡା ପରୀକ୍ଷା ହବନି। ତାହେଲେ ଆମେ ଯୋଉ ପରୀକ୍ଷାର ସମ୍ମୁଖୀନ ହଉଛୁ, ଆମ ପାଇଁ ଯାହାକି ସମସ୍ୟା ଆସୁଛି, କଣ ମୟୂରଧ୍ୱଜଙ୍କଠୁ ଅଧିକା ନା କଣ? ମୟୂରଧ୍ୱଜଙ୍କଠୁ ଅଧିକା ନାହିଁ। ତେଣୁ ଭଗବାନ କୃପା କରିଛନ୍ତି ଆମ ଭଳି ଭକ୍ତମାନଙ୍କ ପାଇଁ। କେତେ ବଡ, ହଁ, ଜଣେ ଭକ୍ତ କେତେ ସୁନ୍ଦର ଆମ ପାଇଁ ଗୋଟେ ସୁରକ୍ଷା କବଚ ଭଳିଆ ଆମ ପାଇଁ, ସାଧନ ପାଇଁ କେତେ ସୁନ୍ଦର ବ୍ୟବସ୍ଥା କରିଦେଲେ। ତେଣୁ ଭଗବାନ ସମସ୍ତଙ୍କର ମଙ୍ଗଳ ହିଁ ଚାହାନ୍ତି, ଭକ୍ତ ବି ସମସ୍ତ ମଙ୍ଗଳ ଚାହାନ୍ତି ନା। ତ ଏଇଭଳି ହେଲେ ଭଗବାନ। ତ ଭୀଷ୍ମଦେବ ସେ କଥା ବୁଝଉଛନ୍ତି, ଭଗବାନଙ୍କର କୃପା ସବୁ ଜୀବ ପ୍ରତି ଅଛି। ଭଗବାନ କେବେ କାହାକୁ ଦୁଃଖ ଦିଅନ୍ତିନି, କେବେ କାହାକୁ କଷ୍ଟ ଦିଅନ୍ତିନି, ଏସବୁ କାଳର ଗତି। ତେବେ ଭଗବାନ ଯୋଉ ପରୀକ୍ଷା କରନ୍ତି କାହିଁକି ନା ଭକ୍ତଙ୍କୁ ନିଜର କରିବା ପାଇଁ ହିଁ ତାଙ୍କର ଏସବୁ ଯୋଜନା। ଯୋଉ ଭକ୍ତକୁ ନିଜର କରିବେ ତାକୁ ସେଭଳି ପରୀକ୍ଷା କରିବେ। କାଲି ଆମେ ଯେମିତି ଶୁଣୁଥିଲେ, ଫାର୍ଷ୍ଟ କ୍ଲାସ ଷ୍ଟୁଡେଣ୍ଟକୁ ଶିକ୍ଷକ କଣ କରନ୍ତି? ପରୀକ୍ଷା କରନ୍ତି। ଯିଏ ଥାର୍ଡ କ୍ଲାସ ଷ୍ଟୁଡେଣ୍ଟ ଯିଏ ପଛରେ ବସି, ତା ପାଇଁ କିଛି ନାହିଁ, କଣ ଶିକ୍ଷକଙ୍କର ଏତେ ନଜର ହିଁ ଯାଏ ନା। ହ্যাঁ, ସେ ଫେଲ ଷ୍ଟୁଡେଣ୍ଟ, ସେ ତାର ଫେଲ ହବ। ତ ବର୍ତ୍ତମାନ କହୁଛନ୍ତି, ତଥାପି ଏକାନ୍ତ ଭକ୍ତେଷୁ ପଶ୍ୟ ଭୂପାନୁକମ୍ପିତମ୍ ଯତ୍ମେ ଅସନ୍ତ୍ୟଜତଃ ସାକ୍ଷାତ୍ କୃଷ୍ଣ ଦର୍ଶନମ୍ ଆଗତା। ତଥାପି, ତଥାପି ଶବ୍ଦର ଅର୍ଥ ଶ୍ରୀଧର ସ୍ୱାମୀ କହିଲେ, ତଥାପି ସମୁଦ୍ରପି, ଭଗବାନ ସମସ୍ତଙ୍କ ପ୍ରତି ସମାନ। କାଲି ଶୁଣିଥିଲେ ନା, ସମଦୃଶ, ଅନହଂକୃତ, ସର୍ବାତ୍ମନା, ଏସବୁ ଜିନିଷ ଆମେ ଶୁଣିଥିଲେ। ତ ଭଗବାନ କେମିତି ସର୍ବାତ୍ମନା, କାଲି ସେ ଶ୍ଲୋକ ଆମେ ଶୁଣିଥିଲେ ନା ନାଇଁ? କଣ ସେ ଶ୍ଲୋକ? ସର୍ବାତ୍ମନା ସମଦୃଶ ହି ଅଦ୍ୱୟସ୍ୟ ଅନହଂକୃତ ତତ୍କୃତଂ ମତି ବୈଷମ୍ୟ ନିରବଦ୍ୟସ୍ୟ ନ କ୍ୱଚିତ୍। ଏ ଶ୍ଲୋକ ଆମେ ପୁରା ଟୀକା ଶୁଣିଥିଲେ। ଶ୍ରୀଧର ସ୍ୱାମୀ କଣ କଣ କହୁଥିଲେ? ସେ କିଭଳି ସର୍ବାତ୍ମନ, ସେ କିଭଳି ସମଦୃଶ, କାହିଁକି ନା ଅଦ୍ୱୟ, ଅନହଂକୃତ, ମତି ବୈଷମ୍ୟ, ନିରବଦ୍ୟସ୍ୟ, ଏସବୁ ଶୁଣିଥିଲେ, ପ୍ରତି ଶବ୍ଦକୁ ଶୁଣିଥିଲେ। ତ ଭଗବାନ ଏଇଭଳି ସମସ୍ତଙ୍କ ପ୍ରତି ସମାନ, କିନ୍ତୁ ତଥାପି, ଯଦିଓ ସମସ୍ତଙ୍କ ପ୍ରତି ତାଙ୍କର ଦୃଷ୍ଟି ସମାନ, ସମତ୍ୱପି ହେ ଭୂପ ତଦ୍ ଏକନିଷ୍ଠସୁ ଅନୁକମ୍ପା ପଶ୍ୟ, ତାଙ୍କର ଏକନିଷ୍ଠ ଭକ୍ତଙ୍କ ପ୍ରତି ତାଙ୍କର ଅନୁକମ୍ପାଟା ତମେ ଦେଖ। କଣ ଅନୁକମ୍ପା? ନା ଯତ୍ମେ ଅସନ୍ ତ୍ୟଜତଃ ସାକ୍ଷାତ୍ କୃଷ୍ଣ ଦର୍ଶନମ୍ ଆଗତ। ମୋ ଶରୀର ତ୍ୟାଗ କରିବା ପାଇଁ ବିଚାର କରୁଛି, କିନ୍ତୁ କୃଷ୍ଣ ମତେ ଦର୍ଶନ ଦେବା ପାଇଁ ଆସିଗଲେ। ତାଙ୍କର କୃପା କେତେ ଦେଖ, ଅନୁକମ୍ପା। ଏକାନ୍ତ ଭକ୍ତଙ୍କ ପ୍ରତି ତାଙ୍କର ଅନୁକମ୍ପାଟା କେତେ ଦେଖ। ତାହେଲେ ଭୀଷ୍ମଦେବ ଏଠି କାହା କଥା କହିଲେ? ଏକାନ୍ତ ଭକ୍ତ ବୋଲି କାହାକୁ କହିଲେ? ନିଜ କଥା କହିଲେ ନା। ଦେଖ ଏକାନ୍ତ ଭକ୍ତଙ୍କ ପ୍ରତି କେତେ ତାଙ୍କର ଅନୁକମ୍ପା। ତ କାଲି ଆମେ ପ୍ରଶ୍ନ ରଖିଥିଲେ, ଏଇଠି ପ୍ରଶ୍ନ ଥିଲା। କଣ ପ୍ରଶ୍ନ ଥିଲା? କେବେ ବି ନିଜକୁ ଏକାନ୍ତିକ ଭକ୍ତ ବୋଲି କହିବେ କି?
ତାହେଲେ ଭୀଷ୍ମ କେମିତି କହିଲେ? ଭୀଷ୍ମ କଣ କହିବେ ନା, ଦେଖ ମୋ ଭଳିଆ ଭକ୍ତ କିଏ ନାହାନ୍ତି ଜଗତରେ, କହିବେ ନା? ଦେଖ ମତେ କୃପା କରିବା ପାଇଁ ଭଗବାନ ଆସିଲେ, ଏଟା କେମିତି କହିବେ? ନା, ଏଇଠି ଯୋଉ କହିଛନ୍ତି ଏକାନ୍ତ ଭକ୍ତେଷୁ, ତାର ଅର୍ଥ ଅଛି ଅଲଗା। ଆଚାର୍ଯ୍ୟମାନେ ତାର ଅର୍ଥ ବହୁତ ସୁନ୍ଦର କହିଛନ୍ତି। ଯଦିଓ ଦେଖନ୍ତୁ ବିଶ୍ୱନାଥ ଠାକୁର ତାକୁ ବୁଝେଇଲେ, ଯଦ୍ୟପି ଯୁଷ୍ମତୁଲ୍ୟ ନ ଭବିତୁମ ଶକ୍ନୋତି ଇତି ଭାବ, ଯଦିଓ ମୁଁ ତୁମ ଭଳି ଏକାନ୍ତ ଭକ୍ତ ନୁହଁ, କାରଣ ତୁମର ଯୋଗ୍ୟତା କଣ, ମୋର ଯୋଗ୍ୟତା କଣ, ସେଟା ସେ କହିବେ। ତୁମ ପୂର୍ବରୁ କହିଲେ ନା, ତୁମେ ତାଙ୍କୁ କଣ କରିଥିଲ? ସାରଥି କରିଛ, ଦୂତ କରିଛ, ପାର୍ଷଦ କରିଛ, ସବୁ ତୁମେ ତାଙ୍କୁ ସମୁଦ୍ର କରିଛ ନା। ମୁଁ କଣ ସେଟା କରିପାରିଛି? ତାହେଲେ ଏକାନ୍ତ ଭକ୍ତ କିଏ, ମୁଁ ନା ତୁମେ? ମାନେ ଭୀଷ୍ମଙ୍କର ଭାବ କେତେ ସୁନ୍ଦର ଦେଖନ୍ତୁ। ଚକ୍ରବର୍ତ୍ତୀ ସେଟା କହୁଛନ୍ତି, ଯଦ୍ୟପି ଯୁଷ୍ମତୁଲ୍ୟ ନ ଭବିତୁମ ଶକ୍ନୋତି ଇତି ଭାବ, ଯଦିଓ ମୁଁ ତୁମ ଭଳି ହେଇପାରିବିନି, ସାରଥ୍ୟ, ପାର୍ଷଦ, ଦାସ, ଏଇଭଳି ତମେ ଯୋଉ ରୂପରେ ଭାବିଛ କୃଷ୍ଣ ସେଇ ରୂପରେ ତମ ପାଖରେ ଅଛନ୍ତି, ମୁଁ ତୁମ ଭଳି ହେଇପାରିବିନି। ଅନୁକମ୍ପିତମ୍ ଅସ୍ୟ ମୟି ଅନୁକମ୍ପମ୍ ପଶ୍ୟ, କିନ୍ତୁ ତାହେଲେ ମୋ ପ୍ରତି କେମିତି ଆସିଛନ୍ତି କୃପା କରିବା ପାଇଁ? ନା, ମୋର କେବଳ ଗୋଟିଏ ଯୋଗ୍ୟତା। କଣ ସେ ଯୋଗ୍ୟତା? ମୁଁ ତୁମ ଭଳି ଭକ୍ତ ହେଇପାରିବିନି, କିନ୍ତୁ ମୋର ଯୋଗ୍ୟତା ହଉଛି ମୁଁ ତୁମ ଭଳି ଭକ୍ତଙ୍କୁ ଭଲ ପାଉଛି। ତୁମ ଭଳି ଐକାନ୍ତିକ ଭକ୍ତଙ୍କୁ ମୁଁ ଭଲ ପାଉଛି, ଏଇଟା ହଉଛି ମୋର ଯୋଗ୍ୟତା। ମାନେ ମୋର ଯୋଗ୍ୟତା ବଳରେ ଭଗବାନ ଆସିନାହାନ୍ତି, ଭଗବାନ ଆସିଛନ୍ତି କାହା ଯୋଗ୍ୟତାରେ? ତୁମ ଯୋଗ୍ୟତା ଯୋଗୁଁ। ତୁମକୁ ଭକ୍ତ, ତୁମେ ଭକ୍ତ, ଐକାନ୍ତିକ ଭକ୍ତ, ତୁମକୁ ଭଲ ପାଉଛି, ସେଇଥି ଭଗବାନ ଆସିଲେ। ତେଣୁ ଅନୁକମ୍ପିତମ୍ ତୁମେ ହେଲେ ତାଙ୍କର ଅନୁକମ୍ପାର ପାତ୍ର। ତେଣୁ ତୁମେ ଅନୁକମ୍ପାର ପାତ୍ର, ତୁମକୁ ମୁଁ ଯୋଉ ଭଲ ପାଉଛି, ସେଇଥିପାଇଁ ମୟି ଅନୁକମ୍ପଂ ପଶ୍ୟ, ତେଣୁ ତୁମ ସମ୍ବନ୍ଧରେ ସିଏ ମତେ କୃପା କରୁଛନ୍ତି। ମତେ ଡାଇରେକ୍ଟ କୃପା କରିବେ, ମାନେ ଭକ୍ତଙ୍କର ଦୈନ୍ୟ ଭାବଟା କେତେ ଦେଖନ୍ତୁ। ପ୍ରଭୁପାଦ ଲେଖିଛନ୍ତି, ଏଇଟା ପୁରା ଆଗକୁ ଲେଖିବେ ପ୍ରଭୁପାଦ, ଆଗକୁ ନା ଏଠି ଆଗକୁ ଆସିବ। ତେଣୁ ଭକ୍ତଙ୍କ ପ୍ରତି କେତେ ନଚେତ ଦେଖ, ଜୟା ମୟମ୍ ଆନନ୍ଦମୟ ସାକ୍ଷାତ ବ୍ରହ୍ମସ୍ୱରୂପ, ଏତାଦୃଶଂ ବିଭସ୍ସିତଂ ମତ୍ ସମୀପଂ ସ୍ଥାନଂ ପ୍ରସ୍ଥାପିତଂ ଇତି ଅୟମପି ଏକ ଅନୁଭାବ ଅନୁଭୂୟତାମ୍ ଇତି ଭାବ, ଯସ୍ମାକଂ ସ୍ୱୟଂ ଏବ ଅନୁକମ୍ପ୍ୟ ଇତି ଭାବ। ମାନେ ଏହାର ଅର୍ଥ ହଉଛି, ଏଇ ଯୋଉ ବିଭସ୍ସିତ ସ୍ଥାନକୁ ଭଗବାନ ଆସିବା କଣ ଦରକାର? ଏ ଯୋଉ ବିଭସ୍ସିତ ସ୍ଥାନ, ସବୁବେଳେ ସେଠି ପଡିଥିଲେ, କୁକୁର ଶଗାଳ ସବୁ ସେଠି ବୁଲୁଥିବେ, ରକ୍ତ ପଡିଥିବ, ସେ ବିଭସ୍ସିତ ସ୍ଥାନ ନା, ସେଠି ପଡିଥିବେ ସବୁ। ଯଦିও ଆଉ ତ ଏତେ ଦିନ ନଥିବ, ସେ ସବୁ କିଛି ନଥିବ, କିନ୍ତୁ ଯାହାହେଲେ ଗୋଟେ ସେ ଜାଗାରେ କେହି ନଥିବେ, ଶୂନ୍ୟ ଜାଗା। ଖୋଲା ପଡିଆଟାରେ କିଏ ଶୋଇବ ନା କଣ? ସେଠି ଯୁଦ୍ଧ ଚାଲିଥିଲା ବୋଲି ସିନା ଶିବିର ଫିବିର ଥିଲା, ପଡିଆରେ କିଏ ଯାଇ ଶୋଇବ? ତାମାନେ ସେଟା ଗୋଟେ ସ୍ଥାନଟା କିଭଳି, ସେଇ ସ୍ଥାନକୁ କହୁଛନ୍ତି ଏଇଭଳି ଏତାଦୃଶଂ ବିଭସ୍ସିତଂ ମତ୍ ସମୀପଂ ସ୍ଥାନଂ, ମୁଁ ଯୋଉ ବ୍ୟବସ୍ଥିତ ସ୍ଥାନରେ ପଡିଛି, ଏଠି ଭଗବାନ ଆସିଛନ୍ତି କାହିଁକି? ତୁମ ସମ୍ବନ୍ଧରେ। ତ ଆମକୁ କଣ ଶିକ୍ଷା ମିଳିଲା? ଭଗବାନଙ୍କୁ ନିଜର କରିବା ପାଇଁ ଯୋଗ୍ୟତା କଣ? ଭଗବାନଙ୍କୁ ନିଜର କରିବା ପାଇଁ ଯୋଗ୍ୟତା ହଉଛି ଭକ୍ତଙ୍କୁ ଭଲ ପାଇବା ଉଚିତ। ଭକ୍ତଙ୍କୁ ଭଲ ପାଇଲେ ଭଗବାନଙ୍କର ଦୃଷ୍ଟି ଆକର୍ଷଣ ହୁଏ। ଯେତେ ଜଣ ଜଗତରେ ଯେତେ ଜଣ ଭଗବାନଙ୍କୁ ପାଇଛନ୍ତି, ତାଙ୍କର ଗୋଟେ ଯୋଗ୍ୟତା, ସେମାନଙ୍କର ତ ଭକ୍ତି ରହିଛି, ଭଗବାନଙ୍କୁ ତ ସେମାନେ ଭଲ ପାଇଛନ୍ତି, ଭଗବାନଙ୍କ ସେବା କରିଛନ୍ତି, କିନ୍ତୁ ସେମାନେ ଭକ୍ତଙ୍କୁ ବି ଭଲ ପାଇଛନ୍ତି। ଦେଖନ୍ତୁ କୌଣସି ଭକ୍ତ ଏମିତି, ଯେତେ ଭକ୍ତଙ୍କ ଇତିହାସ ଦେଖନ୍ତୁ, ଭକ୍ତ ଇତିହାସରେ ଯେଉଁ ଯେଉଁ ଭକ୍ତଙ୍କର ଆପଣ କଣ ସ୍ମରଣ ଆଣନ୍ତୁ, ସମସ୍ତଙ୍କ ସ୍ୱଭାବ ଦେଖନ୍ତୁ, ସେମାନଙ୍କର କିଭଳି ଭାବ, ସେମାନେ ଭକ୍ତଙ୍କୁ ଭଲ ପାଇଛନ୍ତି। କୌଣସି ଭକ୍ତକୁ ସେ ଅଲଗା ଦୃଷ୍ଟିରେ ଦେଖି ନାହାନ୍ତି। ଭକ୍ତ ଭିତରେ ଉତ୍ତମ, ମଧ୍ୟମ, ଅଧମ ସବୁ ରହିଛନ୍ତି, କନିଷ୍ଠ ଏଇ ସବୁ ରହିଛନ୍ତି, କିନ୍ତୁ ଭକ୍ତଙ୍କୁ କେବେ ଆମେ ଅନାଦର କରିବା ଉଚିତ ନାହିଁ। କେତେ ସୁନ୍ଦର ଭକ୍ତି ପାଇଁ ଏଟା ହଉଛି ଏକାନ୍ତ ଆବଶ୍ୟକ। କିଏ କହନା ଆମେ ନାମ କରୁଛୁ, ନାମରୁ ଭଗବାନ ପାଇଛୁ, ହଁ ମନା ନାହିଁ, ନାମରୁ ଭଗବାନ ପାଇଯିବେ ସତ, କିନ୍ତୁ ଭକ୍ତ ପାଇଁ ଏଟା ହଉଛି ବହୁତ ବଡ ଯୋଗ୍ୟତା। ନାମରେ ଧର୍ମ, ଅର୍ଥ, କାମ, ମୋକ୍ଷ ଏଗୁଡାକ ମିଳିପାରେ, କିନ୍ତୁ ଭକ୍ତି ପାଇଁ ଯୋଉ ଯୋଗ୍ୟତା ରହିଛି ନା, ସେ ଯୋଗ୍ୟତା ହେଲେ କୃଷ୍ଣ ପ୍ରେମ ମିଳିବ, କୃଷ୍ଣ ଲଭ୍ୟ ହେବେ। ଭକ୍ତି ଠାକୁର ସେ କଥା ଲେଖିଲେ ନା, ମତେ ଭକ୍ତ ଘରେ ଜନ୍ମ ଦିଅ। କେତେ ସୁନ୍ଦର ଭକ୍ତି ଠାକୁର ଦେଖୁନାହାନ୍ତି, ଲେଖୁଛନ୍ତି, ତବେ ଏକ କଥା ମମ
सुन हे पुरुषोत्तम तबे कथा मम सुन हे पुरुषोत्तम तव दास संगी जन घरे तव दास संगी जन घरे कीट जन्म जदि हय ताहाते दयामय कीट जन्म जदि हय ताहाते दयामय रहिब हे संतुष्ट अंतरे रहिब हे संतुष्ट अंतरे केते सुंदर लिखले भक्त देखुना तबे एक कथा मम सुन हे पुरुषोत्तम हे पुरुषोत्तम मोर गोटे निवेदन भक्त ठाकुर कहते हे पुरुषोत्तम एक निवेदन मोर शुण तबे एक कथा मम सुन हे पुरुषोत्तम तब दास संगी जन घरे आपणकर दास आपणकर भक्त घरे मते जन्म दियंतु कि जन्म कहते कीट जन्म जदि है जदि कीट जन्म है कि घर जदि जन्म निए ताहा ते दयामय रहिब हे संतुष्ट अंतरे हे दयामय कीट जन्म पाइले मुझे आपण भक्त घरे जदि जन्म पाऊँगी ताले मु संतुष्ट अंतरे सेठी रहिबी आ भक्त घर जन्म पाइले लाभ अछि पशु पक्षी शरीर जदि भक्त घर से रहिला कौन सी कीट पतंग हो भक्त बसला माने से कौन प्रसाद सेवन कर सुजोग पाई प्रसाद खाली प्रसाद पाइबनी महामहा पाइबन ना भगवान प्रसाद पुणी भक्त पाई सारा पर जो फोपाड़ से पाइब महामहा नाम संकीर्तन शुणव भक्त ने जहाँ सब भगवान कथा कीर्तन करेंगे भगवान कथा विषय आलोचना करेंगे श्रवण कर सुजोग पाइब तेणु केत सुजोग से भक्ति ठाकुर कहते यहाँ अच्छा भक्ति विनोद ठाकुर सी खाली आम शुणुले जहाँ सी भगवान निज लोक धाम रु सी पुणी भक्त घर गोटे कीट भाव कहीं चाहते से तो भगवान पाखे जाकि सेवा करिया लोक साधक मान हूँ शिक्षा माने भक्तिर पोषण टा भक्त घरे हुए तो भक्त संगटा केते जरूरी भक्त क्यों दृष्टि देखा उचित किए कहना जी भक्त नुह ता घर जब जन्म पाइबा असुविधा कौन जड़े कौन धनाढ़ व्यक्ति ऐश्वर्य संपन्न व्यक्ति कि उच्च शिक्षित व्यक्ति आम जब कौन उच्च परिवार उच्च शिक्षित उच्च संभ्रांत घरे उच्च धनाढ़ व्यक्ति घरे जन्म पाइबा ताले असुविधा कौन अच्छी परपदरे कहते तब दास संगहीन जे गृहस्थ अर्वाचीन तब दास संगहीन जे गृहस्थ अर्वाचीन तार गृहे चतुर्मुख धूति तार गृहे चतुर्मुख भूति ना हो कखन हरि कर द्वय जोड़ करी ना हो कखन हरि कर द्वय जोड़ करी करे भक्ति विनोद मिनती करे भक्ति विनोद मिनती केते सुंदर भक्ति ठाकुर लिखले देख करे भक्ति विनोद मिनती भक्ति ठाकुर मिनती कर भगवान पाखे निवेदन कर कौन कहते ना तब दास संगहीन आपणकर दास संगहीन जदि भक्त संग जदि न मिलूँ हाँ अलग जो जे गृहस्थ अर्वाचीन जो सब गृहस्थ अच्छा अर्वाचीन माने बर्तमान जो गृहस्थ भविष्य जो गृहस्थ अच्छे से घरे जदि आपणकर भक्त सी नुहति तब दास संगहीन जे गृहस्थ अर्वाचीन
କହୁଛନ୍ତି ତାର ଗୃହେ ଚତୁର୍ମୁଖ ଭୂତି, ତାଙ୍କ ଘରେ ଚତୁର୍ମୁଖ ଭୂତି। ଚତୁର୍ମୁଖ ଭୂତି ମାନେ ବ୍ରହ୍ମାଙ୍କ ଭଳି ବିଭୂତି ତାଙ୍କ ଘରେ ଥାଇପାରେ, ମାନେ ଆଉ କଣ କୁହାଯିବ, ବ୍ରହ୍ମାଙ୍କ ଭଳି ବିଭୂତି ତାଙ୍କ ଘରେ ଯଦି ବି ଥାଏ, କହୁଛନ୍ତି ନା ହଉ କଖନ ହରି କରଦୟ ଯୋଡ଼ କରି। ହେ ହରି, ମୁଁ ହାତ ଯୋଡ଼ିକି ନିବେଦନ କରୁଛି, ମୋର ସେମିତିଆ ଘରେ ଜନ୍ମ ଦିଅନ୍ତୁ ନାହିଁ। ମାନେ କେତେ ସୁନ୍ଦର ଭାବଟା କଣ ଦେଖନ୍ତୁ ଏଠି, ଭକ୍ତିବିନୋଦ ଠାକୁରଙ୍କର ଭାବ କଣ, ଗୋଟେ ସାଧକ କେଉଁ ସ୍ତରରେ କେମିତି ଭାବନାରେ ସେ ଭକ୍ତି କରିବା ଉଚିତ ବା କେମିତି ନିବେଦନ କରିବା ଉଚିତ ସେ କହୁଛନ୍ତି। ମାନେ ସତେ ଯେମିତି ସେ କହୁଛନ୍ତି ମୋର ଯୋଗ୍ୟତା ନାହିଁ, ମୋର ଯୋଗ୍ୟତା ନାହିଁ ମୁଁ ଆପଣଙ୍କୁ ପାଇବା ପାଇଁ, ମୁଁ ମୋର ସାଧାରଣ ବଳରେ ଆପଣଙ୍କୁ ପାଇପାରିବିନି, କିନ୍ତୁ ଭକ୍ତଙ୍କ କୃପାରେ ଆପଣଙ୍କୁ ପାଇପାରିବି। ତେଣୁ ଭକ୍ତଙ୍କ ଘରେ ମତେ ଜନ୍ମ ଦିଅନ୍ତୁ। ମୁଁ ତ ଜାଣିଛି ଏ ଶରୀର ଯିବିନି, ପଶୁ ପକ୍ଷୀ କୀଟ ପତଙ୍ଗ ଯାହା ଶରୀର ପାଇବି, କୀଟ ଜନ୍ମ ହଉ କିଛି ଅସୁବିଧା ନାହିଁ, କିନ୍ତୁ ଆପଣଙ୍କ ଭକ୍ତଙ୍କ ଘରେ ମତେ ଜନ୍ମ ମିଳୁ। ଭକ୍ତଙ୍କ ଜନ୍ମ ମିଳେ କଣ ହବ, ସେ କଥା ହିଁ କହୁଛନ୍ତି। ହେ ପୁରୁଷୋତ୍ତମ, ମୁଁ ହାତ ଯୋଡିକି ଆପଣଙ୍କ ପାଖରେ ବିନତି କରି କହୁଛି, ମତେ ଭକ୍ତ ଘରେ ଜନ୍ମ ଦିଅନ୍ତୁ। ଭକ୍ତ ଘରେ ଜନ୍ମ ଦେଲେ କଣ ହବ, ଭକ୍ତରେ ଜନ୍ମ ଦେଲେ ଭକ୍ତଙ୍କ କୃପାରେ ସିଏ ପାଇଯିବେ ଭଗବାନଙ୍କୁ। ସେଥିପାଇଁ ଭକ୍ତଙ୍କୁ ପ୍ରସନ୍ନ କରିବା ଅଛି, ଭକ୍ତ ଆମ ଉପରେ ପ୍ରସନ୍ନ ହବା ଉଚିତ। ଦେଖନ୍ତୁ ଭୀଷ୍ମ ସେ କଥା ହିଁ କହିଲେ ନା, ମୋର ଯୋଗ୍ୟତା ନାହିଁ, ତୁମ ଭଳି ଭକ୍ତ ମାନଙ୍କୁ ଭଲ ପାଇଛି। ତେଣୁ ଭକ୍ତଙ୍କୁ ଭଲ ପାଇଲେ ଭଗବାନ ନିଶ୍ଚିତ କୃପା କରିବେ, ଭକ୍ତଙ୍କୁ ଭଲ ପାଇବା ଉଚିତ। କେତେ ସୁନ୍ଦର ସୁନ୍ଦର ଭାବରେ କେତେ କଥା ରହିଛି, ଆଉ ଦେଖୁନାହାନ୍ତି କେତେ ସୁନ୍ଦର କଥା କହୁଛନ୍ତି। ମୋର ପୂଜା ମୋର ନାମ ଗ୍ରହଣ ଯେ କରେ, ମୋର ପୂଜା ମୋର ନାମ ଗ୍ରହଣ ଯେ କରେ, ମୋର ଭକ୍ତ ନିନ୍ଦେ ଯଦି ତାର ବିଘ୍ନ ଧରେ, ମୋର ଭକ୍ତ ନିନ୍ଦେ ଯଦି ବିଘ୍ନ ଧରେ, ମୋର ଭକ୍ତ ନା ପୂଜେ ମାରେ ପୂଜେ ମାତ୍ର, ମୋର ଭକ୍ତ ନା ପୂଜେ ମାରେ ପୂଜେ ମାତ୍ର, ସେ ଦାମ୍ଭିକ ନହେ ମୋର ପ୍ରସାଦେର ପାତ୍ର, ସେ ଦାମ୍ଭିକ ନହେ ମୋର ପ୍ରସାଦେର ପାତ୍ର। କେତେ ସୁନ୍ଦର ଲେଖା ଦେଖନ୍ତୁ, ମୋର ପୂଜା ମୋର ନାମ ଗ୍ରହଣ ଯେ କରେ, ମୋର ପୂଜା ମୋର ନାମକୁ ଯେ ଗ୍ରହଣ କରନ୍ତି, ମୋର ଭକ୍ତ ନିନ୍ଦେ ଯଦି ତାହାର ବିଘ୍ନ ଧରେ। ମୋର ପୂଜା କରୁଛି, ମୋ ନାମ କରୁଛି, କିନ୍ତୁ ମୋ ଭକ୍ତକୁ ନିନ୍ଦା କରୁଛି। ତାମାନେ ଆମେ ଭକ୍ତି ପଥକୁ ଆସିଛେ, ଭଜନ କରୁଛେ, ନାମ କରୁଛେ, ପୂଜା କରୁଛେ, ସେବା କରୁଛେ, ସବୁ କରୁଛେ, କିନ୍ତୁ ଭକ୍ତକୁ ନିନ୍ଦା ବି କରୁଛେ। କେତେ ସୁନ୍ଦର ଏ ସିଦ୍ଧାନ୍ତ ଦେଖନ୍ତୁ। ମୋର ପୂଜା ମୋର ନାମ ଗ୍ରହଣ ଯେ କରେ, ମୋର ଭକ୍ତ ନିନ୍ଦେ ଯଦି ତାହାର ବିଘ୍ନ ଧରେ, ମୋର ଭକ୍ତ ନା ପୂଜେ আমারে ପୂଜେ ମାତ୍ର, ମୋର ଭକ୍ତଙ୍କୁ ନା ପୂଜା କରିକି, ମୋର ଭକ୍ତ ନା ପୂଜେ আমারে ପୂଜେ ମାତ୍ର, ମୋ ଭକ୍ତଙ୍କୁ ପୂଜା ନ କରି ଖାଲି ମତେ ପୂଜା କରେ, ସେ ଦାମ୍ଭିକ ନହେ ମୋର ପ୍ରସାଦର ପାତ୍ର, ସେ ଦାମ୍ଭିକ ମୋର ପ୍ରସାଦର ପାତ୍ର ନୁହେଁ, ଭଗବାନ କହୁଛନ୍ତି। ତମେ କଣ ଶିଖିଲେ ଏଠୁ ବିଚାର କରିନେବେ। ତେଣୁ ଭକ୍ତଙ୍କୁ କେଉଁ ଦୃଷ୍ଟିରେ ଦେଖିବା ଉଚିତ, ଭକ୍ତଙ୍କର ସ୍ଥିତି ନିଶ୍ଚିତ ଭାବେ ସାଧାରଣ ଜୀବଠୁ ଭକ୍ତଙ୍କ ସ୍ଥିତିଟା ବହୁତ ଉପରେ ନା, ଭକ୍ତଙ୍କୁ ସେ ଦୃଷ୍ଟିରେ ଦେଖିବା ଉଚିତ। ବେଳେବେଳେ ମନରେ ପ୍ରଶ୍ନ ଆସେ, କାହିଁକି ଆମ ଅଥରିଟି କାହିଁକି କହିବେ, ଆମେ ତ ଭକ୍ତ, ଆମ ଅଥରିଟି କାହିଁକି ଆମକୁ କହିଦଉଛନ୍ତି, ଆମେ ତ ଭକ୍ତ, ଆମେ କଣ ଭକ୍ତ ନୁହଁ, ଆମକୁ ଅଥରିଟି କହୁଛନ୍ତି, ତାହେଲେ ସେ ଭଗବାନଙ୍କୁ ପାଇବେନି। ନା ନା ନା, ଅଥରିଟି କହୁଛନ୍ତି, ଅଥରିଟିଙ୍କ ସ୍ଥିତି ଅଲଗା। ଅଥରିଟି କହିବେ, ଅଥରିଟି କାହିଁକି କହୁଛନ୍ତି, ଭଗବାନଙ୍କ ସେବା ପାଇଁ କହୁଛନ୍ତି। ଯଦି ଅଥରିଟି ନିଜ ପାଇଁ କହିବେ ଅପରାଧ ଲାଗିବ, ଅପରାଧୀ ହେବେ। ଅଥରିଟି ଯିଏ ବି ହୁଅନ୍ତୁ, ଅଥରିଟି ହେଲେ ବି
ଅଥରିଟି କ'ଣ ଗୁରୁ ହେଲେ ବି ସିଏ ବି ଦେଖୁଛନ୍ତି ନା, ଗୋଟେ ଜୀବକୁ କଷ୍ଟ ହେଲା ମାନେ ସିଏ ବି ଅନୁତପ୍ତ ହୁଅନ୍ତି। ଗୁରୁ ସିନା ଶାସନ କରିଦିଅନ୍ତି, ଶାସନ ଛଳରେ ସିଏ ଶାସନ କରିଦିଅନ୍ତି, କିନ୍ତୁ ଯଥାର୍ଥ ଗୁରୁ, ଏ ସ୍କୁଲ କଲେଜ ଗୁରୁ କଥା କହୁନି, ଆଧ୍ୟାତ୍ମିକ ଗୁରୁ କଥା କହୁଛି। ଆଧ୍ୟାତ୍ମିକ ଗୁରୁ ଯଥାର୍ଥ ଯୋଉମାନେ ସମର୍ଥ ଗୁରୁ, ସେମାନେ ଶିଷ୍ୟକୁ ଶାସନ କଲା ପରେ ମଧ୍ୟ ଏକାନ୍ତରେ ସେ ଶିଷ୍ୟ ପାଇଁ ପ୍ରାର୍ଥନା କରନ୍ତି ଭଗବାନ ପାଖରେ। ହଁ କି ନାହିଁ ଚିନ୍ତା କରନ୍ତୁ। ଏକାନ୍ତରେ ଭଗବାନଙ୍କୁ ଯେତେବେଳେ ପ୍ରାର୍ଥନା କରନ୍ତି, ସେ ଶିଷ୍ୟ ପାଇଁ ପ୍ରାର୍ଥନା କରନ୍ତି, ସେ ଶିଷ୍ୟକୁ ସେ ଉଦ୍ଧାର କରିବା ପାଇଁ ଭଗବାନଙ୍କୁ ନିବେଦନ କରନ୍ତି। ଆମେ ତ ଉଦ୍ଧାର କରିପାରିବାନି କାହାକୁ। ତେଣୁ ଆମ ଦ୍ୱାରା ଯଦି ଆମେ ଯୋଉ ସ୍ଥିତିରେ ଅଛେ, ଆମ ଦ୍ୱାରା ଯଦି ବି କେହି ଯଦି କଷ୍ଟ ପାଉଛନ୍ତି ବା ଆମେ ଯଦି କାହାକୁ କହୁଛେ ସେବା ପାଇଁ ହେଇପାରେ, କିନ୍ତୁ ତାଙ୍କ ମନରେ ଯଦି କଷ୍ଟ ହେଲା ତାହେଲେ କ'ଣ କରିବାକୁ ପଡ଼ିବ? ତାହେଲେ ଆମକୁ ଏକାନ୍ତରେ ଭଗବାନ ପାଖରେ ପ୍ରାର୍ଥନା କରିବାକୁ ପଡ଼ିବ। ପ୍ରଭୁ, କାଳେ କାହା ମନରେ କଷ୍ଟ ହେଇଥିବ, ମତେ ଆପଣ କ୍ଷମା କରିବେ, ମୁଁ ଆପଣଙ୍କ ସେବା ପାଇଁ ଏସବୁ କହୁଛି। ତ ଭକ୍ତଙ୍କୁ ଏଇ ଦୃଷ୍ଟିରେ ଦେଖିବା ଉଚିତ, ନଚେତ୍ ବହୁତ କଷ୍ଟ ଭଗବାନ ପାଇବା। ଭଗବାନ ତ କହିଲେ, ସେ ଦାମ୍ଭିକ ନୁହେଁ ମୋର ପ୍ରସାଦର ପାତ୍ର। ତ ଏଇଟା ସମସ୍ତେ ଆମେ ନିଜକୁ ଦେଖିବା ଉଚିତ। ଆମ ଦ୍ୱାରା ଯେମିତି କେହି କଷ୍ଟ ନ ପାଆନ୍ତି, ଏଇଟା ଅଥରିଟି କଥା ଶୁଣିଲେ, ଗୁରୁଙ୍କ କଥା ଶୁଣିଲେ, ଏସବୁ କଥା ଶୁଣିଲେ, କିନ୍ତୁ ଆମେ ନିଜ କଥା ବି ଦେଖିବା ଉଚିତ ନା। ଆମ ଯୋଗୁଁ ବି କେହି ଯେମିତି କଷ୍ଟ ନ ପାଆନ୍ତି, ବା ଆମେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ଉଚିତ, ସବୁ ଭକ୍ତଙ୍କୁ ଆମେ ସମ ଦୃଷ୍ଟିରେ ଦେଖିବା ଉଚିତ। ସବୁଦିନ ସକାଳେ ଆମେ କ'ଣ ପ୍ରାର୍ଥନା କରୁଛେ? ଦଶନାମ ଅପରାଧରେ ଶେଷରେ କ'ଣ କହୁଛେ? ବୈଷ୍ଣବ ମାନଙ୍କ ପାଖରେ ଆମେ କ୍ଷମା ପ୍ରାର୍ଥନା କରୁଛେ କି ନାହିଁ? ଆଉ କ୍ଷମା ପ୍ରାର୍ଥନା କରିବା ତାତ୍ପର୍ଯ୍ୟ କ'ଣ? କ୍ଷମା ପ୍ରାର୍ଥନା କରିବା ତାତ୍ପର୍ଯ୍ୟ ନୁହଁ ଯେ ମୁଁ ସବୁଦିନ ଅପରାଧ କରି ସବୁଦିନ କ୍ଷମା ମାଗି ନେବି। ନାଇଁ, ସେଠି ଅଜାଣତରେ ଯଦି କ୍ଷମା ଭୁଲ ହେଇଥାଏ ତାହେଲେ ମାଗୁଛେ। ପ୍ରାର୍ଥନା ପରେ ଯୋଉ ଗୀତ ବୋଲା ହଉଛି, କ'ଣ ସେଟା ବୋଲା ହଉଛି? ସବେ ମିଳି କର କୃପା, ପ୍ରାର୍ଥନା କରା ହଉଛି କ'ଣ ଦେଖୁନାହାନ୍ତି? ସମସ୍ତେ ମିଳିକି ମତେ କୃପା କରନ୍ତୁ, ସମସ୍ତଙ୍କର ପାଦ ଧରି ମୋ ମୁଣ୍ଡ ଉପରେ ପଡୁ, ଏଟା କହୁଛେ କି ନାଇଁ? ଆମେ ସମସ୍ତେ ପ୍ରାର୍ଥନା ତ କରୁଛନ୍ତି, ଆମେ କୀର୍ତ୍ତନ ତ କରୁଛନ୍ତି। ତାହେଲେ ସମସ୍ତଙ୍କୁ କେଉଁ ଦୃଷ୍ଟିରେ ଦେଖିବା ଉଚିତ? ଚୈତନ୍ୟ ଭାଗବତରେ ବହୁତ ସୁନ୍ଦର ସୁନ୍ଦର କଥା ସବୁ ରହିଛି। ତ ଦେଖନ୍ତୁ, ଭୀଷ୍ମଦେବ କ'ଣ କହୁଛନ୍ତି ଦେଖୁନାହାନ୍ତି, ଆଚାର୍ଯ୍ୟ ମାନଙ୍କର ବାଣୀ। ଏ ତ ଶୁଦ୍ଧ ମହାଜନଙ୍କର ବାକ୍ୟ। ଏସବୁ ମହାଜନ ତ କହୁଛନ୍ତି ମୋର ଯୋଗ୍ୟତା ନାହିଁ, ମୋ ଐକାନ୍ତିକ ଭକ୍ତ ନୁହଁ, ମୋ ପାଖକୁ ଆପଣ ଆସିଛନ୍ତି କାହିଁକି? ଏଇ ଐକାନ୍ତିକ ଭକ୍ତ ମାନଙ୍କୁ, ପାଣ୍ଡବ ମାନଙ୍କୁ କହୁଛନ୍ତି, ମୋ ପାଖକୁ କାହିଁକି ଆସିଛନ୍ତି? ନା ତୁମ ଯୋଗୁଁ ମୋ ପାଖକୁ ଆସିଛନ୍ତି, ମୁଁ ତୁମକୁ ଭଲ ପାଇଛି। ସେଥିପାଇଁ କେତେ ସୁନ୍ଦର ଆଦି ପୁରାଣ ଭଗବାନ କହୁଛନ୍ତି। ଏଇ ଯୋଉ ପୟାଟା ଆମେ ଶୁଣିଲି, ଆଦି ପୁରାଣର ଶ୍ଲୋକ ଚୈତନ୍ୟ ଭାଗବତରେ ଲେଖା ହେଇଛି। ଯେ ମେ ଭକ୍ତ ଜନ ପାର୍ଥ ନ ମେ ଭକ୍ତଶ୍ଚ ଯେ ମଦ ଭକ୍ତାନାଂ চ যে ভক্তাস্তে মে ভক্ত তমামতা। যে মে ভক্ত জন পার্থ, হে পার্থ, ये आदि पुराण श्लोक। हे पार्थ, जे मैं भक्त जना, जे मोर भक्त, न मे भक्तश्च जे जना, से मोर भक्त नुहे। माने जे मोर भक्ति करछि से मोर भक्त नुहे, भगवान कहउछन्ती। आ ताहला कार भक्त छी? भगवान कहले, जे मोर भक्ति करछि से मोर भक्त नुह, मद भक्तानां च जे भक्ता, मो भक्तंकर जे भक्त, स्ते मे भक्त तमामता, सी होछि मोर भक्त। मोर खाली भक्ति जे करछि से मोर भक्त नहीं, मो भक्तंकर जे भक्त से मोर भक्त। तो आमे से देखुना आमर परंपराटा किभଳି, आमर जो परंपराटा कौन रही, आमर परंपरा रे आमे संबोधन करछे परस्पर कौन, जे भक्त आमे डाकुछे कौन डाकुछे? हाँ, कौन डाकुछन्ती? नहीं, जे डाकुछे क्या डाकुछन्ती? हरकृष्ण डाकुछन्ती, आउ कौन डाकुछन्ती? प्रभु डाकुछन्ती ना नहीं? प्रभु तो भगवान, प्रभु केमती भक्त को डका होछि? हृदय अछन्ती प्रभु बोली? ना ना ना, तत्वटा होछि आमे जो प्रभु बोली डाकुछे, प्रभु बोली डाकिबार तात्पर्य कौन? प्रभु बोली डाकिबार तात्पर्य होउचन्ती, आपण हेले प्रभु, मु हेले आपणको दास। माताजी बोली डाकिबार संबोधन कौन? आपण हेले माँ, मु आपणकर पुओ। माताजी माने कौन कि? माताजी शब्द कौन? माता, माँ, माँ को संबोधन कर माताजी कहूचे आमे। तो आपण माँ, मु आपणकर पुओ। माँ जदि देखिले, माँ दृष्टि आमे देखिले, ताहले तांकर सेवा करियो कि नहीं? पुओ माँ रो सेवा करियो कि नहीं? सेवा करियो। कि जणे माताजी आउ जणे माताजी डाकुछि माताजी, तो माने माँ रो सेवा करियो, झियो सेवा करियो। भावटा हमर देखंतु, गौड़ीय वैष्णव सिद्धांतरा किभଳି देखुना, प्रभु जी डाकुछे, प्रभु डाकुछे, प्रभु माने
सी हेले प्रभु आम हेले दास। देखो समस्ते समस्त प्रभु डाकुचंती, समस्त टाइटल रही कौन दास, समस्त टाइटल कौन रही दास रही ना, दीक्षा नेला दास, आम सब दास। तो आमे दास, सी प्रभु आमको किए प्रभु डाकिदेले आम मन खुशी हो मत प्रभु डाकिले, बापा तुम्हें भी दास, तुम्हें तो अन्य समाधान कर, तुम्हें प्रभु समाधान कर। देखो गौड़ीय वैष्णव परंपराटा कि धाराटा कि महाप्रभु भगवान श्रीकृष्ण से कथा कहले, जे में भक्त जना पार्थ न में भक्तश्च जे जना मद भक्तानं च जे भक्ता स्ते में भक्त तमामता। मो भक्तर जे भक्त सी होचंदी मोर भक्त। आ केते श्लोक अछि आपर जमुनाचार्य शिष्य से बहुत श्लोक रही, आप आ गोटे श्लोक शुणु। सिद्धि भवति वानेति संशयोच्युत सेविनां निसंशयस्य तु तद्भक्त परिचर्यारतात्मनम्। सिद्धि भवति वानेति संशय अच्युत सेविनां, जी अच्युतंकर सेवा करुछि, भगवान को जी सेवा करुछि, सिद्धि भवति वानेति, सिद्धि मिल पारे न मिल पारे, किंतु निसंशयस्तु हाँ तद भक्त परिचर्या रतात्मनम, किंतु जी तांकर भक्तंकर सेवा करुछि निसंशय सिद्धि निश्चित मिलियो। भगवान को अच्युतंक जे सेवा करुछि सिद्धि मिल पारे न मिल पारे, ता माने न जे हम अच्युतंक सेवा छाड़ दवा, तार अर्थ से नहीं। तो हमको शिक्षाटा होछि या निसंशयस्तु तद भक्त परिचर्या रतात्मनम, किंतु तांकर भक्तंकर जे परिचर्या करंती तांको निश्चित भावे सेवा मिलियो, सिद्धि मिलियो। तो गोटे साधारण कथा चिंता करिया दरकार, आम जदि परस्पर परस्पर खाली सेवा करने जदि इच्छा करिया, राम राज्य कोठी गौ, राम राज्यटा कोठी, राम राज्यटा एठी, आम सेवा करने चाहूने ना कि सेवा करिया माने तार अर्थ कौन, सेवा करिया अर्थ कौन, सेवा करिया माने समस्त यदि परस्पर परस्पर लुगा धोइबे, परस्पर परस्पर यदि टिफिन धोइबे, एटा कौन सेवा ना। हाँ सेवा कर अर्थ होची परस्पर परस्पर को सम्मान देवे, परस्पर परस्पर को उपयुक्त कथा कहिबे। आ सेवा आमे परस्पर सेवा करिया, अरे आमे सिना सेवा करिया भी चाहिबा, जहार सेवा करिया सी पुनी सेवा देले तो आमे सेवा करिया, ए रोड प्रश्न आछी ना नहीं। आमे जणको सेवा करिया पे चाहे सी पुनी सेवाटा देले तो करिवो, न देले केंति करिवो, ता भवन तो पाइबोनी। केते सूक्ष्म पॉइंट गुडा देखु ना, से तो सेवा देबेनी, के सेवा देबे ना। बर्तमान जने प्रसाद पाउथि आ जने कह पत्रटा उठेकी नेबी, मु बुझे दउची, समस्त राजी हिजबे ना, ताल तो सेवा करि परियानी। तार अर्थ होछि या सेवा तो करिया भावटा रहिया दरकार, किंतु अर्थटा होछि या आमे समस्त को महत् दृष्टि देखिबा, काहाकू साधारण विचार करियानी, काहाकू असम्मान करियानी, काहाकू अवमानना करियानी, काहार दोष देखियानी, काहाकू निंदा करियानी। ये हूँ जड़े साधक हिसाब से आम निजक विचार करा उचित। आम जड़े साधक, साधक दृष्टि में से देखा ताल हम आम के दिन बंचा जगत में, के दिन बंचा कौन, जिते दिन बंचीचे सेते दिन भर जब निजक शुद्ध न कर पारे ताल तो कौन दोष गुड़ाक जीव आम सहित। हाँ चिंता करना साधक सब समय कौन देखा उचित, मुझे काली मरजी एवं काली ना पर मुहूर्त में मरजी। जदि जड़े यटा को देखिपे सब समय तार से सचेतन हो ना नहीं, चिंता करूँ सत कि नहीं, मु पर मुहूर्त में मरीजी, पर मुहूर्त जब मरीजी ताले ए मुहूर्तटा मुझे केमी बचा दरकार, समस्त भल देखिए बचा दरकार, ताले कौ मुहूर्त में मरिया तो ठिकाना नहीं। से मरिया पूर्व जब आम चित्र यदि कलुषित हो जाए आम चित्त सहित जीव कौन, से जिनसा ही जीव, जो भावना अच्छी से भावना जीव। आज मैं पढ़ुली गोटे जिन आर्टिकल बढ़िया बढ़िया आचार्य मान टीकार कहते से पूर्वाचार देखुली केते सुंदर चित्तटा केमती कलुषित हो जाए कौन हो, बहुत सुंदर। तेना सांगे से ना, तेणु आम केते दिन बचा ठिकाना ना, जिन बचा भल भी बची असुविधा कौन अच्छी, चेष्टा करा उचित जिते दिन बचा समस्त सहित भल संपर्क बचा, असुविधा कौन, समस्त भल कथा कहवा, समस्त सम्मान दवा, हाँ तापर भगवान को सेवा करवा। तो देखो निजे जो आम निजे सचेतन हवा, सेवा परायण हवा, निजे सचेतन हवा, भगवान साहाଯ୍य करेंगे। समस्या तो आसो, समस्या ना बोली कहुनी, समस्या कौन परीक्षा बा, समस्याटा कौन कि परीक्षा,
ସମସ୍ୟା ଆସିବ, ପରୀକ୍ଷା ଆସିବ, କିନ୍ତୁ ଆମେ ସଚେତନ ହେଇକି ଚାଲିବାକୁ ପଡିବ। ସଂସାର ଭିତରେ ଆମେ ସମସ୍ତଙ୍କୁ ନେଇକି ଚାଲୁଛେ କି ନାଇଁ କହୁନା? ସମସ୍ତେ ନେଇ ପୁଣି ଚାଲୁଛେ ନା। ଭକ୍ତ ସମାଜ ବି ଠିକ ସେୟା। ଆଉ ଭକ୍ତ ଆସୁଥିବେ, ଜଣେ ଭକ୍ତ ଆସୁଥିବେ, ଆଉ ଜଣେ ଭକ୍ତ ଆସୁଛି, ତାକୁ ଦେଖିକି ମୁହଁ ବୁଲେଇ ଦବ, ହା ସେ ଗୋଟେ କାହିଁ ଆସିଲା। ନାଇଁ, ସମସ୍ତେ ମିଶିକି ସେବା କରିବା ଦରକାର। ନା ସିଏ ସେବା କଲେ ମୁଁ କରିବିନି, ସେ ଭାବଟା, ସେବା ଭାବ କୋଉଠି ରହିଲା? ସେବା ସମୟରେ ସମସ୍ତେ, ଆପଣ ଚିନ୍ତା କରୁନାହାନ୍ତି, ଯେତେବେଳେ ସେତୁ ବନ୍ଧ ବନ୍ଧା ହଉଥିଲା, ସିଏ କହୁଥିଲା ନା, ସିଏ କାହିଁ ପଥର ପକେଇଲା, ମୁଁ ପକେଇବିନି। ସିଏ ପଥର ପକେଇଲା, ମୁଁ ପକେଇବିନି। ସିଏ ପଥର ପକେଇଲା, ଆଉ ଗୋଟେ ମାଙ୍କଡ ଆସି କଣ ଫୋପାଡ଼ି ଦଉଥିଲା ନା ପଥର, ତୁ କାହିଁ ପକଉଛୁ, ଉଠା ଏଠୁ, ଉଠଉଥିଲେ ନାଇଁ ତ। ସମସ୍ତେ ମିଶିକି ସେଠୁ ବାନ୍ଧିଥିଲେ। ବହୁତ ସୁନ୍ଦର ସୁନ୍ଦର ଶିକ୍ଷା ସବୁ ରହିଛି ନା ଶାସ୍ତ୍ରରେ। ଭକ୍ତଙ୍କ ଦ୍ୱାରା ବେଳେ ବେଳେ କଷ୍ଟ ମିଳେ। ପ୍ରଶ୍ନ ଆସିବ, ଆମେ ଭକ୍ତଙ୍କ ଦ୍ୱାରା ଯଦି କଷ୍ଟ ପାଉ ସେଇଠୁ କଣ କରିବୁ? ଭକ୍ତଙ୍କୁ ଆମେ ଦେଖୁଛେ, ଶୁଣିଲେ, ଯୋଉ ସିଦ୍ଧାନ୍ତ ଶୁଣିଲେ, ଭକ୍ତକୁ ଆମେ ସମ୍ମାନ ଦେବା, ଭକ୍ତଙ୍କୁ ଉଚ୍ଚ ଦୃଷ୍ଟିରେ ଦେଖିବା, ଭକ୍ତଙ୍କର ଦାସତ୍ୱକୁ ସ୍ୱୀକାର କରିବା, ଦାସ ଭଳି ବିଚାର କରିବା, ଠିକ ଅଛି। କିନ୍ତୁ ଜଣେ ଭକ୍ତଙ୍କ ଯୋଗୁଁ ଆମେ କଷ୍ଟ ପାଇଲେ ଯଦି, ତ ସେଇଟା ଡାଇଜେଷ୍ଟ କରିବେ କେମିତି? କିଛି ବୁଝି ହଉଛି? କିଛି ମାନେ ସମାଧାନ ମିଳିବ ତାର କିଛି? ଜଣେ ଭକ୍ତ ଯଦି ଆମକୁ କଷ୍ଟ ଦେଲେ, ଆଚ୍ଛା ଯିଏ, ହଁ, ଆଚ୍ଛା, ଯଦି କିଏ କଷ୍ଟ ଦେଲେ, ଯିଏ କଷ୍ଟ ଦେଲେ, ସିଏ ଯଦି ନିଜ ସ୍ୱାର୍ଥ ପାଇଁ କଷ୍ଟ ଦେଇଛନ୍ତି, ସେ ଦୋଷଟା ତାଙ୍କୁ ଲାଗିବ। ସିଏ ଯଦି ଭଗବାନଙ୍କ ସେବା ପାଇଁ ଆମକୁ କିଛି କହିଛନ୍ତି, କଷ୍ଟ ଦେଇଛନ୍ତି, କହିଛନ୍ତି, ସେଟା ଲାଗିବନି। ତ ଆମେ ସେଟା ବୁଝିପାରୁନେ, ତେଣୁ ଆମେ ସେଟାକୁ ସହିକି ଚାଲିବା ଦରକାର। ଆମେ ଯଦି ସହି ପାରିଲେ, ତାହେଲେ ଭଗବାନ କୃପା କରିବେ। କେମିତି? ଗୋଟେ ଲୀଳା ଶୁଣନ୍ତୁ। କହିଲେ ମୁଁ କୋଉ କଥା କୁଆଡେ ପଶି ଯାଉଛି, ଏଇଠି ବସି ଖାଲି ଯାହା ମନେ ପଡୁଛି। ଆପଣ ଭାବନ୍ତୁ ମୁଁ ସବୁ ଲେଖି ଆଣିଛି, କିଛି ନାହିଁ, ଦେଖୁନାହାନ୍ତି ଆପଣ। କି ମୁଁ ଚିନ୍ତା ବି କରିନଥାଏ, ମତେ ଚିନ୍ତା କରିବାକୁ ସମୟ ନାହିଁ। ସକାଳେ ଯୋଉ କ୍ଲାସ କରୁଛି, ବର୍ତ୍ତମାନ ଯୋଉ କ୍ଲାସ କରୁଛି, କିଛି ଚିନ୍ତା କରିବା ପାଇଁ ସମୟ ନାହିଁ। ମୁଁ ଅଲଗା ସେବାରେ ମୋର ଅଛି। ପ୍ରଭୁ ଜାଣିଛନ୍ତି କଣ ସେ ମୁଁ କହୁଥିଲି ତାଙ୍କୁ, ମୋର ଅଲଗା ପ୍ରିପାରେସନ ଅଲଗା ଚାଲିଛି, ଏଗୁଡା ଦେଖିବା ପାଇଁ ସମୟ ନାହିଁ। ତ ଏଇ ଯୋଉ ସେତୁ ବନ୍ଧ କଥା ଜଷ୍ଟ ମନେ ପଡିଲା, ତ ସେଇଟା ମୁଁ କହୁଛି। ସେତୁ ବନ୍ଧ ସମସ୍ତେ ବାନ୍ଧୁଛନ୍ତି, ସମସ୍ତେ ବାନ୍ଧୁଛନ୍ତି ସେତୁ ବନ୍ଧ। କେତେ ବଡ ବଡ ପଥର ସବୁ ଆଣି ପକଉଛନ୍ତି। ହଁ, ବାନର ମାନେ ସବୁ ବଡ ବଡ ପଥର, ତାଙ୍କର ସାମର୍ଥ୍ୟ ଅନୁସାରେ ଯିଏ ଯେତେ ଟେକି ଆଣି ପାରିଲା। ନଳ ନୀଳ ଏମାନେ ତ ସବୁ ବଡ ବଡ ପଥର ଆଣି ପକଉଛନ୍ତି। ସେ କେତେ ବଡ ବଡ ପଥର, ହନୁମାନ ତ ଆହୁରି ବଡ ବଡ ପଥର ପକଉଛନ୍ତି। ତ ସମସ୍ତେ ବଡ ବଡ ପଥର ପକଉଛନ୍ତି। ଗୁଣ୍ଡୁଚି ମୂଷା ସମସ୍ତେ ଜାଣିଥିବେ। ଗୁଣ୍ଡୁଚି ମୂଷା ବିଚାର କଲା, ରେ ସମସ୍ତେ ଏତେ ବଡ ବଡ ପଥର ପକଉଛନ୍ତି, ମୁଁ ତ ଟେକି ପାରିବିନି, ମୁଁ ସେବା କରିବି। ସେ ସେବା କରିବା ପାଇଁ ବିଚାର କରିକି ସେ ସେବା କଲା। କଣ ସେବା କଲା ସମସ୍ତେ ଜାଣିଛନ୍ତି। କଣ ସେବା କଲା? ଆଚ୍ଛା, ବାଲି ଯୋଉ ପକେଇଲା, କେଉଁ ଭାବରେ ପକେଇଲା ଜାଣିଛନ୍ତି? ତୁ ଏକା ପକେଇକି, କଣ ଏକା ଛାଡ, ବ୍ରହ୍ମାଣ୍ଡର ଯେତେ ଗୁଣ୍ଡୁଚି ମୂଷା ଅଛନ୍ତି, ଯଦି ସମସ୍ତେ ଆସି ଯଦି ବାଲି ପକେଇବେ ବି, କଣ କିଛି କିଛି କରିପାରିବେ ନା ସେଇଠି? ବ୍ରହ୍ମାଣ୍ଡର ସବୁ ଗୁଣ୍ଡୁଚି ମୂଷା ଯଦି ଭଗବାନଙ୍କ କୃପାରେ ଯଦି ଗୋଟେ ଜାଗାରେ ଆସି ପହଞ୍ଚିଯିବେ, ସବୁ ସେଠି ବାଲି ପକେଇବେ। ସେ ତାର ସେୟା କରିଛି ନା, ଯାଇକି ପାଣି ବୁଡି ଯାଉଥାଏ, ପୁଣି ଆସି ବାଲିରେ ଗୋଳେଇ ଯାଉଥାଏ, ପୁଣି ଯାଇ ପାଣି ବୁଡୁଥାଏ। ତ ତାର ଭାବଟା କଣ ଜାଣିଛନ୍ତି? ସେ ସେତୁ ବାନ୍ଧିବା ଭାବ ନାହିଁ। ଯୋଉ ମାନେ ପଥର ଗୁଡା ଯୋଉ ପଡୁଛି, ଯୋଉ ଫାଙ୍କା ରହିଯାଉଛି, ମୁଁ ସେ ଫାଙ୍କ ଗୁଡାକୁ ପୂର୍ଣ୍ଣ କରିବି। ବାପା ତୁ ସେଟା ବି କରିପାରିବୁନି। ବ୍ରହ୍ମାଣ୍ଡର ଯେତେ ଗୁଣ୍ଡୁଚି ଅଛି, ସମସ୍ତେ ଆସି ସେ ଫାଙ୍କକୁ ପୂର୍ଣ୍ଣ କରିପାରିବେ ନା? କିନ୍ତୁ ତା ଭାବଟା ଦେଖନ୍ତୁ, କେତେ ସୁନ୍ଦର ଭାବ। ସେ ଭାବରେ ସେ ତାର ସେବା କରି ଚାଲିଛି। ସେ ତାର ସେବା କରି କରି ଚାଲିଛି। ଆଚ୍ଛା, ଭଗବାନ କଣ ପଥର ପକଉଥିଲେ କି? ଭଗବାନ ତ ପଥର ପକେଇ ନାହାନ୍ତି, ଭଗବାନ ବସିଛନ୍ତି ଦେଖୁଛନ୍ତି। ତ ହଠାତ୍ ଗୁଣ୍ଡୁଚି ମୂଷା ବହୁତ କଷ୍ଟ ପାଉଛି, ଚେଁ 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 ପୁରା ଚିତ୍କାର କଲା। ଚିତ୍କାର କଲା ଯେତେବେଳେ ପ୍ରଭୁଙ୍କର ଦୃଷ୍ଟି ପଡିଲା ତା ଉପରେ। କଷ୍ଟଟା ହଉଛି ନା, ଭଗବାନ ତ ସମସ୍ତଙ୍କ କଷ୍ଟ ଦେଖୁଛନ୍ତି ନା, ସେବା ଭିତରେ କଷ୍ଟ ଆସେ। ହଁ, ସେବା ଭିତରେ କଷ୍ଟ ଆସୁଛି। କାହାକୁ କେତେ କଷ୍ଟ ହଉଛି, କିଏ କେତେ ମାନେ ମନ ଇଏ ହଉଛି, ଚିତ୍କାର ହଉଛି, ହୃଦୟରେ ଚିତ୍କାର ହଉଛି ବେଳେ ବେଳେ କଷ୍ଟ ଆସିଲେ, ନା ନାଇଁ? ତ ଚିତ୍କାର କଲା ଯେତେବେଳେ ଗୁଣ୍ଡୁଚି ମୂଷା, ଭଗବାନ ଦେଖିଦେଲେ, ଆରେ ଗୁଣ୍ଡୁଚି ଚିତ୍କାର କଲାଣି, ସଙ୍ଗେ ସଙ୍ଗେ ତାକୁ ନେଇ ଆସିଲେ, ତା ହାତକୁ ନେଇ ଆସିଲେ। ତ ଭଗବାନ ଜାଣିଛନ୍ତି କାହିଁ ସେ କଷ୍ଟ ପାଇଲା, କେମିତି କଷ୍ଟ ପାଇଲା, ଭଗବାନ ଜାଣିଛନ୍ତି। ତ ପ୍ରକୃତରେ ସେ କଷ୍ଟ ପାଇଛି କଣ ପାଇଁ? କଷ୍ଟ ପାଇଛି, ସେ ଯୋଉ ଗୁଣ୍ଡୁଚି ପକଉଥିଲା, ଯୋଉ ପଥରରେ କଣ ବାଲି ପକଉଥିଲା, ପକେଇଲା ବେଳେ ସମସ୍ତେ ତ ପୁରା ସେବାରେ ଲାଗିଛନ୍ତି ନା, ସମସ୍ତେ ସେବାରେ ଲାଗିଛନ୍ତି। ହନୁମାନ ପାଦ ପଡିଲା ମାନେ, ହନୁମାନ କଣ ଅସାଧାରଣ ନା, କେତେ ଶକ୍ତିଶାଳୀ ସିଏ।
ହନୁମାନଙ୍କ ପାଦ ଯେହେତୁ ପଡ଼ିଯାଇଛି ଲାଞ୍ଜ ଉପରେ, ଆଉ ସେ କଷ୍ଟଟା ତାକୁ ତ ନିଶ୍ଚିତ ଭାବେ ବାଧିବ ନା। ହଁ, ସେଇଥିପାଇଁ ସେ ବହୁତ ଜୋରରେ ଚିତ୍କାର କରିଛି। ଆଉ ଚିତ୍କାର କଲା ପରେ ଭଗବାନଙ୍କ ହାତକୁ ଆସିଗଲା। ଆସିଲା ପରେ ଭଗବାନ ତାଙ୍କୁ ପଚାରିଲେ, କହିଲେ ଗୁଣ୍ଡୁଚି ଆଉ ବହୁତ କଷ୍ଟ ତୁ ପାଇଲୁ ନା? ଆପଣଙ୍କ କଥା ଶୁଣିବା ପରେ ରୋମ ଟାଙ୍କୁରି ହେଇଯିବ। ତୁ ବହୁତ କଷ୍ଟ ପାଇଲୁ? ସେ କହିଲା ନାଇଁ ପ୍ରଭୁ କିଛି ନାହିଁ। ନା ତୁ କଷ୍ଟ ପାଇଛୁ, ତୁ କହ। ମୁଁ ଦେଖିଛି ନା, ତୁ ଜାଣିନୁ, କିନ୍ତୁ ମୁଁ ଦେଖିଛି ତୁ କଷ୍ଟ ପାଇଛୁ। କେମିତି ନା, ହନୁମାନଙ୍କ ପାଦ ପଡିଲା ତୋ ଉପରେ। ହନୁମାନଙ୍କ ପାଦ ପଡିଲା ପରେ ତୁ କଷ୍ଟ ପାଇଲୁ। ତୁ କହ ହନୁମାନଙ୍କୁ କଣ ଦଣ୍ଡ ଦେବ? ଭଗବାନ ପଚାରିଲେ, କହିଲେ ତୁ କହ ହନୁମାନଙ୍କୁ କଣ ଦଣ୍ଡ ଦବା? ଗୁଣ୍ଡୁଚି କଣ କହିଲା ଜାଣିଛନ୍ତି? ଗୁଣ୍ଡୁଚି କହିଲା, ପ୍ରଭୁ ମୁଁ କଣ କହିବି? ଆପଣ ଯଦି ମତେ କହୁଛନ୍ତି ହନୁମାନଙ୍କୁ କଣ ଦଣ୍ଡ ଦବା, ତାହେଲେ ମୁଁ ଯାହା କହିବି ଆପଣ ସେୟା କରନ୍ତୁ। କଣ ନା, ଆପଣ ହନୁମାନଙ୍କୁ ଆଲିଙ୍ଗନ କରନ୍ତୁ। ଭଗବାନ ଆଶ୍ଚର୍ଯ୍ୟ, ଆରେ ହନୁମାନଙ୍କୁ ଆଲିଙ୍ଗନ କରି ତତେ ଏତେ କଷ୍ଟ ଦେଲେ? କିନ୍ତୁ ଗୁଣ୍ଡୁଚି କଣ କହୁଛି ଜାଣିଛନ୍ତି? କହୁଛନ୍ତି, ପ୍ରଭୁ ହନୁମାନ ମତେ କଷ୍ଟ ଦେଇଛନ୍ତି ଆପଣ କହୁଛନ୍ତି? ନା ପ୍ରଭୁ, ହନୁମାନଙ୍କ ପାଦ ପଡିଲା ବୋଲି ମୋ ଉପରେ, ହନୁମାନଙ୍କ ଯୋଗୁଁ ମୁଁ କଷ୍ଟ ପାଇଲି ବୋଲି ଦେଖନ୍ତୁ ଆପଣଙ୍କ ହାତକୁ ଆସିଲି। ହନୁମାନଙ୍କ ଦ୍ୱାରା ମୁଁ କଷ୍ଟ ପାଇଲି ବୋଲି ଆପଣଙ୍କ ହାତକୁ ମୁଁ ଆସିଛି ଆଜି। ଆପଣ ପୁଣି କହୁଛନ୍ତି ହନୁମାନଙ୍କୁ ଦଣ୍ଡ ଦେବା ପାଇଁ? ତ ହନୁମାନ ମୋର ମତେ କୃପା କଲେ ନା ମୋର କ୍ଷତି କଲେ? ତେଣୁ ଆପଣ ତାଙ୍କୁ ଆଲିଙ୍ଗନ କରନ୍ତୁ। ଏଇଟା ଶୁଣିକି ରାମଜୀ ତାକୁ ଆଉଁସିଲେ। ତାକୁ ଆଉଁସିଲେ ତ ଚିହ୍ନ ଅଛି, ଆପଣ ଜାଣିଛନ୍ତି। ଦେଖନ୍ତୁ ଭଗବାନ ଭକ୍ତଙ୍କୁ କେମିତି ଦେଖନ୍ତି, ଗୁଣ୍ଡୁଚିର ଭାବଟା ଦେଖନ୍ତୁ କିଭଳି। ଆଉ ଗୁଣ୍ଡୁଚି ସେବା କରିକି ସେ କଣ ସେତୁ ବାନ୍ଧିଦବ ନା କଣ କରିଦବ? ସେ କିଛି ନୁହଁ। କିନ୍ତୁ ଭକ୍ତଙ୍କର ଭାବକୁ ଭଗବାନ ଏଇ ଭାବଟା ଭକ୍ତଙ୍କୁ କେଉଁ ଦୃଷ୍ଟିରେ ଦେଖିବା ଉଚିତ। ଆମକୁ କଷ୍ଟ ମିଳିବ, ଭକ୍ତଙ୍କ ଦ୍ଵାରା ମଧ୍ୟ କଷ୍ଟ ମିଳିବ। ଏହାପରେ ବହୁତ ଲୀଳା ରହିଛି। ଭକ୍ତଙ୍କ ଦ୍ୱାରା କଷ୍ଟ ମିଳେ, ଆମର ଭାବଟା ଯଦି ଶୁଦ୍ଧ ଅଛି ଭଗବାନ କୃପା କରିବେ। ଆଉ ଗୁଣ୍ଡୁଚି କଣ କହିଲେ ନା, ହନୁମାନଙ୍କ ପାଇଁ ମୁଁ କଷ୍ଟ ପାଇଲି, ହନୁମାନ ମତେ ସମସ୍ୟାରେ ପକେଇଲେ, ମତେ କେତେ କଷ୍ଟ ହେଲା। କଷ୍ଟ ତ ହେଇଛି ନିଶ୍ଚିତ, କିନ୍ତୁ ତାଙ୍କର ଭାବକୁ ଭଗବାନ ଦେଖନ୍ତୁ କେତେ ସୁନ୍ଦର ସ୍ୱୀକାର କଲେ, ହାତକୁ ନେଇ ଆସିଲେ। ତ ଆମକୁ ଆସିବ, ସେବା ଚାଲିଛି ମାନେ ଭକ୍ତମାନଙ୍କର କଣ ସମଷ୍ଟି ଭାବେ ସେବା କରୁଛେ, ମିଶିକି କରୁଛେ ମାନେ ଆସିବନି। ଜଗତର ତ ସେ, ଆଉ ଜଗତର ତ ଦ୍ୱନ୍ଦ୍ୱମୟ ଜଗତ, ଜଗତର ତ ସମସ୍ୟା ରହିଛି, ରହିବ। ଆମେ ଆଉ କଣ କରିପାରିବା? ତେଣୁ ଆମର ଭାବଟାକୁ ଶୁଦ୍ଧ କରିକି ଆମେ ଭଗବାନଙ୍କ ସେବାରେ ଲାଗି ରହିବା ଉଚିତ। ତ ଏଇ ଶ୍ଲୋକରେ ସେ କଥା ହିଁ କହୁଛନ୍ତି ଭୀଷ୍ମଦେବ, ମୋର କିଛି ଯୋଗ୍ୟତା ନାହିଁ। ଭଗବାନ ମୋ ପାଖକୁ ଆସିଲେ କାହିଁକି ନା, ମୁଁ ତୁମକୁ ଭଲ ପାଇଛି। ତେଣୁ ତୁମେ ହଉଛ ଐକାନ୍ତିକ ଭକ୍ତ। ତେଣୁ ତୁମକୁ ଯେହେତୁ ଭଲ ପାଇଛି, ତେଣୁ ଭଗବାନ ତୁମ ସମ୍ବନ୍ଧରେ ମୋ ପାଖକୁ ଆସିଲେ। ଆଉ ଦେଖ, ତୁମ ଯୋଗୁଁ ମୁଁ ଆଜି କେତେ ବଡ଼ କୃପା ପାଇଲି। କାରଣ ଅନ୍ତିମ ସମୟରେ ଜଣେ ଆଚାର୍ଯ୍ୟ କେତେ ସୁନ୍ଦର କଥା କହୁଛନ୍ତି, ନନୁ ଦର୍ଶନ, କୃଷ୍ଣ ଦର୍ଶନ ମାତ୍ରଣ କଥା ବିମୁକ୍ତି। ଆରେ କୃଷ୍ଣ ଦର୍ଶନ କଲେ ତ ମୁକ୍ତି କିଭଳି? ଇତି ଅପେକ୍ଷାୟାମ, କୃଷ୍ଣଙ୍କୁ ଦର୍ଶନ କଲେ କେମିତି ମୁକ୍ତି ମିଳେ, କେମିତି ଲାଭ ହୁଏ, ଇତି ଅପେକ୍ଷା, ମୁଁ ଏଇଟା ବୁଝିବା ପାଇଁ ନା, ମରଣ ସମୟ ଯତ୍ ଚିନ୍ତନାଦି ମାତ୍ରଣ ବି ବିମୁକ୍ତି ଭବତି। ମରଣ ସମୟରେ ଯଦି ତାଙ୍କୁ ଚିନ୍ତନ କରିକି ବ୍ୟକ୍ତି ମୁକ୍ତି ପାଇଯାଏ, କିଂ ପୁନସ୍ତସ୍ୟ ସାକ୍ଷାତ ଦର୍ଶନେନ, ତାହେଲେ ତାଙ୍କୁ ସାକ୍ଷାତ ଦର୍ଶନ କରି ଯିଏ ଶରୀର ଛାଡେ, ତାଙ୍କ କଥା କଣ କୁହାଯିବ? ମାନେ ଏଇଟା କାହା କଥା କହୁଛନ୍ତି? ନିଜ କଥା କହୁଛନ୍ତି। ଅନ୍ତିମରେ ତାଙ୍କୁ ଯଦି ସ୍ମରଣ କରି ଶରୀର ଛାଡୁଛି, ତାହେଲେ ସେ ମୁକ୍ତି ପାଇଯାଏ ନା। ଗୀତା ତ ନିଜେ କହିଛନ୍ତି ସେ। ତେଣୁ ଶରୀର ଛାଡିବା କେତେ ମାନେ ମୁକ୍ତି ପାଇବା, ଶରୀର ଛାଡି ଯଦି ସ୍ମରଣ କରୁଛି ତାହେଲେ ଏଭଳି। ତ ମରଣ ସମୟ ଯତ୍ ଚିନ୍ତନାଦି ମାତ୍ରଣ ବି ବିମୁକ୍ତି ଭବତି, କିଂ ପୁନସ୍ତସ୍ୟ ସାକ୍ଷାତ ଦର୍ଶନ ନୈତି ସୂଚୟନ୍, ତାଙ୍କୁ ସାକ୍ଷାତ ଦର୍ଶନ କଲେ କଣ ଫଳ ମିଳେ? ସ୍ୱଦେହ ତ୍ୟାଗ ପର୍ଯ୍ୟନ୍ତ ଭଗବତ ଅବସ୍ଥାନ ପ୍ରାର୍ଥୟନ୍ତେ। ସେଇଥିପାଇଁ
सी विचार कर मु पूरा शरीर छाड़िया पर्यंत भगवान ये रुहत मु दर्शन करी से प्रार्थना करेंगे। सिद्धू सेन टीकार कहले प्राण त्याग काले हरिदर्शन फलम आह प्राण त्याग करने समय हरिदर्शन फलटा कौन कि तो ये बुझापी भगवान स्मरण शरीर त्याग करवा यहाँ को सी कही परवर्ती श्लोक केते सुंदर ये हूँ भीष्मदेव प्रवचन ये भी गोटे मुख्य श्लोक भक्त्यावेश्य मनोजस्मिन् वाचा जत्नाम कीर्तयन् त्यजन कलेवरं जोगी मुच्यते काम कर्म भी भक्त्यावेश्य मनोजस्मिन् जार मन भक्तिर पर आविष्ट ही रही एवं वाचा जत नाम कीर्तन वचन ने से प्रभुंकर नाम जदि कीर्तन कर त्यजन कलेवरं जोगी जोगी जो कलेवर त्याग करे मुच्यते काम कर्म भी समस्त काम कामनारू कर्म भी समस्त कर्म बंधन रू से मुक्त हो तामाने केते सुंदर ए जोगी कथा जो कहले क्यों जोगी जोगी कहले ना त्यजनं कलेवरं जोगी कलेवर त्याग करिया समय जोगी जदि आपन को स्मरण करथिबो आपन को नाम कीर्तन करथिबो आपण चिंतन थिबो नाम कीर्तन करथिबो ताले संसार समस्त बंधन से मुक्त हो जिवो। जन आचार्य लिखिले जस्मिन् भक्त्या मनोनिवेश्य वाचा जस्य भगवत नाम मात्रमेव कीर्तयेत् मन को भगवान पाखे निवेश करथिबो वचन ने केवल नाम संकीर्तन करथिबो त्यजन जोगी काम कर्म भी ये जो काम कर्म भी या बुझे जन आचार्य कि देखो काम समस्त कामना से मुक्त हो क्यों क्यों कामना शब्दादि विषय निमित्त भूत शब्दादि विषय अर्थात इंद्रिय मानक जो भोग कामना रही से समस्त कामना मुक्त है कि व्यक्ति जो स्थिति प्राप्त हुए से स्थिति से प्राप्त हो अंतिम स्वर भगवान का नाम कीर्तन करवा भगवान को स्मरण करवा ये बहुत बड़ साधारण लोक भावती नहीं हाँ अजामिल भाई आम डाकी दबू शेष सहज नहीं भगवान डाकी देवाटा सहज नहीं अंतिम स्वर भगवान को स्मरण करदेटा सहज नहीं लगुच सहज भली अंतिम स्वर भगवान डाकी देवाटा सहज भली लगुच स्मरण करवा एत सहज नहीं साधारण उदाहरण द्वारा बुझे आप विचार करिए कण नखा हो कार जान ना कण नखा बथ दांत पीड़ा हो कान पीड़ा हो कृष्ण को स्मरण आसुची जप कर से समय कण न खाई टक 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 हो जप कला से माला धोईदे हम लगुच सहज भली सहज नहीं। हाँ भक्ति ठाकुर लिखिले ना कौन से भजन लिखिले संसार तटिनी स्वत नहे शेष मरणे निकटे घोर मरण निकटे घोर सब समर्पिया भजीवी तुम्हारे ए आशा विफल मोर संसार तटीन शेषटा हूँ मरण आ मरणटा हूँ घोर नदी जाकि समुद्र जमी मिसे से जगटा हूँ घोर आ सब समर्पिया भजीवी तुम्हारे सबकि समर्पण कर आप भजन करदेवी जो विचार कर जीवटा ये आशा विफल मोर माने सी निज कथा कहते मुझे भावुची हाँ सब समर्पण कर शेष भजन करदेवी ये आशा हूँ विफल एटा हबनी एत सहज से भक्ति सीरियसली लगे दरकार नचेत हबनी जदि लगी ताहले कौन शब्दादि विशेष निवृत्त भूत निमित्त भूत एवं कर्म भी पुण्य पापात्मक कर्म भी पुण्य पाप जनित उभय कर्म बंधन से मुक्त हे बा मुच्यन्ते तीन कथा कहले कौन ये शब्द स्पर्श आदि काम पाप पुण्य आदि बंधन मुक्त हवा एवं मुच्यते मुच्यते शब्द रे संस्कृति बंधात मुच्यते संसार बंधन रे भी मुक्त हवा आ कौन सी उपाय नहीं केवल भगवान पाखे मन लगेगा भगवान पाखे मन लगे भगवान का नाम कीर्तन करवा ये हूँ बहुत बड़ साधन। हरे कृष्ण 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 हरे 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 राम 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 हरे हरे आ कि उपाय नहीं ये अभ्यासटा रहा दरकार ये अभ्यासटा ता माने नुह खाली ये करिया ना नहीं ये अभ्यास यदि ठीक से रहिबो ताहले आमे तो भगवान को भल पाइबा सहित भक्त भी भल पाइबा
କିନ୍ତୁ ଗୋଟାକ ଅଭ୍ୟାସ ବି କରିବା ଦରକାର। ଭକ୍ତ ହିଁ ଭଲ ପାଇବା ଅଭ୍ୟାସ କରିବା ଉଚିତ। କେତେ ସୁନ୍ଦର ସିଦ୍ଧାନ୍ତ ସବୁ ରହିଛି ଦେଖନ୍ତୁ। ଗୌଡୀୟ ବୈଷ୍ଣବ ସିଦ୍ଧାନ୍ତ, ଭକ୍ତିର ସିଦ୍ଧାନ୍ତ ସବୁ ଦେଖୁନାହାନ୍ତି। ନାମ କୀର୍ତ୍ତନରେ ସମସ୍ତ କର୍ମଫଳ ଧ୍ୱଂସ ହବ। ତେଜନଂ କଳେବରଂ ଯୋଗୀ, ଯୋଗୀ ଯୋଗୀ ଶବ୍ଦରେ ଅଲଗା କୌଣସି ଯୋଗୀ ନାହିଁ। ଭକ୍ତି ଠାକୁର ସେ କଥା ବି ଲେଖିଲେ। ଅଲଗା କୌଣସି ଯୋଗୀଙ୍କ କଥା ସିଏ କହୁନାହାନ୍ତି। ଭକ୍ତି ଠାକୁର କେତେ ସୁନ୍ଦର ଲେଖିଲେ ଦେଖୁନାହାନ୍ତି। ଜ୍ଞାନୀ ଜ୍ଞାନ ଯୋଗେ କରିଆ ଯତନ, ଜ୍ଞାନୀ ଜ୍ଞାନ ଯୋଗେ କରିଆ ଯତନ, ବ୍ରହ୍ମେର ସାକ୍ଷାତ କରେ, ବ୍ରହ୍ମେର ସାକ୍ଷାତ, ବ୍ରହ୍ମ ସାକ୍ଷାତ୍କାର ପ୍ରାରବ୍ଧ କର୍ମ, ବ୍ରହ୍ମ ସାକ୍ଷାତ୍କାର ଅପ୍ରାରବ୍ଧ କର୍ମ, ସମ୍ପୂର୍ଣ୍ଣ ଜ୍ଞାନେ te ହରେ, ସମ୍ପୂର୍ଣ୍ଣ ଜ୍ଞାନେ te তভূত প্রারব্ধ নাহি হয় অক্ষয়, তভূত প্রারব্ধ নাহি হয় অক্ষয়, ফল ভোগ বিনা কভু, ফল ভোগ বিনা কভু, ব্রহ্মভূত জীব ফল ভোগ লাগি, ব্রহ্মভূত জীব জনম মরণ লভু, জনম মরণ লভু। କେତେ ସୁନ୍ଦର ଲେଖିଲେ ଦେଖନ୍ତୁ। ଜ୍ଞାନୀ ଜ୍ଞାନ ଯୋଗେ କରିବା ଯତନ, ବ୍ରହ୍ମର ସାକ୍ଷାତ କରେ। ଏଠି ଅଲଗା ଯୋଗୀ କଥା କୁହାଯାଉନି। ଅଲଗା ଯୋଗୀ ଯଦି ତା ସାଧନ କରୁଛି, ନା ନା ନା, ସେ କଣ ପାଇବ ଦେଖନ୍ତୁ। ଜ୍ଞାନୀ ଯଦି ଜ୍ଞାନ ଯୋଗ ସାଧନା କରୁଛି, ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଜ୍ଞାନୀ ଜ୍ଞାନ ଯୋଗ ସାଧନା କରୁଛି, ବ୍ରହ୍ମକୁ ସେ ଧ୍ୟାନ କରୁଛି। ବ୍ରହ୍ମ ଧ୍ୟାନ କଣ ଜ୍ଞାନୀ ଯୋଗୀ ବ୍ରହ୍ମକୁ ଧ୍ୟାନ କରନ୍ତି। ଯୋଗୀ ମାନେ ଅନ୍ତରେ ପରମାତ୍ମାକୁ ଧ୍ୟାନ କରନ୍ତି। ତ ବ୍ରହ୍ମ ଧ୍ୟାନ କରୁଛି ଯଦି ଜ୍ଞାନୀ ଯୋଗୀ, ସେ କହୁଛନ୍ତି ଜ୍ଞାନୀ ଜ୍ଞାନ ଯୋଗେ କରିବା ଯତ୍ନ ବ୍ରହ୍ମର ସାକ୍ଷାତ କରେ। ଜ୍ଞାନ ଯୋଗରେ ଯଦି ସେ ଯତ୍ନ କରୁଛି, ତାହେଲେ ସେ ବ୍ରହ୍ମକୁ ସାକ୍ଷାତ କରିବ। ବହୁତ କଷ୍ଟ, ଏମିତି ନୁହେଁ ଯେ ସହଜରେ ସେ ପାଇଯିବ। ସକାଳେ ଆଜି ଆମର ସେ ବିଷୟ ଆସ୍ୱାଦନ ହଉଥିଲା ନା। ଜଣେ ଏଇ ଯୋଉ ବିରଜା କଣ ପାରି ହେଲା ପରେ ଯଦି ଯିବ, ପ୍ରଥମେ ଏଇ ଯୋଉ ବ୍ରହ୍ମ ଧ୍ୟାନୀ, ଯୋଉମାନେ ବ୍ରହ୍ମକୁ ଧ୍ୟାନ କରନ୍ତି ଜ୍ଞାନ ମାର୍ଗରେ, ସେମାନେ ସେ ବ୍ରହ୍ମ ଜ୍ୟୋତିରେ ଯାଇକି ସବୁ ଲୀନ ହେବେ। ମାନେ ସେଠି ସତ୍ତା, ମାନେ କିଛି ଗୋଟେ ରହିବନି, ସତ୍ତା ହରେଇଲା ଭଳି, ଗୋଟେ ଆସ୍ୱାଦନ କିଛି ନାହିଁ। ଜ୍ଞାନୀ ଜ୍ଞାନ ଯୋଗେ କରିବା ଯତ୍ନ ବ୍ରହ୍ମର ସାକ୍ଷାତ କରେ, କିନ୍ତୁ ବ୍ରହ୍ମ ସାକ୍ଷାତକାର ଅପ୍ରାରବ୍ଧ କର୍ମ ସମ୍ପୂର୍ଣ୍ଣ ଜ୍ଞାନତେ ହରେ। ବ୍ରହ୍ମ ସାକ୍ଷାତକାର କଲେ କଣ ହୁଏ? କର୍ମଫଳ ଧ୍ୱଂସ ହୁଏ କି? ହଁ ହୁଏ, କିନ୍ତୁ ସମ୍ପୂର୍ଣ୍ଣ ନୁହେଁ, ଅପ୍ରାରବ୍ଧ। ଏଇ ଜନ୍ମର ଯେତିକି କର୍ମଫଳ ରହିଛି ସେଇଟା ଧ୍ୱଂସ ହେଇଯିବ। ଏଇ ଜନ୍ମରେ ଯାହା ସବୁ ପାପ ଭାବ ହେଇଛି ସେ ସବୁ ଧ୍ୱଂସ ହେଇଯିବ। କିନ୍ତୁ ଭୀଷ୍ମଦେବ କଣ କହୁଛନ୍ତି? ମୁଚ୍ୟନ୍ତେ କାମ କର୍ମ ଭି, ସମସ୍ତ କାମନା, ସମସ୍ତ କର୍ମଫଳ ସବୁ ବନ୍ଧନରୁ ମୁକ୍ତ ହେଇଯିବ। ତାହେଲେ କଣ ବ୍ରହ୍ମ ଧ୍ୟାନ କରୁଥିବା ଯୋଉ ଜ୍ଞାନୀ ସିଏ? ନାଇଁ, ତାର ଏଇ ଜନ୍ମର ପାପର କର୍ମଟା ଧ୍ୱଂସ ହବ, ଅପ୍ରାରବ୍ଧ। ଏଇ ଜନ୍ମରେ ଯାହା ତାର ସବୁ ଯାହା ଫଳ ଅଛି ସେଟା ଧ୍ୱଂସ ହବ। ତବୁ ତ ପ୍ରାରବ୍ଧ ନାହିଁ ହୟ କ୍ଷୟ, ଫଳ ଭୋଗ ବିନା କଭୁ। କିନ୍ତୁ ପ୍ରାରବ୍ଧଟା କ୍ଷୟ ହବନି। ପୂର୍ବଜନ୍ମର ସବୁ ଯାହା ଫଳ ରହିଛି ସେଇଟା କ୍ଷୟ ହବନି। ସେ ବ୍ରହ୍ମ ଜ୍ୟୋତିରେ ଯାଇକି ଲୀନ ହେଲେ ମଧ୍ୟ, ଦେଖନ୍ତୁ କଣ ଲେଖିଲେ, ବ୍ରହ୍ମଭୂତ ଜୀବ ଫଳ ଭୋଗ ଲାଗି ଜନ୍ମ ମରଣ ଲଭୁ। ବ୍ରହ୍ମଭୂତ ଜୀବ ସେ ବ୍ରହ୍ମ ଜ୍ୟୋତିରେ ପହଞ୍ଚିଲା ପରେ ବି ଫଳ ଭୋଗିବା ପାଇଁ ତାର ବାକି ଥାଏ, ସରି ନଥାଏ। ସେ ପୁଣି ଜନ୍ମ ମରଣ ଲଭୁ, ପୁଣି ସେଇଠୁ ପୁଣି ଆସିବ। ପ୍ରଭୁପାଦ ମହାରାଜ ଭାବାର୍ଥରେ ବହୁ ଜାଗାରେ ଏଇଟା କହିଛନ୍ତି। ବ୍ରହ୍ମଜ୍ୟୋତିରେ ପହଞ୍ଚିଲା ପରେ ମଧ୍ୟ ଜୀବ ପୁଣି ଆସେ। ଚୈତନ୍ୟ ଚରିତାମୃତରେ ପ୍ରଭୁପାଦ କହିଛନ୍ତି ସେ ପୁଣି ଜଗତକୁ ଫେରିବ। କେତେ ସୁନ୍ଦର। ତାହେଲେ କେଉଁ ସାଧନରେ କେଉଁ ଯୋଗୀ ଯିବେ ଭଗବାନ ପାଖକୁ? କାହାର କେଉଁ ଯୋଗୀର କର୍ମବନ୍ଧନ ଧ୍ୱଂସ ହବ? କେଉଁ ଯୋଗୀର କାମନା ଧ୍ୱଂସ ହବ? କେଉଁ ଯୋଗୀ ସଂସାର ଉଦ୍ଧାର ପାଇବ? ଭକ୍ତି ଯୋଗୀ। ଏ କର୍ମ କଣ, ଯେ ସଂସାର ଯୋଉ କର୍ମ ହିଁ ଭଗବାନ, ସେମାନେ ତ ଛାଡ, ସେ ତ ବନ୍ଧନ ରହିଲେ। ଜ୍ଞାନ ଯୋଗୀ ସିଏ ବି ଜ୍ଞାନ ଯୋଗୀ, ସେ ଜ୍ଞାନ ଯୋଗରେ ସାଧନ କରୁଛି, ସିଏ ବି ରହିଲା।
ତେଣୁ କେହି ସାଧାରଣ ଜଣେ ଯୋଗୀ ପରମାତ୍ମା ଧ୍ୟାନ କରନ୍ତି ତାଙ୍କର ବି ସେଇଭଳି। କେବଳ ଭକ୍ତି ଯୋଗୀ, ଭକ୍ତି ଯୋଗୀ କେତେ ତାର ଲାଭ କଣ ଏଠି କହିଲେ। ସେଇଥିପାଇଁ କହିଲେ ନା ଭକ୍ତ୍ୟାବେଶ ମନୋଜସ୍ମିନ୍ ବାଚା ନାମ କୀର୍ତ୍ତନ। ନାମ କୀର୍ତ୍ତନ, ନାମ କୀର୍ତ୍ତନ କିଏ କରେ? ଭକ୍ତ କରେ ନା ଭକ୍ତି ଯୋଗୀ। ନାମ କୀର୍ତ୍ତନ କଲେ ଏସବୁ ସବୁ ଫଳ ଗୁଡାକ ତାକୁ ମିଳିଯାଏ। କିନ୍ତୁ ହେ ନାମ ତବ ସ୍ଫୂର୍ତ୍ତି ହଇଲେ, କିନ୍ତୁ ହେ ନାମ তব স্ফূর্তি হইলে একান্তি জনের একান্তি জনের আর প্রারব্ধ প্রারব্ধ কিছু নাহি থাকে, প্রারব্ধ প্রারব্ধ কিছু নাহি থাকে, বেদে গায়ে বার বার, বেদে গায়ে বার বার। କେତେ ସୁନ୍ଦର ଲେଖିଲେ। କିନ୍ତୁ ଓହେ ନାମ, ହେ ନାମ, ପ୍ରଭୁଙ୍କର ନାମକୁ କେତେ ସୁନ୍ଦର ସେ ସମ୍ବୋଧନ କରୁଛନ୍ତି ନାମକୁ, ହେ ନାମ। କିନ୍ତୁ ଓହେ ନାମ ତବ ସ୍ଫୂର୍ତ୍ତି ହଇଲେ, ଆପଣଙ୍କୁ ଯଦି ସ୍ଫୂର୍ତ୍ତି ହେଇଯାଏ, ଏକାନ୍ତି ଜନେର ଆର୍, ଯଦି ଐକାନ୍ତିକ ଭାବେ ଐକାନ୍ତିକ ଜନର ଯଦି ସ୍ମରଣ ହେଇଯାଏ, ଆଉ ଯିଏ ସ୍ମରଣ କରିପାରୁଛି ଅନ୍ତିମରେ ସିଏ ତ ଐକାନ୍ତିକ। ଯଦି ବିଚାର ଆମ କ୍ଷେତ୍ରରେ ସାଧକ ମାନଙ୍କ କ୍ଷେତ୍ରରେ ଯଦି ଅନ୍ତିମରେ ସ୍ମରଣ କରିପାରିଲା ତାହେଲେ ତ ଜୀବନ ସଫଳ। ସ୍ମରଣ ହେଲେ ତ ହବନି। ଭୀଷ୍ମଦେବ କହୁଛନ୍ତି, ସିଦ୍ଧାନ୍ତ ଭୀଷ୍ମଦେବଙ୍କର ନା। ତେଣୁ ଏକାନ୍ତି ଜନ ଯଦି ଅନ୍ତିମ ଭଗବାନଙ୍କୁ ସେ ସ୍ମରଣ କରିପାରିଲା ତାହେଲେ କଣ ହବ? ପ୍ରାରବ୍ଧ ଅପ୍ରାରବ୍ଧ କିଛୁ ନାହିଁ ଥାକେ। ପ୍ରାରବ୍ଧ ଅପ୍ରାରବ୍ଧ କିଛି ରହିବନି, ସମସ୍ତ କର୍ମଫଳ ଧ୍ୱଂସ ହେଇଯିବ। କୋଉଠି କୁହାଯାଇଛି ନା ବେଦେ ଗାଏ ବାର ବାର। ବେଦରେ ବାରମ୍ବାର କୁହାଯାଇଛି, ଶାସ୍ତ୍ରରେ ବାରମ୍ବାର କୁହାଯାଇଛି କେବଳ ନାମ। ସେଇଥାନ୍ତ କହିଲା ହରେ ନାମ ହରେ ନାମ ହରେ ନାମ କେବଳ। ବେଦେ ଗାଏ ବାର ବାର। ଅଜାମିଳରେ ଦେଖୁନାହାନ୍ତି କଣ ହେଲା? ବିଷ୍ଣୁ ଦୂତାନ୍ତ କହିଲେ ନା ଅୟଂ ହି କୃତ ନିର୍ବେଶୋ ଜନ୍ମ କୋଟି ଅହଂସମପି ଯଦ୍ ବ୍ୟାଜହାର ବିବଶୋ ନାମ ସସ୍ତ୍ୟାନଂ ହରେ। ବିଷ୍ଣୁଦୂତ ମାନେ କେତେ ସୁନ୍ଦର କହିଲେ ଦେଖନ୍ତୁ। ଯମଦୂତ ମାନେ ଆସି ପାଶ ପକେଇଥିଲେ ଅଜାମିଳକୁ, କିନ୍ତୁ ବିଷ୍ଣୁଦୂତ କହିଲେ ଆରେ ତୁମେ ଭାବୁଛ ଏହାର ପ୍ରାୟଶ୍ଚିତ ହେଇନି, ତମେ ନେବା ପାଇଁ ଚାହୁଁଛ? ଅୟଂ ହି କୃତ ନିର୍ବେଶ ଜନ୍ମ କୋଟି ଅହଂସାମପି, କୋଟି ଜନ୍ମର ପାପର ପ୍ରାୟଶ୍ଚିତ କରିଦେଲା। କେତେବେଳେ? ଯଦ୍ ବ୍ୟାଜହାର, ଯେତେବେଳେ ଉଚ୍ଚାରଣ କଲା। ବିବଶ, ବିବଶର ଉଚ୍ଚାରଣ କରିଛି। କଣ ଉଚ୍ଚାରଣ କରିଛି? ନାମ, ନାମ ଉଚ୍ଚାରଣ କରିଛି। ସ୍ୱସ୍ତ୍ୟାନଂ ହରେ, ହରିଙ୍କର ନାମ ଯୋଉ ଉଚ୍ଚାରଣ କରିଛି, ମଙ୍ଗଳମୟ ପ୍ରଭୁଙ୍କର ନାମ ଉଚ୍ଚାରଣ କରିଛି, ସେଠି ସ୍ୱସ୍ତ୍ୟାନଂ ଶବ୍ଦରେ ସିଦ୍ଧ ସ୍ୱାମୀ ଟୀକାରେ କହୁଛନ୍ତି ନ କେବଳଂ ପ୍ରାୟଶ୍ଚିତମ୍ ଅପିତୁ ସ୍ୱସ୍ତ୍ୟାନଂ ମୁଖ୍ୟ ସାଧନମ୍ ଅପିବା। କେବଳ ପ୍ରାୟଶ୍ଚିତ ହେଇନି, ସେ ମୁକ୍ତି ପାଇବା ପାଇଁ ଉପଯୁକ୍ତ ହେଇଯାଇଛି। ନାମର ଏଇଟା ଫଳ। ଆଉ ଭକ୍ତି ଠାକୁର ସେଥିପାଇଁ ଲେଖିଲେ କିନ୍ତୁ ଓହେ ନାମ ତବ ସ୍ଫୂର୍ତ୍ତି ହଇଲେ ଏକାନ୍ତି ଜନେର ଆର୍, ପ୍ରାରବ୍ଧ ଅପ୍ରାରବ୍ଧ କିଛି ନାହିଁ ଥାକେ, ବେଦେ ଗାଏ ବାର ବାର। ତ ନାମ କେତେ ମଙ୍ଗଳମୟ ଚିନ୍ତା କରନ୍ତୁ। ଭୀଷ୍ମଦେବ ବି ସେ କଥା କହିଲେ। ସେଇଥିପାଇଁ ଆମର କୁହାଯାଏ ନା ଦ୍ୱାଦଶ ମହାଜନ ଯାହା କହିଛନ୍ତି ସମସ୍ତଙ୍କର ସିଦ୍ଧାନ୍ତ ହଉଛି ଏକ। ସମସ୍ତେ ଗୋଟିଏ କଥା ହିଁ କହିଛନ୍ତି, କଣ? କୃଷ୍ଣସ୍ତୁ ଭଗବାନ ସ୍ୱୟଂ। କୃଷ୍ଣଙ୍କର ଭକ୍ତି କରିବା, ନାମ କରିବା, ଏଇଟା ହିଁ ହଉଛି ଜୀବନର ସାର ବସ୍ତୁ। ତେଣୁ ଆମେ ସମସ୍ତେ ଏଇଭଳି ନାମ କରିକି ହିଁ ଜୀବନକୁ ସଫଳ କରିପାରିବା, ଅଲଗା କୌଣସି ଉପାୟ ନାହିଁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ସେଥିରେ ନାମ ସମସ୍ତେ ଯୋଉମାନେ ନାମ ଆରମ୍ଭ କରିନାହାନ୍ତି, ମାଳା ନେଇକି ସମସ୍ତେ ନାମ କରନ୍ତୁ। ନାମ କିଏ କିଏ ଆରମ୍ଭ କରିନାହାନ୍ତି ଏ ଯାଏଁ ହାତ ଦେଖିଲେ? କିଏ କିଏ ନାମ ଜପ ଆରମ୍ଭ କରିନାହାନ୍ତି? ତାହେଲେ ସମସ୍ତେ ଜପ କରୁଛନ୍ତି, ଭଲ। ସମସ୍ତେ ଜପ କରୁ, ସମସ୍ତଙ୍କ ପାଖରେ ମାଳି ଅଛି ତ? ଜପମାଳା ଅଛି ତ ସମସ୍ତଙ୍କ ପାଖରେ? ନା କାହା ପାଖରେ ନାହିଁ? ଯାହା ପାଖରେ ନାହିଁ ମୁଁ ତାକୁ ଫ୍ରିରେ ଦେବି। ଯାହା ପାଖରେ ନାହିଁ କୁହନ୍ତୁ, ମୁଁ ତାକୁ ମାଳା ଜପ ବ୍ୟାଗ ସବୁ ଫ୍ରିରେ ଦେବି। କିଏ ନେବା ପାଇଁ ଚାହୁଁଛନ୍ତି? ତାହେଲେ ସମସ୍ତଙ୍କ ପାଖରେ ଅଛି। ଠିକ ଅଛି, ସମସ୍ତେ ନାମ କରନ୍ତୁ। ନାମ କଲେ ଇଏ ହଉଛି ଲାଭ। ଦେଖନ୍ତୁ କଣ କହୁଛନ୍ତି ଭକ୍ତି ଠାକୁର। ତାପର ପଦରେ କେତେ ସୁନ୍ଦର କଥା ଲେଖିଲେ ଦେଖୁନାହାନ୍ତି। ତୁମାର ଉଦୟ
জীবের হৃদয়ে তোমার উদয়ে, জীবের হৃদয়ে সম্পূর্ণ শোধিত হয়, সম্পূর্ণ শোধিত। কর্ম জ্ঞান বন্ধ সব দূরে যায়, কর্ম জ্ঞান বন্ধ সব দূরে যায়, অনায়াসে ভব ক্ষয়, অনায়াসে ক্ষয়। কেতে সুন্দর লেখলে, তোমার উদয়ে জীবর হৃদয়ে সম্পূর্ণ শୋଧିତ হয়। हे नाम प्रभु, ଆପଣଙ୍କର ଉଦୟରେ କଣ ହୁଏ ନା ଜୀବର ହୃଦୟଟା ସମ୍ପୂର୍ଣ୍ଣ ଶୋଧିତ ହେଇଯାଏ, କିଛି ବନ୍ଧନ ରହେ ନା, କର୍ମ ଜ୍ଞାନ ବନ୍ଧ ସବୁ ଦୂରେଇ ଯାଏ। କର୍ମର ବନ୍ଧନ ଜ୍ଞାନ ବନ୍ଧନ ଯେତେ ବନ୍ଧନ ରହିଛି, କର୍ମ ଜ୍ଞାନ ବନ୍ଧ ସବୁ ଦୂରେଇ ଯାଏ, ଅନାୟାସେ ଭବକ୍ଷୟ, ଭବକ୍ଷୟ ସଂସାର ବନ୍ଧନରୁ ଅନାୟାସରେ ବିନା ପରିଶ୍ରମରେ ଅନାୟାସରେ ଏ ସଂସାର ବନ୍ଧନ ସେ ଉତ୍ତୀର୍ଣ୍ଣ ହେଇକି ଚାଲିଯିବ। ତାହେଲେ ଏଇଟା ସବୁଠୁ ସହଜ ସରଳ ସାଧନ ହେଲାନି। ସେଥିପାଇଁ ନାମଟା ହଉଛି ସାରବସ୍ତ। ଭୀଷ୍ମଦେବ ସେ କଥା ହିଁ କହୁଛନ୍ତି। ଶେଷରେ ଭକ୍ତି ଠାକୁର କେତେ ସୁନ୍ଦର କଥା କହିଲେ। ସେଥିପାଇଁ ନାମକୁ ଆମେ କିଭଳି କରିବା ଉଚିତ, କିଭଳି ପ୍ରଚାର କରିବା ଉଚିତ, ସେଇଟା ବି ଭକ୍ତି ଠାକୁର କହିଲେ। ଭକତି ବିନୋଦ ବାହୁତୁଲେ କୟ, ଭକତି ବିନୋଦ ବାହୁତୁଲେ କୟ, নামের নিশান ধর, নামের নিশান ধর, নাম ঢঙ্কা ধ্বনি করিয়া যাইবে, নাম ঢঙ্কা ধ্বনি করিয়া যাইবে, ভেটিবে মুরলীধর, ভেটিবে মুরলী, ভেটিবে মুরলীধর, ভেটিবে মুরলীধর। କେତେ ସୁନ୍ଦର ଲେଖିଲେ ଶେଷରେ, ଭକତି ବିନୋଦ ବାହୁତୁଲେ କୟ, ନାମେର ନିଶାନ ଧର। ଭକ୍ତି ଠାକୁର ବାହୁ ତଳେ କହୁଛନ୍ତି, ବାହୁ ଉଠେଇ କହୁଛନ୍ତି ନାମର ନିଶାନ ଧର। ନାମର ନିଶାନ ମାନେ ନାମର ପତାକା ଧରି ବୁଲ। ନାମର ପତାକା ଧରି ବୁଲିବାର ଅର୍ଥ କଣ? ନାମର ପତାକା ଧରି ବୁଲିବ ମାନେ କଣ? କଣ ପତାକାଟା ଧରି ସତରେ ଗୋଟେ ପତାକା ଧରିବ, ସେଠି ଲେଖା ହେଇଥିବ ନାମ, ସେଟା ଧରି ବୁଲିବ ନା ସବୁଆଡେ? ସେ ତ କହିଲେ ସେୟା। ତା ନାମର ପତାକା ଧରି ବୁଲିବା, ତାର ଅର୍ଥ କଣ ସେୟା? ତା ମାନେ ଯୁଆଡେ ଯାଉଛି, ଯେତେବେଳେ ଯୁଆଡେ ଯୋଉ କାର୍ଯ୍ୟରେ ଆମେ ରହୁଛନ୍ତି, ସବୁବେଳେ ନାମକୁ ଧରି ବୁଲନ୍ତୁ। ମାନେ ସମସ୍ତେ ଜାଣନ୍ତୁ ଇଏ ଜଣେ ନାମ ପରାୟଣ ଭକ୍ତ, ବାସ୍। ସେଇ ଭକ୍ତି ଠାକୁର ତ କହିଲେ ନା, କି ଭୋଜନେ କି ଶୟନେ କିବା ଜାଗରଣେ, ଅହର୍ନିଶ ଚିନ୍ତ କୃଷ୍ଣ ବଲ ହବଦନେ। ଏ ନାମର ନିଶାନ ଧର। ନାମ ସବୁ ସମୟ ନାମ କରିବା ଉଚିତ, ସବୁ ସମୟ ନାମ କରନ୍ତୁ, ଦେଖିବେ ବହୁତ ସୁନ୍ଦର ଭାବ ଆସେ। ଆମେ ନାମ କରିପାରୁନେ କାହିଁକି? ଆଉ ପ୍ରଜଳ୍ପରେ ସମୟ ଯାଉଛି, ଗୁଲି ଖଟି ଖାଲି ସଂସାର ବାର୍ତ୍ତାରେ ଖାଲି ସମୟ ଯାଉଛି ନା ଆଉ। ଖାଲି କଥା ତା କଥା ତା କଥା ତା କଥା, ସେଟା ହେଲା ଏଇଟା ହେଲା, ଏଇଟା ହେଲା ସେଟା ହେଲା। ଏ ସଂସାର କଥା ଶୁଣି କଣ ଲାଭଟା କଣ ହଉଛି କହୁନ? କିଛି ଲାଭ ହଉନି, କିଛି ଲାଭ ହଉଛି। ତେଣୁ ପରସ୍ପର ଭିତରେ ଆମେ କଥାକୁ ଯେତେବେଳେ ବନ୍ଦ କରିବା, ତାହେଲେ ନାମ କରିପାରିବା। ଆଉ ମା ମାନେ ତ ଯୋଉଠି ବସିଯିବେ ତ ସଇଲା ଆଉ, ସେ ତ ପୁରା ପୁରାଣ ପଢେଇ ଖୋଲି ହେଇଯାଉଛି ଆଉ। ସବୁ ଅଷ୍ଟାଦଶ ପୁରାଣ ସବୁ ମା ମାନଙ୍କ ପାଖରେ ଅଛି, ମୁଁ ଭାବେ ସେୟା, ନୁହେଁ କି? ସବୁ ପୁରାଣ ମାଙ୍କର ପାଖରେ, ସବୁ ମା ମାନେ ଯେତେବେଳେ ବସିଥିବେ, ମୁଁ ଦେଖୁନି କି, ମୁଁ କହୁନି, ମୁଁ ସବୁ ଡାଇଜେଷ୍ଟ କରିଦିଏ, ମୁଁ ହଜମ କରିଦିଏ। ମୁଁ ଦେଖୁଛି, ମୁଁ ଖାଲି କହୁଛି, ପ୍ରସଙ୍ଗରେ ଆସିଲା ବୋଲି କହୁଛି। ଦେଖୁନି ମା ମାନେ ସବୁ ଅଛନ୍ତି, କଥାବାର୍ତ୍ତା ହଉଛନ୍ତି, କାନ ଫାଟି ଯାଉଛି ଏପଟେ ମୋର। ମୁଁ ଖାଲି ଭାବେ ଏଗୁଡା କଣ ଏତେ କଥା କଣ ହଉଛନ୍ତି ଏସବୁ କଥା। ସେ ଏପଟୁ କଥା ହଉଛନ୍ତି, ସେପଟକୁ ଯାଉଛି, ଶୁଭୁଛି। ସେ କଥା ହଉଛନ୍ତି କଣ, ସେ କଥା କେତେ କଥା, ରାତି 11ଟା 12ଟା ପର୍ଯ୍ୟନ୍ତ କଥା, କଣ ଏ କଥା ହଉଛନ୍ତି।
ତ କୃଷ୍ଣ କଥା ହଉଛନ୍ତି କି କଣ? ମୁଁ କୃଷ୍ଣ କଥା ହେଲେ ତ ଭଲ। ତ ନାମର ନିଶାନ ଧର, ନାମ କରିବା ଉଚିତ ନା, ନହେଲେ କଣ କି ଆମର ଚିନ୍ତା କରୁନାହାନ୍ତି ଆମେ ଯେତେ, କେହି ଖରାପ ଭାବିବେନି, କେହି ଖରାପ ଭାବିବେନି, କିନ୍ତୁ ଏଟା ସତ୍ୟ। ଆପଣ ଯେତେ ବାହାର କଥା ମୁଣ୍ଡରେ ପୁରେଇବେ ସେତେ କୃଷ୍ଣ ବିସ୍ମରଣ ହେବେ। ଯେତେ ବାହାର କଥାକୁ ମୁଣ୍ଡରେ ଧରିବେ ସେତେ ସାଧନରେ ସେତେ ଶିଥିଳତା ଆସିବ। ବାହାର କଥା ଯେତେ ମୁଣ୍ଡରେ ପଶିବ ସାଧନ ସେତେ ସକ୍ରିୟ ହେଇପାରିବନି। ମନଟା ସାଧନ କଲାବେଳେ, ଜପ କଲାବେଳେ ମନ ତ ସିଆଡେ ଯିବ। ଯୋଉଟା ଶୁଣିଥିବେ ସେଟା ଖାଲି ଚିନ୍ତା ଆସିବ, ସେଟା ଯୋଉ ଆଲୋଚନା ଚାଲିଥିବ ସେଟା ହବ। ମନ ମନ ତ ଫାଙ୍କା ନାହିଁ ନା। ମନ ବା ଶୋଇଲେ ବି ଶୋଉନି, ମନ ବା ଶୋଇକି ସ୍ୱପ୍ନ ଦେଖୁଛି। ମନଟା କେତେବେଳେ ଫାଙ୍କା ଅଛି କହୁନା? ଆମେ ଆମେ ଶୋଇଲା ପର୍ଯ୍ୟନ୍ତ ମନ ଶୋଉନି। ଇଏ ଗୋଟେ ଏମିତିଆ ଏଲିମେଣ୍ଟ, ଆଉ ତାକୁ କେମିତି ଆମେ ସଂଯୋଗ କରିବା ଚିନ୍ତା କରନ୍ତୁ। ସେଥିପାଇଁ ଯୋଉ ବାହାର କଥା କେହି ଖରାପ ଭାବିବେନି। ମୁଁ କହିଲି ଆବଶ୍ୟକ ଯାହା ମୁଁ ସେଇଆ କହିବି। କାହାକୁ ଭଲ ଲାଗୁ ଖରାପ ଲାଗୁ ସେଟା ମୋର ମତ ଅପରାଧ ହବନି। ମୁଁ ଭଗବାନ ପ୍ରାର୍ଥନା କରି କହୁଛି। ତେଣୁ ଏ ନାମର ନିଶାନ ଧର। ହଁ, ନାମ ଢଙ୍କା ଧ୍ୱନି କରିତେ ଯାଇବେ, ଭେଟିବେ ମୁରଲି ଧର। ନାମ ନିଶାନ ଧରିଲେ କଣ ହବ? ନାମ ଢଙ୍କା ଧ୍ୱନି, ପୁରା ନାମକୁ ଜୋରରେ କୀର୍ତ୍ତନ କରି ଚାଲ। ସବୁଆଡେ ଯୁଆଡେ ଯିବ ନାମ କରିକି ଚାଲ, କିଛି ଅସୁବିଧା ନାହିଁ। ଆଉ ଯୋଉଠି ମିଶିକି ବସି ଯାଆନ୍ତି, ଜପ କରିବା ସମୟରେ ଜପ ହବନି। ହରେ କୃଷ୍ଣ ହରେ କୃଷ୍ଣ ଜାଣିଛୁ ଏମିତି ହେଲା, ହରେ କୃଷ୍ଣ ହରେ କୃଷ୍ଣ ଜାଣିଛୁ ସେ ହେଲା। ଜପ କଲାବେଳେ ତ ସଇଲା ଆଉ। ଜପ କରୁଥିବ ଏ କଣ ସିଆଡେ ତରକାରୀ ପୋଡିଗଲାଣି, କଣ ତୁ କରୁଛୁ? ଜପ କରୁଥିବ ଏ ସେ କୁଆଡେ ଗଲା, ନାତି କୁଆଡେ ଗଲା, ଦେଖେ ଦେଖେ ହରେ କୃଷ୍ଣ ଦେଖେ ନାତି କୁଆଡେ ଗଲା, ଦେଖେ। ସେ ତ ହବ ଆଉ। ତାହେଲେ କଣ ଆମେ, ପ୍ରଶ୍ନ ଆସିବ, ତାହେଲେ କଣ ଆମେ ସଂସାର ଛାଡିଦବା ନା କଣ? ଏଇଟା ମନରେ ପ୍ରଶ୍ନ ଆସୁଥାଇପାରେ। ତାହେଲେ କଣ ସଂସାର ଛାଡିଦବା, କାହା ସହିତ ମିଶିବାନି? ନାଇଁ ନାଇଁ, ସେ କଥା କୁହାଯାଇନି। ସଂସାର ଛାଡିବା ପାଇଁ କୁହାଯାଇନି, କି କାହା ସହିତ ମିଶିବା ନାହିଁ ସେଟା ବି ବାରଣ କରାଯାଇନି। କିନ୍ତୁ ଆମେ ବାକ୍ ସଂଯମୀ ହବା ଆବଶ୍ୟକ। ଯେତେ ଆବଶ୍ୟକ ସେତିକି କଥା କହିବା ପାଇଁ ଅଭ୍ୟାସ କରିବା ଉଚିତ। ସଂସାର ରହିବା କଣ, ପାଟି କଣ ସିଲେଇ ଦବା ନା କଣ? ସେ ତ ନୁହଁ ନା। ପାଟି ତ ବନ୍ଦ କରିବା ସିଲେଇ ପାରିବା ନା। ଯେତିକି ଆବଶ୍ୟକ ସେତିକି କଥା କହିବା। ଆଉ ଯିଏ ବେଶୀ କଥା କୁହନ୍ତି, ବେଶୀ ପ୍ରକଳ୍ପ କରନ୍ତି, ସେ ନାମରେ ମନ ଲାଗିବନି। ଆପଣ ଦେଖୁନାହାନ୍ତି, ପରୀକ୍ଷା କରନ୍ତୁ, ପରୀକ୍ଷା କରି ଦେଖନ୍ତୁ, ହବନି। ଆପଣ ବାକ୍ ସଂଯମ କରନ୍ତୁ। ବାକ୍ ସଂଯମ କଲେ କଣ ଲାଭ ଆପଣ ନିଜେ ଫିଲ୍ କରିବେ। ବାକ୍ ସଂଯମ କରନ୍ତୁ, ନାମରେ ମନ ଲଗାନ୍ତୁ, ନାମ କରନ୍ତୁ, କଣ ଲାଭ ହବ ନିଜେ ଫିଲ୍ କରିବେ। ରସଗୋଲା ଟା ମିଠା, ମିଠା ନା ନାଇଁ? କେମିତିଆ? ଛେନାପୋଡ ମିଠା କେମିତିଆ? ମିଠା ତ ସବୁ, ଚିନି ବି ମିଠା, ଛେନାପୋଡ ମିଠା, ରସଗୋଲା ମିଠା, ସବୁ ମିଠା। କେମିତି ମିଠା? ଖାଇବାର ଯିଏ ସେ ଜାଣିବ। ଭକ୍ତି ଠିକ ସେୟା। ଯିଏ ଭକ୍ତି କରିବ ତା ରସଟା କଣ ସେ ଜାଣିବ। କଥାରେ ଅଛି ବା ନା କଣ, ହରିନାମେ କି ରସ ଅଛି। ତାହେଲେ ହରିନାମ ଆମେ ସମସ୍ତେ କରୁଛନ୍ତି। ବର୍ତ୍ତମାନ ତ ପଚାରିଲି କାହା ପାଖରେ ମାଳା ନାହିଁ, ସମସ୍ତଙ୍କ ପାଖରେ ଅଛି, ସମସ୍ତେ ନାମ କରୁଛନ୍ତି। କଣ ରସ ପାନ କରୁଛନ୍ତି କହିଲ? ହରିନାମେ କି ରସ ଅଛି, ପାନ କଲା ଲୋକ ସିନା ଜାଣିଛି। ତ ଆମେ ତ ସବୁ ପାନ କରୁଛେ ନା ନାଇଁ? କିଏ ଗ୍ଲାସଟେ, କିଏ 2 ଗ୍ଲାସ, କିଏ ନାକ ପର୍ଯ୍ୟନ୍ତ, କିଏ କେତେ ପାନ କରୁଥିବେ ହରିନାମ। ତ କଣ ରସ କିଛି ପାଉଛନ୍ତି ନା ନାଇଁ? ମିଳୁଛି। ସମସ୍ତଙ୍କ ରସଟା କଣ ସମାନ ନା? ସମସ୍ତଙ୍କ ଅନୁଭବ କଣ ସମାନ ଥିବ ନା? ତ ସେ ଉନ୍ନତ ଅନୁଭବଟା କେମିତି ହବ? ଏ ହଉଛି ତାର ସାଧନ ସବୁ। ସମସ୍ତ ଅନୁଭବଟା କଣ ହୁଏ ଜାଣିଛ ନା? ମାନେ ରସଟା ଆସ୍ୱାଦନ ହବନି। ଯେମିତି ଆପଣ ଦେଖୁନ, ଭଲ ଜିନିଷ ରୋଷେଇ ହେଇଥିବ, ଭଲ ଜିନିଷ ଖାଇବା ପାଇଁ ଥିବ, ରସଗୋଲା ଖାଇବା ପାଇଁ ଥିବ, ରସଗୋଲା ଥୁଆ ହେଇଥିବ, କିନ୍ତୁ ଗରମ କ୍ଷୀର ପିଇଦେଲେ ଆଗେ, ଜିଭଟା ପୋଡିଗଲା, ଗଲା। ଜିଭ ପୋଡିଗଲା ମାନେ ରସଗୋଲା ଖାଉଥା, ଆଉ ଟେଷ୍ଟ ଲାଗିବ ନାହିଁ। କାହିଁକି? ସେ ରସଗୋଲା ଟେଷ୍ଟ ଅଛି, ଜିଭଟା ପୋଡି ଯାଇଛି ନା ନାଇଁ? ଜିଭ ପୋଡିଲେ ସେୟା ହବ। ସେଦିନ ଶୁଣିଥିଲେ ନା କଣ, ଯୋଉ କଣ ସେଟା, ଗୋଡମାରି ପତ୍ର। ଆଉ ଗୋଡମାରି ପତ୍ର ଖାଇଦେଲା ମାନେ ସେ ଟେଷ୍ଟ ଆଉ କିଛି ଜାଣିପାରିବନି। ଏଇ ଯୋଉ ସଂସାର ପ୍ରଜଳ୍ପ, ଏଇ ଯୋଉ ଅଲଗା ଏଗୁଡା ସବୁ ଗୋଡମାରି, କଣ ଏ ଗୋଡମାରି ପତ୍ର ଭଳି ଆଉ। ନାମର ଟେଷ୍ଟ କିଛି ମିଳିବନି। ଖାଲି ଚାଲିଥିବା ମେକାନିକାଲି। ମୁଁ ଏଇଟା କହୁନି, ମନରୁ କହୁନି। ଆମେ ଦୃଷ୍ଟାନ୍ତ ଦ୍ଵାରା, ଉଦାହରଣ ଦ୍ଵାରା ବୁଝଉଛୁ, ସାଧୁଗୁରୁଙ୍କ କୃପାରୁ ଯାହା କିଛି। ଗୁରୁଦେବ ସେଟା କହିছে ନା, ଖାଲି ଅକ୍ଷର ଖାଲି ଉଚ୍ଚାରଣ ହଉଥିବ, ଆଉ କିଛି ନାହିଁ। ଖାଲି ଅକ୍ଷର ଉଚ୍ଚାରଣ ହଉଥିବ, ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ, ବୁଲି 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 ସବୁଆଡେ ବୁଲା ହେଇଥିବ, ନାମ ବି ଚାଲିଥିବ। ନାଇଁ, ନାମଟା କର, ମନା ନାହିଁ। କିନ୍ତୁ
ଯେତିକି ସମୟ କରୁଛନ୍ତି ଶୃଙ୍ଖଳତା ବି ସେତିକି ବସିକି କରିବା ଦରକାର ଗୋଟେ ଜାଗାରେ ମିଶିକି ବସନ୍ତୁ କିଛି ଅସୁବିଧା ନାହିଁ କିନ୍ତୁ ସେତି ସମୟ ବାର୍ତ୍ତାଳାପ ନାହିଁ ମୋବାଇଲ ବନ୍ଦ କରିବେ କାହା ସହିତ କଥାବାର୍ତ୍ତା ନାହିଁ କିଛି ନାହିଁ ସେଭଳି କରିବା ସାଧାରଣ ଯୋଉ କମ ସେ କମ ଯେତିକି ଷୋଳମାଳ ଯୋଉ ଆମେ କରୁଛନ୍ତି ସେଇଟାକୁ ଆମେ ଠିକ କରିଦେବା ଦରକାର ତାପରେ ଅଲଗା ସମୟ ଯେତେ ବୁଲିକି କରନ୍ତୁ କିଛି ଅସୁବିଧା ନାହିଁ ଆଉ ତ ଏମିତି ନୁହଁ ଯେ ଆମେ ତ 64 ମାଳା କରିବା ଗୋଟେ ଜାଗାରେ ବସିକି କରିବା ସେ ତ ସମ୍ଭବ ନୁହଁ ନା ଆମେ ସଂସାର ଭିତରେ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଛେ ସବୁ କାର୍ଯ୍ୟ ଚାଲିବ କିନ୍ତୁ 16 ମାଳାଟା ଠିକ ସେ କରିଦେବା ଦରକାର ତାହେଲେ ହବ ଆଉ ନହେଲେ ବୁଲି ସେ ମାତାଜୀ କହୁଥିଲେ କହିଲେ ମୁଁ କଥା ଶୁଣିଲା ବେଳେ ବସିକି ନାମ କରୁଛି ସିଏ ନାହିଁ ପ୍ରାୟ ମୁଁ ଦେଖେ ବହୁତ ଭକ୍ତ ବେଳେ ବେଳେ କଥା ଶୁଣିଲା ବେଳେ ହଁ ଚାଲ ଦିନ ସାରା ତ ଆଉ ସମୟ ନାହିଁ କଥାରେ ତ ବସିବା 2 ଘଣ୍ଟା ସେଇଠି ଜପିଦବା ଆଉ ଏଇଭଳିଆ ମଧ୍ୟ କେହି ଭାବନ୍ତି କଥାରେ ତ ବସିବା 2 ଘଣ୍ଟା ବସିବା ସେଇଠି ବସିକି ଜପିଦବା ଆଉ ଏ ଜପଟା ଜପରେ ଯାଏ ନା ବରଂ ସେଟା ଅପରାଧ ହବ କାହିଁକି ନାମଟା କଲେ ନାମଟା ଯା ଶୁଣିବା ଦରକାର ନା ଆମେ ଆରେ ତ କଥା ଶୁଣିଲ ତାହେଲେ ନାମଟା ଯୋଉ ହେଲା କଣ ଖାଲି ମାଛ ଯେମିତି ପାଟି ପାକୁ ପାକୁ କରୁଥାଏ ଦେଖିଛ ନା ପାଣିରେ ମାଛ କେମିତି ପାକୁ ପାକୁ କରୁଥାଏ ଏ ନାମଟା ହବ ସେଇଭଳିଆ ଖାଲି ପାଟି ପାକୁ ପାକୁ ଚାଲିଥିବ ଯିଏ ଦେଖିବ ଏଟା କଣ ମାଛ ଭଳିଆ ଖାଲି ପାକୁ ପାକୁ ହଉଛି ଖରାପ ଭାବିବେନି କିନ୍ତୁ ଏସବୁ ସତ୍ୟ କି ନେଇ ଚିନ୍ତା କରନ୍ତୁ ଏ ତ ସିଦ୍ଧାନ୍ତ ମୁଁ କହୁଛି ନା ତେଣୁ ନାମ ଢଙ୍କା ଧ୍ୱନି କରିତେ ଯାଇବେ ଭେଟିବେ ମୁରଲୀଧରକୁ ଭେଟିବେ ସେ କଥା ହିଁ ଭକ୍ତି ଠାକୁର କହୁଛନ୍ତି ଭକ୍ତ୍ୟା ଆବଶ୍ୟ ମନୋଜସ୍ମିନ୍ ବାସସତ୍ ନାମ କୀର୍ତ୍ତନ ତ୍ୟଜନଂ କଳେବରଂ ଯୋଗୀ ମୁଚ୍ୟତେ କାମ କର୍ମ ଭି ଯୋଗୀ ସମସ୍ତ କର୍ମ ବନ୍ଧନରୁ ସିଏ ମୁକ୍ତ ହେଇଯିବ ଆଉ କୌଣସି ଉପାୟ ନାହିଁ ସେଇଥିପାଇଁ କହିଲା ହରେ ନାମୈବ କେବଳମ୍ କଳୌ ନାସ୍ତ୍ୟେବ ଗତିରନ୍ୟଥା ତ ଏଇଭଳି ବୁଝେଇ ବର୍ତ୍ତମାନ ପର୍ଯ୍ୟନ୍ତ ଆସିକି ବର୍ତ୍ତମାନ କହୁଛନ୍ତି ବର୍ତ୍ତମାନ ଦେଖନ୍ତୁ କଥା ବର୍ତ୍ତମାନ ଭୀଷ୍ମଦେବ ବୁଲେଇବେ କଥା ବୁଲେଇକି ଭଗବାନଙ୍କୁ ନିବେଦନ କରିବେ ସଦେବ ଦେବ ଭଗବାନ ପ୍ରତୀକ୍ଷତାମ୍ କଳେବରଂ ଯାବଦିଦଂ ହିରମ୍ୟହମ୍ ପ୍ରସନ୍ନଃ ସାରୁଣଲୋଚନୋଲ୍ଲସତ୍ ମୁଖಂ ଭୁଜୋ ଧ୍ୟାନ ପଥଶ୍ଚତୁର୍ଭୁଜେ ସଦେବ ଭଗବାନ ପ୍ରତୀକ୍ଷତାମ୍ ବର୍ତ୍ତମାନ ଦେଖନ୍ତୁ କଥା ଏ ପର୍ଯ୍ୟନ୍ତ କହୁଥିଲେ କାହାକୁ ପାଣ୍ଡବ ମାନଙ୍କୁ କହୁଥିଲେ ଯୁଧିଷ୍ଠିରଙ୍କୁ ପାଣ୍ଡବ ମାନଙ୍କୁ ବୁଝାଉଥିଲେ ବର୍ତ୍ତମାନ କଥା ବୁଲେଇଲେ କୃଷ୍ଣଙ୍କ ଆଡକୁ ଭକ୍ତି ଆବଶ୍ୟ ଇତ୍ୟାଦି ଭକ୍ତିରେ ଆବିଷ୍ଟ ହବା ମନକୁ ଭଗବାନ ପାଖରେ ସ୍ଥିର କରିବା ନାମ ସଂକୀର୍ତ୍ତନ କରି ଈଶ୍ୱର ଛାଡିବାରେ ଜୀବ ସମସ୍ତ କର୍ମ ବନ୍ଧନରୁ ମୁକ୍ତ ହେଇକି ଭଗବାନଙ୍କୁ ପ୍ରାପ୍ତ ହୁଏ ଭକ୍ତି ଆବଶ୍ୟ ଇତ୍ୟାଦି ପ୍ରତୀକ୍ଷତାମ୍ କ୍ଷଣମ୍ ଅତ୍ରେବ ତିଷ୍ଠତୁ ଯାବତ୍ ଅହମ୍ କିଞ୍ଚିତ୍ ବିଲମ୍ବ୍ୟ ଚକ୍ଷୁର୍ଭ୍ୟାମେବ ସୌନ୍ଦର୍ଯ୍ୟାମୃତ ପିବନ୍ ସ୍ୱସ୍ୟ ମନୋଲ୍ଲପ ପ୍ରକାଶନ୍ ସ୍ତୌମି ଇତି ଭାବ କାହିଁକି ଏଟା କହୁଛନ୍ତି ଏ ଯୋଉ ଶ୍ଲୋକଟା କାହିଁକି କହୁଛନ୍ତି ଚକ୍ରପାତ କହିଲେ ପ୍ରତୀକ୍ଷତାମ୍ କ୍ଷଣମ୍ ଅତ୍ରେବ ତିଷ୍ଠନ୍ତୁ ପ୍ରତୀକ୍ଷତା ଆପଣ ଟିକେ ଗୋଟେ କ୍ଷଣ ଏଠି ଅପେକ୍ଷା କରନ୍ତୁ ଭଗବାନଙ୍କ ପାଖରେ ନିବେଦନ କରୁଛନ୍ତି ଆପଣ ଗୋଟେ କ୍ଷଣ ଅପେକ୍ଷା କରନ୍ତୁ ପ୍ରଭୁ କିଛି ସମୟ ଅପେକ୍ଷା କରନ୍ତୁ କେତେ ସମୟ ଯାବତ୍ ଅହମ୍ କିଞ୍ଚିତ୍ ବିଲମ୍ବ୍ୟ ମୁଁ କିଛି ସମୟ ଆପଣଙ୍କୁ କଣ କହୁଛନ୍ତି ଦେଖନ୍ତୁ ଭୀଷ୍ମଦେବ ଏ ବହୁତ ବଡ ଜିନିଷ ସୁନ୍ଦର କଥା କହୁଛନ୍ତି ଅହମ୍ କିଞ୍ଚିତ୍ ବିଲମ୍ବ୍ୟ ଚକ୍ଷୁର୍ଭ୍ୟାମେବ ସୌନ୍ଦର୍ଯ୍ୟାମୃତ ପିବନ୍ ତ ବୁଝିପାରୁଥିବ ଏତ ସହଜ ଶବ୍ଦ ନା ଆପଣ କୃପା କରିକି କିଛି ସମୟ ପାଖରେ ରୁହନ୍ତୁ ମୋ ଚକ୍ଷୁରେ ମୁଁ ଆପଣଙ୍କର ସୌନ୍ଦର୍ଯ୍ୟ ଅମୃତକୁ ପାନ କରିବି ମାନେ ଆପଣ ଚିନ୍ତା କରନ୍ତୁ ସେ ଭକ୍ତ କେମିତି ସେ ଭଗବାନ କେମିତି ମାନେ ଭକ୍ତ ଭଗବାନ ପାଖରେ ନିବେଦନ କରୁଛନ୍ତି ପ୍ରଭୁ ଆପଣ ଟିକେ ରୁହନ୍ତୁ ମୋ ପାଖରେ ମୁଁ ଆପଣଙ୍କ ସୌନ୍ଦର୍ଯ୍ୟ ଅମୃତକୁ ପାନ କରିବି କୃପା କରି ରୁହନ୍ତୁ ଏମିତି ଆଦେଶ ଦଉନାହାନ୍ତି କୃପା କରି ରୁହନ୍ତୁ ଆଉ କଣ କହୁଛନ୍ତି ପିବନ୍ ସ୍ୱସ୍ୟ ମନୋଲ୍ଲାପ ଏଇ ଯୋଉ ମନୋଭାବଟାକୁ ସିଏ ପ୍ରକାଶ କରୁଛନ୍ତି ସ୍ତୌତି ଇତି ଭାବ ସ୍ତୁତି କରିବା ମାଧ୍ୟମରେ ଏଭଳି ତାଙ୍କର ମନୋଭାବକୁ ପ୍ରକାଶ କରୁଛନ୍ତି ନା କେତେ ଦିନ ପର୍ଯ୍ୟନ୍ତ ରହିବେ ନା ହିନୋମି ମୁଁ ଶର ତ୍ୟାଗ କରିବି ସେଥିପାଇଁ କହିଲେ ସଦେବ ଭଗବାନ ପ୍ରତୀକ୍ଷତାମ୍ କଳେବରଂ ଯାବତ୍ ଇଦଂ ହିରମ୍ୟହମ୍ ମୁଁ ଯେଉଁ ପର୍ଯ୍ୟନ୍ତ ଏ କଳେବର ହିନମି ନ ତ୍ୟାଗ କରିଛି ସେ ପର୍ଯ୍ୟନ୍ତ ଆପଣ କୃପା କରି ଟିକେ ମୋ ପାଖରେ ରୁହନ୍ତୁ ତ ଭୀଷ୍ମଦେବ ଏଠି ଗୋଟେ ସୁନ୍ଦର ସିଦ୍ଧାନ୍ତ ଆମ ପାଇଁ ବି ରହିଛି
ତ ଭୀଷ୍ମଦେବ ସ୍ୱତନ୍ତ୍ର ଥିଲେ କି ନାହିଁ? ସ୍ୱତନ୍ତ୍ର ଥିଲେ ମାନେ କ'ଣ? ମାନେ ମୃତ୍ୟୁ ଉପରେ ଇଚ୍ଛା ମୃତ୍ୟୁ ତାଙ୍କର ଅଧୀନସ୍ଥ, ଇଚ୍ଛା ମୃତ୍ୟୁ, ସେ ଇଚ୍ଛା କରିବେ ତ ଶରୀର ଛାଡ଼ିବେ। ଆମେ ସ୍ୱତନ୍ତ୍ର କି? ସେ ସ୍ୱତନ୍ତ୍ର ଥିଲେ, ଭଗବାନ ତାଙ୍କ ପାଖରେ ଥିଲେ, ସେଇଭଳି ନିବେଦନ କରୁଥିଲେ। ଆମେ ତ ସ୍ୱତନ୍ତ୍ର ନୁହଁ। ତାହେଲେ ଆମେ ଭଗବାନ ପାଖରେ କେମିତି ନିବେଦନ କରିବା ଉଚିତ? ସିଏ ଭଗବାନ ପାଖରେ ନିବେଦନ କରୁଛନ୍ତି, ପ୍ରଭୁ ମୋ ଶରୀର ଛାଡ଼ିବା ପର୍ଯ୍ୟନ୍ତ ଆପଣ ଟିକେ ରୁହନ୍ତୁ ମୋ ପାଖରେ। ତ ଆମେ ଭଗବାନ ପାଖରେ କେମିତି ନିବେଦନ କରିବା? ଏଇ ଭାବକୁ ଯଦି ନେଇକି ପ୍ରଭୁ ମୋ ଶରୀର ଛାଡ଼ିବା ପର୍ଯ୍ୟନ୍ତ ରୁହନ୍ତୁ ଆମେ କହିପାରିବା? ଆମେ ତ ଜାଣିନେ କେତେବେଳେ ଶରୀର ଛାଡ଼ିବା। ହେଲା, ଯଦି ସେ ଭାବରେ କହିବା ତାହେଲେ ସବୁ ସମୟରେ ଭଗବାନଙ୍କୁ ଚିନ୍ତନ କରିବା, ସବୁ ସମୟରେ ଭଗବାନ ଦର୍ଶନ କରିବା ପାଇଁ ସେଭଳି ଲାଳିତ ହେବା ଉଚିତ। ତାମାନେ ଆମର ଭାବଟା କ'ଣ ହବା ଉଚିତ? ସବୁ ସମୟରେ ଆମେ କେବଳ କୃଷ୍ଣ ଚିନ୍ତା, କୃଷ୍ଣ ସେବା, କୃଷ୍ଣ କଥା, କୃଷ୍ଣ ଭକ୍ତଙ୍କ ସଙ୍ଗ, ଏଇଥିରେ ହିଁ ସମୟ ବିତେଇବା ଉଚିତ। ବା ଜଗତର ଯେଉଁ କାର୍ଯ୍ୟ ବି କରୁଛନ୍ତି ସେ ସମସ୍ତ କାର୍ଯ୍ୟକୁ କୃଷ୍ଣ ସମ୍ବନ୍ଧରେ ସମ୍ବନ୍ଧିତ କରିକି ଦେଖିବା ଉଚିତ। ଇଏ ହେଉଛି ସାଧକ ମାନଙ୍କ ପାଇଁ ଶିକ୍ଷା। ସବୁ କିଛି କୃଷ୍ଣ ସମ୍ବନ୍ଧରେ ସମ୍ବନ୍ଧିତ କରିବେ, ତାହେଲେ ଲାଭ। ଇଏ ଭୀଷ୍ମଦେବଙ୍କ ମାଧ୍ୟମରେ ଆମକୁ ଏଇଟା ଶିକ୍ଷା। ତ କେତେ ସୁନ୍ଦର ସେ ନିବେଦନ କରୁଛନ୍ତି। ଆମେ ତ ପାରିବାନି, ଏଭଳି ନିବେଦନ କରିପାରିବାନି। ଆମେ ଏଭଳି ସାଧନ କରିବା। ସେ ନିବେଦନ କରୁଛନ୍ତି, ମୁଁ ଦେଖିବି କଳେବରଂ ଯାବତ୍ ହୀନୋମି ଅହମ୍ ଇଦମ୍ ପଞ୍ଚଭୌତିକ ଶରୀରମ୍ ହୀନୋମି ଅହମ୍। କ'ଣ ଦେଖିବି ନା ପ୍ରସନ୍ନ ହାସ ଅରୁଣ ଲୋଚନ ଉଲ୍ଲସତ୍। ପ୍ରସନ୍ନ ବଦନ, ଆପଣଙ୍କ ଯୋଉ ପ୍ରସନ୍ନ ବଦନ, ହାସ୍ୟ ହାସ୍ୟ ପ୍ରସନ୍ନ ବଦନ, ଉଲ୍ଲସତ୍ ଅତ୍ୟନ୍ତ କ'ଣ ତେଜିଆନ, ପ୍ରଫୁଲ୍ଲ ପ୍ରସନ୍ନ ବଦନକୁ ମୁଁ ଦର୍ଶନ କରିବି। ମୁଖାମ୍ଭୁଜ ଧ୍ୟାନ ପଥଶ୍ଚତୁର୍ଭୁଜେ। ମୁଖାମ୍ଭୁଜ, ଆପଣ ସେ ମୁଖାମ୍ଭୁଜକୁ ମୁଁ ଦର୍ଶନ କରିକି ଶରୀର ତ୍ୟାଗ କରିବି। ତ ଆପଣ ଟିକେ ରୁହନ୍ତୁ। ଏଇଠି ପ୍ରଭୁପାଦ ମହାରାଜ ଲେଖିଲେ ଭୀଷ୍ମଦେବଙ୍କର ଭାବଟା କେତେ ସୁନ୍ଦର। ମାନେ ଦୈନ୍ୟ ଭାବଟା ତାଙ୍କର କେତେ ପୁଷ୍ଟ ଥିଲା। ଏଠି ଦେଖନ୍ତୁ, ଆଦେଶ ଦଉନାହାନ୍ତି ପ୍ରଭୁ ଆପଣ ଟିକେ ରୁହନ୍ତୁ, ନାଇଁ ନାଇଁ ଆପଣ କୃପା କରି ମତେ ମାନେ ଦର୍ଶନ ଦେଇଛନ୍ତି, କୃପା କରି ଟିକେ ରୁହନ୍ତୁ। ତ ପ୍ରଭୁପାଦ ସେଟା ଲେଖିଲେ। ଶ୍ରୀଧର କଥା ଲେଖିଛନ୍ତି, ଯୋ ଅନ୍ତ୍ୟଶ୍ଚିନ୍ତ୍ୟତେ କେବଳଂ ସ୍ୱ ଅଗ୍ରତ ସ୍ଥିତ ସନ୍ମାଂ ପ୍ରତୀକ୍ଷତ ମିତ୍ୟର୍ଥ। ଅନ୍ତିମ ସମୟରେ ଯାହାକୁ ଚିନ୍ତନ କରି କଳେବର ତ୍ୟାଗ କରାଯାଏ, ସେ ତ ମୋ ସାମ୍ନାରେ ଅଛନ୍ତି ନା, ସେଥିପାଇଁ ମୁଁ ତାଙ୍କୁ ନିବେଦନ କରୁଛି। ତ ଏଇଭଳି ଚିନ୍ତା କରି ସେ କହୁଛନ୍ତି। ପ୍ରଭୁପାଦ ଲେଖିଲେ, ଏ ବୈଷ୍ଣବ ଇଜ ଅଲୱେଜ ହମ୍ବଲ ଇନ ହିଜ ବିହେଭିୟର। ଜଣେ ବୈଷ୍ଣବ ସବୁ ସମୟରେ ତାଙ୍କର ବ୍ୟବହାରରେ ସେ ଦୈନ୍ୟ ସ୍ୱଭାବ ବିଶିଷ୍ଟ ଅଟନ୍ତି। Although it was 100% certain that Bhishmadev was approaching Vaikuntha Dham just after leaving the material body, ଯଦିଓ ଏଇଟା 100% ସତ୍ୟ ଯେ ଭୀଷ୍ମଦେବ ଶରୀର ଛାଡ଼ିବା ପରେ ଭଗବାନଙ୍କ ଧାମକୁ ନିଶ୍ଚିତ ଯିବେ, still as a humble Vaishnava he desired to see the beautiful face of the Lord. ତଥାପି ଜଣେ ହମ୍ବଲ ବୈଷ୍ଣବ, ଅତ୍ୟନ୍ତ ଦୈନ୍ୟ ସ୍ୱଭାବ ବିଶିଷ୍ଟ ବୈଷ୍ଣବ ଦୃଷ୍ଟିକୋଣରୁ ସେ ଆଜି କେତେ ସୁନ୍ଦର ନିବେଦନ କରୁଛନ୍ତି ଭଗବାନଙ୍କୁ ଯେ ପ୍ରଭୁ ଆପଣ ଟିକେ ମୋ ପାଖରେ ରୁହନ୍ତୁ। ଆରେ ଭଗବାନ ଆସିଛନ୍ତି ମୋ ପାଖକୁ, ତୁମକୁ କୃପା କରିବା ପାଇଁ ଆସିଛନ୍ତି। ତେଣୁ ଏଇଟା 100% ସତ୍ୟ ଯେ ଭୀଷ୍ମଦେବ ଶରୀର ଛାଡ଼ିବା ପରେ ଯିବେ ଭଗବାନ ପାଖକୁ, କିନ୍ତୁ ବୈଷ୍ଣବର ସ୍ୱଭାବଟା କେମିତି ହବା ଉଚିତ? ବିଷ୍ଣୁ କେମିତି? ତାହେଲେ ଆମେ ଭଗବାନଙ୍କୁ ପାଇବା ପାଇଁ ଯୋଗ୍ୟତା କ'ଣ ଏଇଠୁ ବୁଝିନେବେ। ତ ଧ୍ୟାନ ପଥରେ ଅନ୍ତିମରେ କିଏ ଆସେ? ଭଗବାନ ଆସିବେ। ଯଦି ଆମେ ସେଭଳି ନିଜକୁ ପ୍ରସ୍ତୁତ କରିଥିବା, ସେଭଳି ଯଦି ନିଜକୁ ପ୍ରସ୍ତୁତ କରିଥିବା, ତେବେ ଅନ୍ତିମ ସମୟରେ ଭଗବାନ ଆସିବେ। ନଚେତ କ'ଣ ଏ ସଂସାରରେ ଯୋଉ କାମ, କ୍ରୋଧ, ଲୋଭ, ଈର୍ଷା, ଦ୍ୱନ୍ଦ୍ୱ ଏଗୁଡ଼ା ଯୋଉ ଧରିକି ଆମେ ରଖିଛେ ଭିତରେ, ଏଗୁଡ଼ାକ ହିଁ ଆମ ସାଙ୍ଗରେ ଯିବ। ବାସ୍, ଆମେ ଶୁଦ୍ଧ ହେଇପାରିଲେନି, ମଣିଷ ଜନ୍ମ ମିଳିଥିଲା ଶୁଦ୍ଧ ହବା ପାଇଁ, ଶୁଦ୍ଧ ହେଇପାରିଲେନି। ଆମ ପ୍ରତି ଯୋଉ ବିଭିନ୍ନ ପ୍ରକାର ସବୁ ପରିସ୍ଥିତି ଆସୁଛି, କ'ଣ ଅନୁକୂଳ ପ୍ରତିକୂଳ ପରିସ୍ଥିତିକୁ ନେଇକି ଆମ ଚେତନାକୁ ଆମେ ଅଯଥା ଦୂଷିତ କଲେ, ଅଯଥା କାମ, କ୍ରୋଧ, ଲୋଭର ବଶବର୍ତ୍ତୀ ହେଇକି ଆମେ ନିଜେ ହିଁ ନିଜକୁ ଦୂଷିତ କଲେ। ବାସ୍, ଗଲାବେଳେ ସେଇ ଜିନିଷକୁ ସମ୍ପତ୍ତି କରିକି ନେଲେ। ଏଇଟା ହେଲା ଆମ ପାଇଁ ଶିକ୍ଷା। ତେଣୁ ଆମେ କ'ଣ ହବା ଉଚିତ, କେମିତି ସଚେତନ ହବା ଉଚିତ, ନିଜେ ନିଜେ ଚିନ୍ତା କରିବେ। ଯେତେବେଳେ ଏତିକି କହିଲେ ହେ ପ୍ରଭୁ ଆପଣ ମୋ ପାଖରେ କିଛି ସମୟ ଅପେକ୍ଷା କରନ୍ତୁ, ମୁଁ ଆପଣଙ୍କୁ ଦର୍ଶନ କରିକି କଳେବରକୁ ତ୍ୟାଗ କରିବି। ଖାଲି ଦର୍ଶନ କରିବି କି? ପୂର୍ବ ଯଦି କହୁଥିଲେ ନାମ ସଂକୀର୍ତ୍ତନ କଥା, ଆଉ ଖାଲି ଦର୍ଶନ କରିବି କି? ଦର୍ଶନ କରିବି, ସ୍ତୁତି କରିବି,
ତେଣୁ ଆପଣ ଟିକେ ରୁହନ୍ତୁ। କେତେ ସୁନ୍ଦର ସେ ନିବେଦନ କରୁଛନ୍ତି। ଆଉ ଇଏ ହଉଛି ଭକ୍ତର ଭାବ। ଠିକ ଏଇ ଭାବରେ ଠିକ ଭାବିତ ଥିଲେ ହରିଦାସ ଠାକୁର। ହରିଦାସ ଠାକୁର ଭଗବାନଙ୍କୁ ଏଇଭଳି ନିବେଦନ କରିଥିଲେ। ହରିଦାସ ଠାକୁର ନିର୍ଜଣ କୋଉଠି ଅଛି? କୋଉଠି ଅଛି ପ୍ରଭୁ ଜାଣିଥିବେ? ଅଛି? ହରିଦାସ ଠାକୁରଙ୍କୁ ମହାପ୍ରଭୁ ଧରିକି କୀର୍ତ୍ତନ କରୁଥିବେ, ପୁରା ନୃତ୍ୟ କରୁଥିବେ। ସେ ଚିତ୍ର ହରିଦାସ ଠାକୁର ସ୍ୱର ଛାଡ଼ିଲା ପରେ ତାଙ୍କ ସ୍ୱରଟାକୁ ମହାପ୍ରଭୁ ଧରିଥିବେ। ମୋ ମୁଣ୍ଡ ଉପରେ କୋଉଠି? ହରିଦାସ ଠାକୁର ଏଇଟା ନାଇଁ ନାଇଁ, ମୁଁ ଯୋଉଟା କହୁଛି ସେଇ ଦୃଶ୍ୟଟା ମହାପ୍ରଭୁ ହରିଦାସଙ୍କୁ ଧରିଥିବେ। ହଁ ସେଇଠି ଥିବ, ଏଇଠି ନାହିଁ, ସିଆଡେ ଥାଇପାରେ। ହରିଦାସ ଠାକୁର ସ୍ୱର ଛାଡି ସାରିଥିବେ, ସ୍ୱର ଛାଡିଲା ପରେ ମହାପ୍ରଭୁ ଧରିଥିବେ ସେ ସ୍ୱରଟାକୁ। ହଁ ଭଲ, ପ୍ରଭୁପାଦ କେତେ ସୁନ୍ଦର ସବୁ କରିଛନ୍ତି ଦେଖୁନାହାନ୍ତି। ତାହେଲେ ଆପଣ ଚିନ୍ତା କରନ୍ତୁ, ଯେତେବେଳେ ଭିତରେ ପଶିବେ, ମୋର ନିବେଦନ, ଯେତେବେଳେ ଭିତରେ ପଶିବେ, ଠିକ ଅଛି, ଏହାର ଧ୍ୟାନ ଦିଅନ୍ତୁ ସମସ୍ତେ। ଯେତେବେଳେ ମନ୍ଦିରକୁ ଆସୁଛନ୍ତି, ଭିତରୁ ଯେତେବେଳେ ଆସୁଛନ୍ତି, ଆମକୁ କୃଷ୍ଣ ଚେତନଶୀଳ ହବା ପାଇଁ ପ୍ରଭୁପାଦଙ୍କ କୃପାରୁ ଆମକୁ ମିଳିଛି କି ନାହିଁ? ସବୁ ଆମେ ବହି ଖୋଜିକି ପାଇବା ନାହିଁ, ଗ୍ରନ୍ଥ ଖୋଜିକି ପାଇବାନି, ସବୁବେଳେ ଆସି ଦେଖୁନାହାନ୍ତି। ଦେଖିଲେ ସେ ଜିନିଷ ଦେଖିଲା ମାନେ ଭକ୍ତି ହବ। କାହିଁକି? ଏ ଶୁଦ୍ଧ ସାଧୁଙ୍କର ଏ ସବୁ ରଚିତ, ଅଙ୍କିତ, ଶୁଦ୍ଧ ସାଧୁଙ୍କ ନିର୍ଦ୍ଦେଶ ଏସବୁ ହେଇଛି। ଏସବୁ ଯଦି କିଏ ଦର୍ଶନ ବି କରନ୍ତି, ଦର୍ଶନ କରି ତାକୁ ଚିନ୍ତନ କରୁନାହାନ୍ତି। କିଏ କହିବ ଭଗବାନ ଲୀଳା ମୁଁ ଜାଣିନି, ଚିନ୍ତନ କରିପାରୁନି। ଦର୍ଶନ କରି ଚିନ୍ତନ କର, ଲେଖା ତ ହେଇଛି କୋଉଟା ଲୀଳା କଣ, ତାକୁ ଦର୍ଶନ କରନ୍ତୁ। ଦର୍ଶନ କରି ଯାଇକି ଭାଗବତରେ ଖୋଜନ୍ତୁ କୋଉଠି ଅଛି। କୋଉଠି ଯଦି ଖୋଜିବେ, ପଢିବେ, ତା ବିଷୟରେ ଆଲୋଚନା କରିବେ। ମନ୍ଦିରକୁ ଆସିବାର ତାତ୍ପର୍ଯ୍ୟ ସେୟା। ମନ୍ଦିରକୁ ଆସିବେ, ଭଗବାନଙ୍କ ବିଷୟରେ ଆଲୋଚନା କରିବେ, ଭଗବାନଙ୍କ ବିଷୟରେ ଶୁଣିବେ, ଭଗବାନଙ୍କ ବିଷୟରେ ଜାଣିବେ। ଭକ୍ତିର ପୋଷଣ ପାଇଁ ମନ୍ଦିରକୁ ଆସନ୍ତି। ଭକ୍ତିର ପୋଷଣ ପାଇଁ ହିଁ ସାଧୁସଙ୍ଗ କରନ୍ତି, ମନ୍ଦିରକୁ ଆସନ୍ତି। ଏଇଥିପାଇଁ ଏଇଠି ଆସି ଅଲଗା କଥାବାର୍ତ୍ତା ହେଲେ ଆମେ ତ ଭକ୍ତିକୁ ଆମେ ପ୍ରାପ୍ତ ହେଇପାରିବାନି, ଆମେ ହିଁ ନିଜର କ୍ଷତି କରୁଛେ ନା। ତ ପ୍ରଭୁପାଦ କେତେ ସୁନ୍ଦର ଆମ ସବୁ ବ୍ୟବସ୍ଥା କରିଛନ୍ତି ଦେଖୁନାହାନ୍ତି। ଏଇଠି ଆସି ସଂସାର କଥା ପଡିବ, ସେ ଅମୁକ ହେଲା, ସମକ ହେଲା, ସମକ ହେଲା, ଜାଣିଛୁ ସେଟା ହେଲା, ସେଟା ହେଲା, ସେଟା ହେଲା। ଏସବୁ ହେଇଛି କଣ ପାଇଁ? ସଂସାର ଚିନ୍ତା କରିବା ପାଇଁ ନା କୃଷ୍ଣ ଚିନ୍ତା କରିବା ପାଇଁ? ତ ଏ କଥାରେ ମୁଁ କହୁଥିଲି, ତ ହରିଦାସ ଠାକୁର ବି ଠିକ ଏଇଭଳି ହିଁ ଚିନ୍ତା କରୁଥିଲେ। ତାକୁ ଗାନ କରିବା ପାଇଁ ସମୟ ନାହିଁ। ହରିଦାସ ଠାକୁର ଭାବଟା ଦେଖୁନାହାନ୍ତି କିଭଳି। ହୃଦୟ ଧରି ମୁଁ ତମାର କମଳ ଚରଣ, ନୟନେ ଦେଖିବୁ ତମାର ଚନ୍ଦ ବଦନ, জিহ্বায় উচ্চারে মো তোমার শ্রীকৃষ্ণ চৈতন্য নাম, এই মতো মোর ইচ্ছা ছাড়ি মো পরাণ, মোর এই ইচ্ছা যদি তোমার প্রসাদে হয়, এই নিবেদন মোর কর দয়াময়। হরিদাস ঠাকুর ঠিক এই প্রার্থনা, বিষ্ণুদেবর যেমনি ভাব, হরিদাস ঠাকুর সেই ভাব। ভক্ত্যাবেশ্য মনোজস্মিন বাচা যত্নাম কীর্তন, ଚେତନଂ କଳିବରଂ ଯୋଗୀ ମୁଚ୍ଛନ୍ଦେ କାମ କର୍ମ ଭି। ତାପରେ ଭୀଷ୍ମଦେବ ଯୋଉ କହିଲେ, ସଦେବ ଦେବ ପ୍ରତୀକ୍ଷାତାଂ, ହେ ଦେବଦେବ, ହେ ଭଗବାନ, ଆପଣ ଟିକେ ପ୍ରତୀକ୍ଷାତାଂ, ଟିକେ ଅପେକ୍ଷା କରନ୍ତୁ, ମତେ ଟିକେ କୃପା କରନ୍ତୁ। କଳେବରଂ ଯାବତ ଇଦଂ ହୀନମ୍ୟହମ୍, ମୁଁ ଯେଉଁ ପର୍ଯ୍ୟନ୍ତ କଳେବର ଛାଡିନି। ପ୍ରସନ୍ନ ହା ଶରଣ ଲୋଚନ ଉଲ୍ଲସତ୍, ଆପଣଙ୍କର ପ୍ରସନ୍ନ ବଦନକୁ ଦେଖିବି, ଦେଖନ୍ତୁ ସେ କଥା ହିଁ ଲେଖିଲେ। ହୃଦୟ ଧରି ମୁଁ ତମାର କମଳ ଚରଣ, ନୟନେ ଦେଖିମୁ ତମାର ଓଚନ୍ଦ ବଦନ। ବିଷ୍ଣୁଦେବଙ୍କର ଭାବ ଦେଖନ୍ତୁ, ହରିଦାସ ଠାକୁରଙ୍କ ଭାବ ଦେଖନ୍ତୁ, ସମାନ। ଠିକ ସେଇ ଭାବ। ଜିହ୍ବାଏ ଉଚ୍ଚରେ ମୁଁ ତମାର ଶ୍ରୀକୃଷ୍ଣ ଚୈତନ୍ୟ ନାମ, ଏଇ ମତ ମୋର ଇଚ୍ଛା ଛାଡି ମୋ ପ୍ରାଣ। ଏଇଭଳି ମୋର ଇଚ୍ଛା, ମୁଁ ପ୍ରାଣ ଛାଡିବି। ମୋର ଏଇ ଇଚ୍ଛା ଯଦି ତମାର ପ୍ରସାଦ ହୟ, ମୋର ଇଚ୍ଛାଟା ଯଦି ଆପଣଙ୍କର ପ୍ରସାଦରେ ଯଦି ସଫଳ ହୁଏ, ତାହେଲେ ଭଲ ହବ। ମୁଁ ଏଇଟା ହିଁ ନିବେଦନ କରୁଛି, ଏଇ ନିବେଦନ ମୋର କରେ ଦୟାମୟ। ହେ ଦୟାମୟ, ମୁଁ ଏ ନିବେଦନ କରୁଛି, ଏଇଟା ମୋର ହଉ। ତ ଆମ ପାଇଁ ଏସବୁ କେତେ ସୁନ୍ଦର, ସାଧୁମାନଙ୍କ ଦ୍ଵାରା, ଭକ୍ତମାନଙ୍କ ଦ୍ଵାରା ଆମକୁ ଏସବୁ ଶିକ୍ଷା ମିଳେ। ତ ଏଇଭଳି ଯେତେବେଳେ କହିଲେ, ସେଇ ସମୟରେ ସୁତ ଗୋସାଇଁ କହୁଛନ୍ତି, ସେଇ ସମୟରେ ଯେତେବେଳେ ଏଇଭଳି କହିଲେ, ତତଃ ସାନୁକମ୍ପଂ ବାକ୍ୟମ୍ ଆକର୍ଣ୍ଣ୍ୟ, ପିତାମହଙ୍କର ଏଇଭଳି ଅନୁକମ୍ପାମୂଳକ ବାକ୍ୟ ଯେତେବେଳେ ଶୁଣିଲେ, ଅନୁକମ୍ପାମୂଳକ ବାକ୍ୟ ମାନେ କଣ? ପିତାମହ ବର୍ତ୍ତମାନ ଇଚ୍ଛା କଲେଣି ଶରୀର ଛାଡିଦେବେ, ସେ ତ ଇଚ୍ଛା ମୃତ୍ୟୁର ଅଧିକାରୀ। ସିଏ କଣ ଯୁଧିଷ୍ଠିରଙ୍କୁ ଯାହା ବୁଝଉଥିଲେ, ହଠାତ୍ ତାଙ୍କର କଥା ବଦଳିଲା, କୃଷ୍ଣଙ୍କ ଆଡୁ ଆସିଗଲା। ତାଙ୍କର ବର୍ତ୍ତମାନ ବିଚାର ଆସିଲାଣି, ମୋ ଶରୀର ଛାଡି ଆପଣ ଟିକେ ରୁହନ୍ତୁ, ମୁଁ ଆପଣଙ୍କୁ ଦର୍ଶନ କରିବି, ସ୍ତୁତି କରିବି, ଛାଡିବି।
ସେଇ ସମୟରେ ସତେ ଯେମିତି ଯୁଧିଷ୍ଠିର ମହାରାଜଙ୍କ ଅନ୍ତର ଭିତରେ ଭଗବାନ ହିଁ ତାଙ୍କୁ ପ୍ରେରଣା ଦେଲେ, ହେ ଯୁଧିଷ୍ଠିର, ଇଏ ବର୍ତ୍ତମାନ ଯୁଧିଷ୍ଠିର ଶରୀର ଛାଡିବା ପାଇଁ ଯେହେତୁ ଇଚ୍ଛା କଲେଣି, ଶରୀର ଛାଡିଦେବେ। ତେଣୁ ସିଏ ଆଉ ମନ ତାଙ୍କର ଆଉ କୁଆଡେ ଯିବନି, ସିଏ ମତେ ହିଁ ଦର୍ଶନ କରି, ମତେ ସ୍ମରଣ କରିକି, ମୋ ନାମ କରିକି ଶରୀର ଛାଡିଦେବେ। ତେଣୁ ତୁମର ବହୁତ କିଛି ଜାଣିବାର ଅଛି, ତାଙ୍କୁ ପଚାରି ନିଅ। ବହୁତ କିଛି ଧର୍ମ ତୁମର ଜାଣିବାର ଅଛି, ବହୁତ ଶିକ୍ଷା ତୁମର କରିବାର ଅଛି, ତ ତମେ ତାଙ୍କୁ ପଚାରି ନିଅ। ତ ଏଇଟା ଭଗବାନଙ୍କର ପ୍ରେରଣାରେ ସତେ ଯେମିତି ଯୁଧିଷ୍ଠିର ମହାରାଜ ବୁଝିପାରିଲେ। ଭଗବାନ ତାଙ୍କୁ ନେଇଛନ୍ତି ତାଙ୍କର ମୋହକୁ କାଟିବା ପାଇଁ। ବର୍ତ୍ତମାନ ସୁତ ଗୋସାଇଁ କହୁଛନ୍ତି, ଯୁଧିଷ୍ଠିର ସଦା କନ୍ୟା ଶୟାନଂ ସରପଞ୍ଜରେ ଅପୃଚ୍ଛନ୍ ବିବିଧାନ୍ ଧର୍ମାନ୍ ଋଷିଣାମ୍ ଅନୁଶୃଣତାମ୍। ଯୁଧିଷ୍ଠିର ସଦା ଆକନ୍ୟ ଯେତେବେଳେ ଶୁଣିଲେ ପିତାମହ କଣ କହିଲେଣି ଶରୀର ଛାଡିଦେବେ, ମୁଁ ଯେଉଁ ପର୍ଯ୍ୟନ୍ତ ଶରୀର ଛାଡିନି ଆପଣ ରୁହନ୍ତୁ, ତାମାନେ ମୁଁ ଶରୀର ଛାଡିଦେବି। ବର୍ତ୍ତମାନ ସେ ସ୍ଥିତି ଆସିଲାଣି, ଚିନ୍ତା କଲେଣି। ଶୟାନଂ ସରପଞ୍ଜରେ, ସରପଞ୍ଜରେ ସାଇତ ଥିବା ଅବସ୍ଥାରେ ପିତାମହଙ୍କୁ ଅପୃଚ୍ଛନ୍ ବିବିଧାନ୍ ଧର୍ମାନ୍, ବିବିଧ ଧର୍ମ ବିଷୟରେ ସେ ପଚାରିଲେ। କେତେ ସୁନ୍ଦର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କେତେ ସୁନ୍ଦର ଟୀକାରେ ଉଠେଇଛନ୍ତି ଦେଖନ୍ତୁ। ତର୍ହି ମାଂ କହ ପ୍ରବୋଧୟିଷ୍ୟତି ଇତି ବ୍ୟକ୍ରେ ଅପୃଚ୍ଛତ୍। ମାନେ ଯୁଧିଷ୍ଠିର ଚିନ୍ତା କରୁଛନ୍ତି, ଆରେ ପିତାମହ ବର୍ତ୍ତମାନ ତ ଶରୀର ଛାଡିଦେବେ କହିଲେଣି, ତାହେଲେ ମତେ କିଏ ପ୍ରବୋଧନା ଦବ, ମତେ ବୁଝେଇବ କିଏ? ଏଇଭଳି କଣ ଯୁଧିଷ୍ଠିର ମହାରାଜ ଚିନ୍ତା କରୁଛନ୍ତି। ସେଇଥିପାଇଁ ସେ ପଚାରିଲେ। ଯୁଧିଷ୍ଠିର ତଦା କନ୍ୟା ଶୟାନଂ ସରପଞ୍ଜରେ ଅପୃଚ୍ଛତ୍ ବିବିଧାନ୍ ଧର୍ମାତ୍ ଋଷିଣଂ ଅନୁଶୃଣତାମ୍। ସବୁ ମୁନି ଋଷିଙ୍କ ସମକ୍ଷରେ, କାରଣ ସମସ୍ତେ ଅଛନ୍ତି, ସମସ୍ତେ ଅଛନ୍ତି ନା, ଦେବର୍ଷି ରାଜର୍ଷି ବ୍ରହ୍ମର୍ଷି ସବୁ ଭଗବାନଙ୍କର ଅବତାର, ସମସ୍ତଙ୍କ କଥା ଆମେ ଶୁଣିଥିଲେ, ସମସ୍ତଙ୍କ ଉପସ୍ଥିତିରେ, ସମସ୍ତଙ୍କ ଉପସ୍ଥିତିରେ ସେ ପଚାରୁଛନ୍ତି। ଆଉ ଏଇଠି କେତେ ସୁନ୍ଦର ସୁତ ଗୋସ୍ୱାମୀ କହୁଛନ୍ତି, ହେ ମୁନି ଋଷି ଗଣ, ତୁମେ ଧ୍ୟାନସ୍ଥ ହେଇକି ଶୁଣ। ମାନେ ଯୁଧିଷ୍ଠିର ଭଳି ଯେତେବେଳେ ପଚାରିଲେ ପିତାମହ କଣ କହିବେ ତୁମେ ଶୁଣ। ଏଇ ଯୋଉ ଦୁଇଟା ଅର୍ଥ, ଋଷିଣାମ୍ ଅନୁଶୃଣତାମ୍, ମାନେ ମୁନିମାନଙ୍କ ସମକ୍ଷରେ ସେ ପଚାରିଲେ, ଆଉ ତୁମେ ମଧ୍ୟ ଏଠି ଶୁଣୁଛ, ତେଣୁ ତୁମେ ମଧ୍ୟ ଧ୍ୟାନସ୍ଥ ହେଇକି ଶୁଣ ସେ କଣ କହିଲେ। କିନ୍ତୁ ଗୋଟେ ବିଚିତ୍ର ସ୍ଥିତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଟୀକାରେ ପ୍ରଶ୍ନ ଉଠୁଛନ୍ତି, ଆଚ୍ଛା ସେଇ ସ୍ଥିତିରେ କଣ ପ୍ରଶ୍ନ ପଚରାଯାଏ? ସରସ୍ୱତୀରେ ପାସି ପଡିଛନ୍ତି, ଏଇଭଳି ଅବସ୍ଥାରେ ତାଙ୍କୁ ପଚାରିବାଟା କଣ ଠିକ? ତାଙ୍କଠୁ କିଛି ଜିଜ୍ଞାସା କରିବା, ତାଙ୍କଠୁ ଜ୍ଞାନ ଆହରଣ କରିବା ପାଇଁ ନିବେଦନ କରିବା, ଏଇଟା କଣ ଠିକ? ଚକ୍ରବର୍ତ୍ତୀ ସେଟା କହୁଛନ୍ତି, ଶୟାନଂ ସରେତି ଯଦ୍ୟପି ତଦଶାୟଂ ପ୍ରଶ୍ନଂ ଅନୁଚିତ୍ୟମ୍। ଏ ସରସଜ୍ଜାରେ ସାଇତ ଥିବା ଅବସ୍ଥାରେ ଯଦିଓ ସେଠି ପ୍ରଶ୍ନ ପଚାରିବା ଅନୁଚିତ, ତଦପି ଗତି ଅନ୍ତର ଅଭାବାତ୍ ଇତି ଭାବ। ତଥାପି ଗତି ଅନ୍ତର ଅଭାବାତ୍ ଅର୍ଥାତ୍ ଅଲଗା କୌଣସି ଉପାୟ ନାହିଁ। କାହିଁକି? ଜ୍ଞାନ ରୂପୀ ସୂର୍ଯ୍ୟ ବର୍ତ୍ତମାନ ଅସ୍ତ ହେବା ପାଇଁ ଗଲେଣି ନା, ଆଉ କୌଣସି ଉପାୟ ନାହିଁ, ସେଇଥିପାଇଁ ସେ ପଚାରିଲେ। ନଚେତ ସେ ବି ଜାଣୁଛନ୍ତି ନା ସରସ୍ୱତୀରେ ମୁଁ ତାଙ୍କୁ ପଚାରିଲି ସେ କେତେ କହିବେ। ତାଙ୍କ ତରଫରୁ ଗୁଡା ଯାହା ସବୁ କହୁଥିଲେ, ବର୍ତ୍ତମାନ ପର୍ଯ୍ୟନ୍ତ ଯାହା କିଛି କହୁଥିଲେ ତାଙ୍କ ତରଫରୁ କହୁଥିଲେ ନା, ବିଶ୍ୱନାଥ ତାଙ୍କ ତରଫରୁ କହୁଥିଲେ। କାହିଁକି କହୁଥିଲେ? କୃଷ୍ଣ କହିଥିଲେ ବୋଲି ସେ କହୁଥିଲେ ନା ନାଇଁ? ଆମେ ବର୍ତ୍ତମାନ ଯୋଉ ଶୁଣୁଥିଲେ କୃଷ୍ଣ କହିଲେ ନାଇଁ କି, ତମେ ଯୁଧିଷ୍ଠିରଙ୍କୁ ଟିକେ ବୁଝାଅ, ସେ କହିଥିଲେ ବୋଲି ବର୍ତ୍ତମାନ ବୁଝାଉଥିଲେ ନା। ତ କଣ ଯୁଧିଷ୍ଠିର ମହାରାଜ କେମିତି ପଚାରିବେ? ସରସ୍ୱତୀରେ ପଡିଛନ୍ତି ସେ କେମିତି ପଚାରିବେ ପିତାମହ? ଆଉ ଉପାୟ ନାହିଁ, ସେଥିପାଇଁ ପଚାରିଲେ। ପ୍ରଭୁପାଦ ମହାରାଜ ଆପରେ ବହୁତ ସୁନ୍ଦର ଟୀକା ଲେଖିଛନ୍ତି, ଦେଖନ୍ତୁ କେତେ ସୁନ୍ଦର। ପ୍ରଭୁପାଦ କାହିଁ ଲେଖିଲେ, କଣ ଲେଖିଲେ? ଲର୍ଡ କୃଷ୍ଣ wanted to prove that his pure devotees are always sound in body and mind by the dint of spiritual enlightenment. ଭଗବାନ ଏଟା ଦେଖିବା ପାଇଁ ଚାହୁଁଛନ୍ତି। ଲର୍ଡ କୃଷ୍ଣ wanted to prove that his pure devotees, ତାଙ୍କର ଶୁଦ୍ଧ ଭକ୍ତ ମାନେ, are always sound in body and mind, ସବୁବେଳେ ତାଙ୍କର ଶରୀର ମନରେ ସାଉଣ୍ଡ, ସାଉଣ୍ଡ ମାନେ କଣ ଏଠି ହବ, ମାନେ ଉପଯୁକ୍ତ ସ୍ଥିତିରେ ଅଛନ୍ତି, ବୁଝି ନେବେ ଆଉ, ମାନେ ସ୍ଥିର ସୌମ୍ୟ ସବୁ ସ୍ଥିତିରେ, ମାନେ ଏଟା ବୁଝି ନେବେ ସେ ଉପଯୁକ୍ତ ସ୍ଥିତିରେ ଅଛନ୍ତି। କାହିଁକି ନା ବାଇ ଦ ଡେଣ୍ଟ ଅଫ ସ୍ପିରିଚୁଆଲ ଏନଲାଇଟେନମେଣ୍ଟ, ଆଧ୍ୟାତ୍ମିକ ଉର୍ଜା ଯୋଉ ତାଙ୍କର ଯୋଉ ରହିଛି, ସେଇଥିରେ ସେ ପୁରା ସତେଜ ଅଛନ୍ତି, ତାଜା ଅଛନ୍ତି। ସାଉଣ୍ଡ ମାନେ ତାଜା ବୁଝି ନେବେ। And thus in any circumstances a devotee of the Lord is in perfect order to speak the right way of life. ସେଥିପାଇଁ ପ୍ରତ୍ୟେକ ପରିସ୍ଥିତିରେ
ए डिवोटी ऑफ द लॉर्ड इज इन परफेक्ट ऑर्डर टू स्पीक। भक्त भगवान को जड़े भक्त प्रत्येक परिस्थिति रे से कहया पे समर्थ। द राइट वे ऑफ लाइफ जीवन माने कौन पथ प्रदर्शन करने से सब समय सक्षम। देखो ठीक यही जिनसा प्रभुपा जो कहते खाली से कही ना सी कहते सी निजे भी करके देखी देखी ना प्रभुपा शेष मुहूर्त भक्तान नौ कथा नौ रेकर्डिंग कर अच्छी कौट अच्छी हाँ देखो बक्स तले जो चित्रटा अच्छी देखो शेष समय प्रभुपाद शेष समय नौ भक्त जो स्थित रही भी कहीपर आम जो स्थित रही कहीपर ना कथा आरंभ शुणुले बा कण नखा टे है मैंने आउ पोस्ट ना कण नखा ओ हो आ हा बोलो मा लो गोपा लो से समय जीव नहीं चिंता करें कौ स्टैंडर्ड रे अच्छे बर्तमान तो आम जब स्टैंडर्ड रे अच्छे तो आम स्टैंडर्ड को बढ़ाई चेष्टा करा उचित ना स्टैंडर्ड टे मार्जित करने तो चेष्टा करा दरकार ना से चेष्टा करने तो साधु संग करछे भागवत कथा शुणुचे भगवान कथा शुणुचे ये तो आ कौन तो आम स्टैंडर्ड को बढ़ाया दरकार। तेणु बर्तमान युधिष्ठिर को से पचारे समय भी हो गले युधिष्ठिर जो पचारे भीष्म कौन कहे काली शुणा शेष दिन में तापर स्तुति भी अच्छी स्तुति तो आहरी स्तुति तो सी गोटे सप्ताह हो पारे खाली स्तुति से प्रभु मत मुझे मत पठेब पोस्टरटा प्रभु लिखिदे भीष्म भगवान श्रीकृष्ण प्रति स्तुति और महापुराण मुझे स्तुति प्रति लिखनी कहीं पारे न हो पारे